ମୁଁ ଷ୍ଟାର୍ଟ କରିବା ହେଲା। ଦେଖ ଷ୍ଟାର୍ଟ କରିବା ସୋସିଓଲୋଜିର ଚାପ୍ଟର 1 ପେପର 1 ହେଲା। ତ ସୋସିଓଲୋଜିରେ ଆମେ ଯେଉଁ ବିଭିନ୍ନ ସବୁ ପର୍ସପେକ୍ଟିଭ ବିଷୟରେ ପଢ଼ିଥିଲେ ହେଲା। ଯେତେବେଳେ ଥିଙ୍କର୍ସ ଚାପ୍ଟର 4 ନମ୍ବର ଚାପ୍ଟର ଡିସ୍କସନ୍ ହେଉଥିଲା ସେତେବେଳେ ଆମେ କନଫ୍ଲିକ୍ଟ ପର୍ସପେକ୍ଟିଭ, ଫଙ୍କସନାଲ ପର୍ସପେକ୍ଟିଭ ଆଉ ଇଣ୍ଟରପ୍ରିଟେଟିଭ ପର୍ସପେକ୍ଟିଭ, ତାପରେ ଷ୍ଟ୍ରକ୍ଚରାଲ ଫଙ୍କସନାଲ ପର୍ସପେକ୍ଟିଭ, ଏମିତି ସବୁ ପର୍ସପେକ୍ଟିଭ ସବୁ ପଢ଼ିଥିଲି ହେଲା। ତ ଏହି ସମୟରେ ଏଇସବୁ ଭିତରେ ଆମକୁ ଯେଉଁ ଗୋଟେ ଆପ୍ରୋଚ୍ ଆମେ ସବୁବେଳେ ପଢ଼ୁଥିଲେ ଯେ ପଜିଟିଭିଜମର ଆପ୍ରୋଚ୍ ହେଲା, ପଜିଟିଭିଷ୍ଟିକ୍ ଆପ୍ରୋଚ୍। ତାପରେ ଏଇଥିରେ ଆମେ ପଢ଼ିବା ନନ୍ ପଜିଟିଭିଷ୍ଟିକ୍ ଆପ୍ରୋଚ୍, ଆଣ୍ଟି ପଜିଟିଭିଷ୍ଟିକ୍ ଆପ୍ରୋଚ୍। ତ ଏଇଗୁଡ଼ା ସବୁ ଏଇ ଚାପ୍ଟରରେ ଆସିଯିବ ଆମର ହେଲା। ତ ସୋସିଓଲୋଜିର ଷ୍ଟାର୍ଟିଂ କେମିତି ହେଲା, କାରଣ ସୋସିଓଲୋଜିଟା ଗୋଟେ ନ୍ୟୁ ଡିସିପ୍ଲିନ୍ ହେଲା, ଗୋଟେ ନ୍ୟୁ ସବଜେକ୍ଟ ଗୋଟେ ଯେଉଁଟା 18th ସେଞ୍ଚୁରୀରେ ପ୍ରାୟ ଷ୍ଟାର୍ଟ ହେଇଛି ବା 18th ସେଞ୍ଚୁରୀରେ ତାର ଗୁଡ଼ାଏ ଯେଉଁ ମେଜର ଯେଉଁ ରାଇଟିଂ ସବୁ ହେଇଛି ସୋସିଓଲୋଜିର 18th ସେଞ୍ଚୁରୀ 19th ସେଞ୍ଚୁରୀ ଏଇ ସମୟର ଟାଇମ୍ ଗୁଡ଼ା ସବୁ। ତେଣୁ ଗୋଟେ ଏକଦମ ନୂଆ ସବଜେକ୍ଟ ଗୋଟେ ଏଇଟା। ତେଣୁ ଆମର ତ ଆକୁ ଯଦି ଦେଖିବା ନା ସୋସିଓଲୋଜିର ଦେଖିବ ଏଇ ସ୍ପ୍ରେଡ୍ ଆର କାଫି ବହୁତ ଅଛି, ବହୁତ ଗୁଡ଼େ ଜିନିଷ ଅଛି ଆକୁ ଜାଣିବା ପାଇଁ ଯେ ସୋସିଓଲୋଜିର ମାନେ ଯେଉଁ ୟୁରୋପିଆନ୍ ମଡର୍ନିଟି ଆଣ୍ଡ ରାଇଜ୍ ଅଫ୍ ସୋସିଓଲୋଜି ହେଲା, ଇମର୍ଜେନ୍ସ ଅଫ୍ ସୋସିଓଲୋଜି, ୟୁରୋପିଆନ୍ ମଡର୍ନିଟି। ତ ଏଇ ଟାଇପ୍ର ତାପରେ ଏଥିରେ ପୁଣି ଫ୍ରେଞ୍ଚ ଆମର ଅବଶ୍ୟ ଅଛି ଫ୍ରେଞ୍ଚ ରିଭଲ୍ୟୁସନ୍ ଆଉ ଆମ ସିଲାବସ୍ରେ ଅଛି ଫ୍ରେଞ୍ଚ ରିଭଲ୍ୟୁସନ୍ ଆଉ କ'ଣ ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍ ସବୁ ଅଛି, ଦେଖିବା ଏଟା ପରେ। ତ ଏଇଭଳିଆ ସବୁ ଜିନିଷ ବହୁତ କିଛି ଆ ଭିତରେ ଅଛି ହେଲା। ତେଣୁ ଆମକୁ ଯେହେତୁ ଗୋଟେ ସ୍ପେଶାଲ ଆମେ ଓଡ଼ିଶା ସିଭିଲ୍ ସର୍ଭିସେସ୍ ପାଇଁ ପଢ଼ୁଛନ୍ତି, ତ ଆମ ସିଲାବସ୍ରେ ଯେଉଁ ଯେଉଁ ଜିନିଷ ଗୁଡ଼ା ଦେଇଛି ଆମର ଡିସ୍କସନ୍ଟା ସେଇ ଟପିକ୍ ଆରାଉଣ୍ଡରେ ସବୁବେଳେ ରହିବା ଦରକାର ହେଲା। କାରଣ ବହୁତ ଗୁଡ଼େ ଭାଷ୍ଟ ଜିନିଷ ଅଛି, ସେଗୁଡ଼ାକୁ ତ ପଢ଼ି ହେବନି ବା ସେଗୁଡ଼ା ଦରକାର ବି ନାହିଁ ଆମକୁ ଏକ୍ଜାମ୍ରେ ଲେଖିବାକୁ, ସେଟା ପଡ଼ିବନି ହେଲା। ତେଣୁ ଆମକୁ ଆମର ଯେଉଁ ଟପିକ୍ ଯାହା ଯାହା ଲେଖା ହେଇଛି ଆମ ଡିସ୍କସନ୍ଟା ସେଇ ଆରାଉଣ୍ଡରେ ରହିବା ଦରକାର, ଆଉ ନୋଟ୍ସ ଗୁଡ଼ା ବି ସେଇ ଆରାଉଣ୍ଡରେ ରହିବା ଦରକାର। ତେଣୁ ଆମର ଯେଉଁ ସିଲାବସ୍ରେ ଲେଖା ହେଇଛି, ସିଲାବସ୍ରେ ଅଛି ଚାପ୍ଟର 1ର ସୋସିଓଲୋଜି ଆଜ୍ ଏ ସାଇନ୍ସ ଆଣ୍ଡ ଆଜ୍ ଆନ୍ ଇଣ୍ଟରପ୍ରିଟେଟିଭ୍ ଡିସିପ୍ଲିନ୍। ଏଥର 20 ମାର୍କରେ ପଡ଼ିଥିଲା ସୋସିଓଲୋଜି ଆଜ୍ ଆନ୍ ଇଣ୍ଟରପ୍ରିଟେଟିଭ୍ ଡିସିପ୍ଲିନ୍, କ'ଣ ଲେଖ ହେଲା। ତେଣୁ ଏଗୁଡ଼ା ସୋସିଓଲୋଜି ସାଇନ୍ସ ବି ପଢ଼ୁଛି, ଏଇଟା ବି ପଢ଼ୁଛି, ଯାହା ଯାହା ଟପିକ୍ ଲେଖା ହେଇଛି ସବୁ କ୍ୱେଶ୍ଚିନ୍ ଆସୁଛି। ତାପରେ ଦ ଇମ୍ପାକ୍ଟ ଅଫ୍ ଇଣ୍ଡଷ୍ଟ୍ରିଆଲ ଆଣ୍ଡ ଫ୍ରେଞ୍ଚ ରିଭଲ୍ୟୁସନ୍ ଅନ୍ ଦ ଇମର୍ଜେନ୍ସ ଅଫ୍ ସୋସିଓଲୋଜି ହେଲା। ତାପରେ ସୋସିଓଲୋଜିର ରିଲେସନ୍ ସବୁ, ସୋସିଓଲୋଜି ଆଣ୍ଡ ଇଟ୍ସ ରିଲେସନ୍ ୱିଥ୍ ହିଷ୍ଟ୍ରି, ଇକୋନୋମିକ୍ସ, ପଲିଟିକାଲ ସାଇନ୍ସ, ସାଇକୋଲୋଜି ଆଉ ଆନ୍ଥ୍ରୋପୋଲୋଜି। 2019ରେ ବୋଧେ ପଡ଼ିଥିଲା ସୋସିଓଲୋଜି ସହିତ ଆନ୍ଥ୍ରୋପୋଲୋଜି ବୋଧେ ପଡ଼ିଥିଲା, ବୁଝୁଛ ନା ନାହିଁ। ତେଣୁ ଏମିତି ପଢ଼ୁଛି କିଛି ନା କେଉଁ ବର୍ଷ ହିଷ୍ଟ୍ରି, କେଉଁ ବର୍ଷ ଏମିତି ଏବେ ତ ପଡ଼ିନି ହିଷ୍ଟ୍ରି ଫିଷ୍ଟ୍ରି ପଡ଼ିନି ବୋଧେ, ଆନ୍ଥ୍ରୋପୋଲୋଜି ପଡ଼ିଥିଲା 2019ରେ, ଆଗକୁ ଯାଇକି କିଛି ନା କିଛି ପକେଇ ପାରନ୍ତି ପୁଣି। ତେଣୁ ଆମେ ଏଇ ସବୁ ଭିତରେ ଆର ଯାହା ଯାହା ଟପିକ୍ ଲେଖା ହେଇଛି ସବୁ ଗୁଡ଼ା ଗୋଟେ ଗୋଟେ କ୍ୱେଶ୍ଚିନ୍ସ। ଓପିଏସ୍ସିର ସୋସିଓଲୋଜି ଅପସନାଲ୍ ଯେଉଁ ଜିନିଷଟା ଗୁଡ଼ା ହେଲା, ଆମ ଓପିଏସ୍ସି ଅପସନାଲ୍ ଅଛି, ଏଥିରେ ପିଲାଙ୍କର ହାଇ ସ୍କୋରିଂ ହେବାର ମୁଖ୍ୟ କାରଣ ହେଉଛି କ'ଣ ନା କ୍ୱେଶ୍ଚିନ୍ ଡାଇରେକ୍ଟ। ଦେଖିବ ୟୁପିଏସ୍ସି ଅପସନାଲ୍ରେ ପିଲା ମାନେ ତାଙ୍କର ସେଠି 250ରୁ ମାନେ 200 ପାଖାପାଖି ମାନେ ରଖିପାରୁନାହାନ୍ତି ପିଲା ସେଠି, 100 ସମଥିଙ୍ଗ ରହିଲେ 160, 170, 154, 55 ତଥାପି ବହୁତ ବଢ଼ିଆ ସ୍କୋର, 170, 75 ହେଇଗଲେ ବି ପିଲା ବହୁତ ବଢ଼ିଆ ସ୍କୋର ବୋଲି କହୁଛନ୍ତି। କିନ୍ତୁ ଆମ ଏଠି 200 ପରେ 200 ପିଲା 270, 75 ବି ଦେଉଛନ୍ତି, ଯେମିତି ଗୋଟେ ଅପସନାଲ୍ରେ କି 220, 225 ଏଇଭଳିଆ ତ ପିଲା ରଖୁଛନ୍ତି। ତ ଏମିତି ରଖିବାର ମୁଖ୍ୟ କାରଣ ହେଉଛି ଏଥିରେ କ୍ୱେଶ୍ଚିନ୍ ଗୁଡ଼ା ଡାଇରେକ୍ଟ ସବୁ ହେଲା, ଯାହା ଟପିକ୍ ଲେଖା ହେଇଛି ସିଲାବସ୍ରେ ସେମିତି କ୍ୱେଶ୍ଚିନ୍ ଆସୁଛି। ଏବେ ଟିକେ ଅବଶ୍ୟ ମୋଡିଫିକେସନ୍ ହେଲାଣି, କିନ୍ତୁ କ୍ୱେଶ୍ଚିନ୍ ଗୁଡ଼ା ମୋଷ୍ଟଲି ଡାଇରେକ୍ଟ ଆସୁଛି, ଯାହା ଟପିକ୍ରେ ଲେଖା ହେଇଛି ଏକଦମ ସେଇଭଳିଆ କ୍ୱେଶ୍ଚିନ୍ ଆସୁଛି ହେଲା। ଏତେ ପୁରା ବି ଡାଇନାମିକ୍ ହେଇନି ଯେଉଁଟା ଆମକୁ ଏତେ ଟେନସନ୍ ହେବ। ତେଣୁ ଯାହା ଯାହା ଲେଖା ହେଇଛି ଟପିକ୍ ଆମକୁ ସେମିତି ସେମିତି ପ୍ରିପେୟାର କରିବାର ଅଛି। ଆଜି ଟପିକ୍ଟା ବହୁତ ଇମ୍ପୋର୍ଟାଣ୍ଟ ଥିଲା, ସେଥିପାଇଁ ଆମେ କହୁଥିଲି ଯେ ସବୁ ପିଲା ଆଟଲିଷ୍ଟ ଆଟେଣ୍ଡ କରିବା କଥା। ଯେ ନ କରୁଛି ପୁଣି ପରେ ଯାଇ କହୁଛନ୍ତି ସାର୍ କିଛି ଠିକ୍ସେ ବୁଝା ପଡ଼ୁନି, କ'ଣ କରିବା ଆକୁ। ଏଇଟାକୁ ବହୁତ ଇମ୍ପୋର୍ଟାଣ୍ଟ ଫାଉଣ୍ଡେସନ୍ ବିଲ୍ଡିଂ ପାଇଁ ସୋସିଓଲୋଜିର ଚାପ୍ଟର 1, ଚାପ୍ଟର 4, ଚାପ୍ଟର 3, ଚାପ୍ଟର 3, 4 ଚଳିବ, କିନ୍ତୁ ଚାପ୍ଟର 1 ବହୁତ ଇମ୍ପୋର୍ଟାଣ୍ଟ ବର୍ତ୍ତମାନ ଫାଉଣ୍ଡେସନ୍ ବିଲ୍ଡିଂ ପାଇଁ। କିନ୍ତୁ କ'ଣ କରିବା। ତାପରେ ସେକେଣ୍ଡ କଥା ହେଲା ଯେ ରିସୋର୍ସେସ୍ କ'ଣ, ଦେଖ ରିସୋର୍ସେସ୍ ଏଥିରେ ଯଦି ତୁମେମାନେ ଚାହିଁବ ବି ଯେଉଁ ଆମ ବହି ଲେଖା ହେଇଛି, ଯେଉଁ ବହିଟା ଲେଖି ମାନେ ଆମର ସାମଲ ସାର୍ଙ୍କର, ସରୋଜ ସାମଲ ସାର୍ଙ୍କର ଯେଉଁ ନୋଟ୍ସ ଅଛି ତାଙ୍କ ବୁକ୍ସରେ, ସେଇଟା ବି ରେଫର୍ କରିପାରିବ। ସେଇଟା ଟୁ ସମ୍ ଏକ୍ସଟେଣ୍ଟ ବି କିଛି ଦେଇଛି, କିନ୍ତୁ ଆମର ସ୍ପେଶାଲ ବି ମୁଁ ନୋଟ୍ସ ବନେଇ ଦେଇଛି ହେଲା। ଆମ ପାଇଁ ଏଇଟା ବହୁତ ଫାର୍ ବେଟର୍ ନୋଟ୍ସ ହେବ, ତାଠୁ ବହୁତ ବଢ଼ିଆ ଏଠି ହେବ। ଆମେ ତୁମେ ଆମ ନୋଟ୍ସ ପ୍ରିଫର୍ କଲେ ବେଟର୍ ହେବ ମୋ ମତରେ। କିନ୍ତୁ ସେଇଟା ବି କିଛି ଖରାପ ଦେଇନି, ସେଇଟା ମାନେ ତାକୁ ପୁରା ଥରେ ଦୁଇଥର ରିଡ଼ିଙ୍ଗ କରିବ, ଥରେ ରିଡ଼ିଙ୍ଗ କରିପାର ହେଲା। ନୋଟ୍ସରେ ଯାହା ଲେଖା ହେଇଛି, କ'ଣ ଲେଖା ହେଇଛି ଥରେ ରିଡ଼ିଙ୍ଗ କଲେ ଚଳିବ, କିଛିଟା ପଏଣ୍ଟସ୍ ମିଳିପାରେ ସେଥିରୁ।
କିନ୍ତୁ ସ୍ପେଶିଆଲି ଆମର ଯେଉଁ କମ୍ପାଇଲ୍ କରିଛି ନୋଟ୍ସଟା ଯେଉଁ ଏଇଟା କିନ୍ତୁ ବହୁତ ବଢ଼ିଆ କରି କମ୍ପାଇଲ୍ କରାହେଇଛି ହେଲା। ଏଇଟାକୁ ପୁରା ବହୁତ ଭଲ ଇଜି ଲାଙ୍ଗୁଏଜରେ ଆଉ ବହୁତ ଭଲ ଭାବରେ କମ୍ପାଇଲ୍ କରାହେଇଛି, ତ ବୁଝା ପଡ଼ିଯିବ ଯେ ଜିନିଷ କ'ଣ। ତ ସୋସିଓଲୋଜିରେ ସବୁବେଳେ ଜିନିଷଟା କ'ଣ ବୁଝିଯିବା ଦରକାର, କଥା କ'ଣ କୁହାହେଉଛି ବା କନସେପ୍ଚୁଆଲ କ୍ଲାରିଟିଟା ବହୁତ ସବୁ ଏମିତି ସୋସିଓଲୋଜିରେ ନୁହଁ, ସବୁଥିରେ କନସେପ୍ଚୁଆଲ କ୍ଲାରିଟି ଦରକାର। ତେଣୁ ଏଥିରେ ଆମର ଟପିକ୍ ୱାଇଜ୍ ଆମେ ଦେଖିବା ଯାହା ଯାହା ଟପିକ୍ ଲେଖା ହେଇଛି ସେଥିରେ ଆମର କ'ଣ କ'ଣ କ୍ଲାରିସ୍ ବୁଝା ମାନେ ବୁଝି ଅଣ୍ଡରଷ୍ଟାଣ୍ଡିଂଟା ପୁରା ପରଫେକ୍ଟ ହେବା ଦରକାର ହେଲା। ଦ୍ୟାଟ୍ ଇଜ୍ ଦ ଓନ୍ଲି ଇଣ୍ଟେନସନ୍। ବାକି ତ ସବୁ ଲେଖା ହେଇଛି ନୋଟ୍ସରେ ଆରାମରେ ପଢ଼ିକି ବାରମ୍ବାର ମନେ ରଖିବାର ଅଛି। ଆଚ୍ଛା ମୋତେ କୁହ, ଆମେ ଅଡିବୁଲ୍ ପ୍ରପରଲି ଟୁ ଏଭ୍ରିୱାନ୍? ହୁଁ। ଆଚ୍ଛା ପ୍ରଥମେ ଆମେ ଦେଖିବା ସୋସିଓଲୋଜି ଆଜ୍ ଏ ସାଇନ୍ସ। ଦେଖ ମୁଁ ଯେମିତି କହିଲି ଷ୍ଟାର୍ଟିଂରୁ ଯେତେବେଳେ ସୋସିଓଲୋଜି ଗୋଟେ ନ୍ୟୁ ଡିସିପ୍ଲିନ୍ ଷ୍ଟାର୍ଟ ହେଲା, ସେତେବେଳେ କାରଣ ଏଇଟିନ୍ଥ ସେଞ୍ଚୁରୀ ଦେଖିବ, ଆମର ଏଇଟିନ୍ଥ ସେଞ୍ଚୁରୀ ବେଳକୁ ତ ସୋସିଓଲୋଜି ଷ୍ଟାର୍ଟ ହେଇଛି ନା। ଏଇଟିନ୍ଥ ସେଞ୍ଚୁରୀ ବେଳକୁ ଦେଖିବ ସାଇନ୍ସର ଗୋଟେ ପିକ୍ ପଏଣ୍ଟରେ ଥିଲା ଏ ସମୟରେ। ସାଇନ୍ସର ପୁରା ୱାର୍ଲଡକୁ ସାଇନ୍ସ ଆଣ୍ଡ ଟେକ୍ନୋଲୋଜି ପୁରା ଅକୁପାଏ କରିକି ରଖିଥିଲା। ନ୍ୟୁ ସାଇନ୍ସ ଡିସ୍କଭରି ହେଉଥିଲା, ନୂଆ ନୂଆ ଜିନିଷ ଆସୁଥିଲା, ତ ଲୋକ ସାଇଣ୍ଟିଫିକାଲି ଜିନିଷକୁ ଚିନ୍ତା କରୁଥିଲେ। ତ ସାଇନ୍ସ ଟେକ୍ ସାଇଣ୍ଟିଫିକ୍ ଇନଭେଷ୍ଟିଗେସନ୍ ସାଇଣ୍ଟିଫିକ୍ ରିସର୍ଚ୍ଚ ଅଲ୍ ଦୋଜ୍ ଥିଙ୍ଗସ୍ ଆର୍ ଗେଟିଂ କ'ଣ ପ୍ରୋମିନେନ୍ସ ଇନ୍ ଦୋଜ୍ ଟାଇମ୍, ମାନେ ସେଇ ସମୟରେ ଏଇଟିନ୍ଥ ସେଞ୍ଚୁରୀ ସମୟ ନାଇନଟିନ୍ଥ ସେଞ୍ଚୁରୀରେ, ନାଇନଟିନ୍ଥ ସେଞ୍ଚୁରୀ କଥା କହୁଛି, ନାଇନଟିନ୍ଥ ସେଞ୍ଚୁରୀ ମାନେ 1800 ସମଥିଙ୍ଗରେ ହେଲା। ତ ତେଣୁ ଏଇ ପିରିୟଡ଼ଟା ଯେହେତୁ ଥିଲା, ତେଣୁ ଯେତେବେଳେ ସୋସିଓଲୋଜିଟା ଯେତେବେଳେ ଷ୍ଟାର୍ଟ ମାନେ ଗୋଟେ ନ୍ୟୁ ଡିସିପ୍ଲିନ୍ ହିସାବରେ ଷ୍ଟାର୍ଟ ହେଲା, ତ ଲୋକମାନେ ଭାବିଲେ ଯେ ସୋସିଓଲୋଜି ଗୋଟେ ସାଇନ୍ସ। କାରଣ ଆମ ନ୍ୟାଚୁରାଲ୍ ସାଇନ୍ସର ଆମର ଯେଉଁ ଯେମିତି କହୁଛେ ନ୍ୟାଚୁରାଲ୍ ସାଇନ୍ସରେ ଯେଉଁ ଟାଇପ୍ର ସବୁ ମାନେ ଆମର ଫିଜିକ୍ସ ହେଲା, କେମିଷ୍ଟ୍ରି ହେଲା, ଯେଉଁ ପ୍ରକାର ସବୁ ଜିନିଷ ଅଛି, ଆଉ ଯେମିତି ଆମେ ସେଠି ମାନେ କ'ଣ ସାଇଣ୍ଟିଫିକାଲ୍ ମେଥଡ଼୍ସ ୟୁଜ୍ କରିକି ଏକ୍ସପେରିମେଣ୍ଟେସନ୍ କରିକି ବିଭିନ୍ନ ଫ୍ୟାକ୍ଟ କଲେକ୍ସନ୍ ଡାଟା କଲେକ୍ସନ୍ କରିକି, ତ ଗୋଟେ ଅଲଗା ଲାବୋରେଟୋରୀ ମାଧ୍ୟମରେ ରିସର୍ଚ୍ଚ କରିକି, ତ ଗୁଡ଼ାଏ ଜିନିଷ ଯେମିତି ସାଇନ୍ସରେ କରାହେଉଛି, ତ ସେଇ ଭଳିଆକୁ ଏମାନେ ଭାବିଲେ ଷ୍ଟାର୍ଟିଂରୁ ଯେ ସେଇ ଟାଇପ୍ର କରିହେବ। ସାଇନ୍ସଟାକୁ ବି ଆମେ ସାଇଣ୍ଟିଫିକ୍ ମେଥଡ଼୍ସ ୟୁଜ୍ କରିକି ଏମ୍ପେରିକାଲ୍ ଫର୍ମୁଲେସନ୍ସ ୟୁଜ୍ କରିକି ଆଉ ତାକୁ ଗୋଟେ କ'ଣ ଲଜିକାଲ୍ ୱେରେ ଆନାଲିସିସ୍ କରିହେବ। ଆଉ ଯେମିତି ନ୍ୟାଚୁରାଲ୍ ସାଇନ୍ସକି ଆମେ ପଢ଼ୁଛେ ସେଇଭଳିଆ ସୋସିଆଲ୍ ସାଇନ୍ସକି ବି ପଢ଼ିପାରିବା। ତାମାନେ ସେ କହିବାର ଉଦ୍ଦେଶ୍ୟ ଥିଲା ଯେ ସାଇନ୍ସଟା ହେଉଛି ସୋସିଆଲ୍ ସାଇନ୍ସଟା ବା ସୋସିଓଲୋଜିର ଗୋଟେ ସାଇନ୍ସର ଡିସିପ୍ଲିନ୍। ଆଉ ସାଇନ୍ସର ମେଥଡ଼୍ସ ୟୁଜ୍ କରିକି ଆକୁ ଷ୍ଟଡି କରିହେବ। ସାଇନ୍ସର କ'ଣ ସାଇନ୍ସର ମାନେ ପ୍ରୋସିଜର୍ସ ୟୁଜ୍ କରିକି ମେଥଡ଼ୋଲୋଜି ୟୁଜ୍ କରିକି ଆକୁ କ'ଣ ଆର ଲଜିକାଲ୍ ୱେରେ ଆର କନକ୍ଲୁଜନ୍ ଗୁଡ଼ାକ ଡ୍ର କରିହେବ, ଯେମିତି ସାଇନ୍ସର ହେଉଛି ଏଠି ସେମିତି କରିହେବ। ତେଣୁ ସୋସିଓଲୋଜିକୁ ସାଇନ୍ସ ବୋଲି ଭାବିକି ଯେଉଁ ଷ୍ଟଡି କରିବା, ସେଇ ମେଥଡ଼ଟା କୁହାଯାଏ ପଜିଟିଭିଜମ୍ ଆପ୍ରୋଚ୍। ବୁଝିହେଉଛି ନାଇଁ? ଆମେ ଆଜି ପଢ଼ିବା ଯେଉଁ ପଜିଟିଭିଜମ୍ ଆପ୍ରୋଚ୍ କଥା ଆମେ ସବୁବେଳେ ଡିସ୍କସନ୍ କରୁଥିଲେ, ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ, ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ, ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ, ସେଇଟା ହେଲା ଏଇଟା। ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ ମାନେ କହୁଥିଲେ ଯେ ସୋସିଓଲୋଜିଟା ହେଉଛି ସାଇନ୍ସ ଗୋଟେ, ବା ସୋସିଓଲୋଜିର ଯାହା ଯାହା ଅଛି, ଆଉ ଆମେ ନ୍ୟାଚୁରାଲ୍ ସାଇନ୍ସକୁ ଆମେ ଯେମିତି ଆନାଲିସିସ୍ କରୁଛେ, ଏଇ ଟାଇପ୍ର ସେମିତି ଆନାଲିସିସ୍ କରିହେବ। କିନ୍ତୁ କଥା ହେଲା ଯେ ସୋସିଓଲୋଜିର ଏଇସବୁ ଜିନିଷକୁ ଆର ଯେଉଁ ଯେ ସୂତ୍ରଧର ଥିଲେ ବା ଯେଉଁ ମେନ୍ ଆର ମାନେ ଯେ ପ୍ରୋପାଉଣ୍ଡର ଥିଲେ ଯେ ଅଗଷ୍ଟ କୋମ୍ଟେ ହେଲା। ଅଗଷ୍ଟ କୋମ୍ଟେ କହୁଥିଲେ ସୋସିଓଲୋଜି ଇଜ୍ ଦ କୁଇନ୍ ଅଫ୍ ସାଇନ୍ସ। ମୁଁ ଯାହା କହୁଛି ଠିକ୍ ସେ ଶୁଣାଯାଉନି କିରେ? ଉତ୍ତମ, ଆଇ ଏମ୍ ନଟ୍ ଅଡିବୁଲ୍ ଟୁ ୟୁ। ତ ମୁଁ ସେଇଆ କହିଲି ଯେ ସୋସିଓଲୋଜିଟାକୁ ସାଇନ୍ସ ବୋଲି ଅଗଷ୍ଟ କୋମ୍ଟେ କହିଲେ, ସୋସିଓଲୋଜି ଦ କୁଇନ୍ ଅଫ୍ ସାଇନ୍ସ, ଅଗଷ୍ଟ କୋମ୍ଟେ। ତ ଏଇ ଟାଇପ୍ର ବି ଆଉ ଏଇ ଅଗଷ୍ଟ କୋମ୍ଟେଙ୍କ ଭଳିଆ ବା ପଜିଟିଭିଷ୍ଟ ଆପ୍ରୋଚ୍ର ଆଉ ଯେଉଁ ଲାଇକ୍ ମାଇଣ୍ଡେଡ୍ ସାଇନ୍ସ ସୋସିଓଲୋଜିଷ୍ଟ ସବୁ ଥିଲେ, ଯେମିତିକି ସେଣ୍ଟ ସାଇମନ୍ ହେଲା। ଇଏ ବି କହୁଥିଲେ ଯେ ସୋସିଓଲୋଜି ଗୋଟେ ସୋସିଆଲ ଫିଜିକ୍ସ ବୋଲି କହୁଥିଲେ। ଏ ତା ଉପରକୁ ପଳେଇଲେ ସୋସିଆଲ ଫିଜିକ୍ସ କହୁଥିଲେ ସୋସିଓଲୋଜି। ବୁଝୁଛ ନା ନାଇଁ? ସେଭଳିଆ ହର୍ବର୍ଟ ସ୍ପେନ୍ସର କହିଲେ ଯେ ଏଇଟା ହେଉଛି ଗୋଟେ ସୋସିଆଲ ଡାର୍ୱିନିଜମ୍। ଇଭଲ୍ୟୁସନ୍ କେମିତି ହେଉଛି ତାର କନସେପ୍ଟ ୟୁଜ୍ କରିକି ସୋସିଆଲ ଡାର୍ୱିନିଜମ୍ରେ ଇନ୍ସପାୟାର ହେଇକି ତାକୁ ସେଇଭଳିଆ ଭାବୁଥିଲେ ଏଟାକୁ। ତାପରେ ଆମେ ଯେଉଁ ପଢ଼ିଛନ୍ତି ମନେକର ଇମାଇଲ୍ ଡର୍ଖାଇମ୍ ଯେମିତି ସୋସିଆଲ ଫ୍ୟାକ୍ଟ କଥା କହୁଥିଲେ, ଆଉ ଇମାଇଲ୍ ଡର୍ଖାଇମ୍ଙ୍କର ସୋସିଆଲ ଫ୍ୟାକ୍ଟ ବା ସେ ତ କହୁଥିଲେ ଇମ୍ପେରିକାଲି ଆରେଷ୍ଟେବଲ୍, କହୁଥିଲେ ନା ସେ ଇମ୍ପେରିକାଲି ଆରେଷ୍ଟେବଲ୍ କରିହେବ, ସାଇଣ୍ଟିଫିକାଲି ଏକ୍ସପ୍ଲେନ୍ କରିହେବ। ତ ଇମାଇଲ୍ ଡର୍ଖାଇମ୍ ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ।
किंबा आमे जदि वेबरଙ୍କର आइडियल टाइप्स पढ़िबा वेबर जदि बा पूरा कम्प्लीटली पॉजिटिविस्ट अप्रोच रो सोशियोलॉजिस्ट नुहंती तथापि तांकर से माने पॉजिटिविस्ट अप्रोच को कम्प्लीटली मना भी करनथिले जेमति कहिथिले जे मार्क्स वेबर जते बेले मार्क्स वेबर को जते बेले गोटे एग्जांपल सब बेले कहउथिले जे हाइजेनबर्ग्स अनसर्टेनिटी प्रिंसिपल जोथरे से कहउथिले जे कोना हाइजेनबर्ग्स अनसर्टेनिटी प्रिंसिपल रे से कहउथिले जे तार जो स्टेटमेंट थिला ଆଉ ହାଇଜେନବର୍ଗ अनसर्टेनिटी प्रिंसिपल कोटा नेचुरल साइंस रो बा फिजिकल केमिस्ट्री रो इक्वेशन कांसेप्ट मैं फिजिक्स रे पढुछनी के फिजिकल केमिस्ट्री भी पढुछनी तेनु फिजिकल वर्ल्ड रो गोटे फिजिकल नेचुरल माने हम जो कहबा नेचुरल साइंस रो गोटे कांसेप्ट गोटे हाइजेनबर्ग अनसर्टेनिटी प्रिंसिपल जे कहउथिले कि इट इज इम्पॉसिबल टू मेजर simultaneously both momentum and position of a microscopic particle with absolute accuracy ता माने गोटे माइक्रोस्कोपिक पार्टिकल रो पोजीशन को मोमेंटम को एब्सोल्यूट एक्यूरेसी सहित मापी हबन ता माने ये कहले ता सेथरे भी तो सब्जेक्टिविटी अछि सेथरे भी तो सब्जेक्टिविटी तो नेचुरल माने तमे तो एक्यूरेटली मेजर करि परनो तने किछटा प्रॉब्लम्स रहउछि सेटि बायसनेस रहउछि किछटा रहउछि तो सेटि हे परनो माने सेटि भी बाय सब्जेक्टिविटी सेटि भी रहिछि तेणु नेचुरल साइंस रे सब्जेक्टिविटी अच्छी तो ये सोशल साइंस रे सब्जेक्टिविटी अच्छी तेणु से एकदम से सोशियोलॉजी गोटे साइंस नुह बोली मना करना बुझे तेणु यहाँ भी तू पार्शियली हम भाविया जे कारण इमान सब आसुन नॉन पॉजिटिविस्ट कौन कि एंटी पॉजिटिविस्ट और पॉजिटिविस्ट रो ब्रिज टा मझी मझी से सब ना से एकदम से पॉजिटिविस्ट अप्रोच को मना करदेले ना एकदम से एंटी पॉजिटिविस्ट अप्रोच को से ग्रहण करने मझी मझी से सब टू सम एक्सटेंट से पार्शियली मानुछन पार्शियली मानु भी ना बुझे तेणु यही सब मोर सोशियोलॉजिस्ट माने थिले एमाने सब कोन ना एमानकर जो कंट्रीब्यूशन आसला जो एक्सप्लेनेशन सोशल फैक्टर हो किंबा जो इवन भी केस हमर जो अगस्त कोमटे मानकर सोशल स्टैटिक्स सोशल डायनामिक्स ये पूरा पूरा फिजिक्स भलिया बा नेचुरल साइंस भलिया ये जिंस ट्रीट करथिले पूरा हला तो यही अप्रोच टाको आमे कहबा पॉजिटिविस्ट रो अप्रोच बा पॉजिटिविज्म रो अप्रोच हला किन बर्तन तले देखिबा जे हमको मेन हला साइंस रो कोन कोन सो कैरेक्टरिस्टिक अछि जे साइंस गोटे सब्जेक्ट कहबा बा नेचुरल साइंस रो हम कहउछंती नेचुरल साइंस रो कोन कोन कैरेक्टरिस्टिक अछि आ सोशियोलॉजी रो कोन कोन कैरेक्टरिस्टिक अछि आ सोशियोलॉजी रो काहे की नेचुरल साइंस माने सोशियोलॉजी को काहे की नेचुरल साइंस सहित बा साइंस सब्जेक्ट बोली कहा जाउची तांकर कैरेक्टर गुडा को मैच करूची कि को कैरेक्टर मैच करूची सब सेति पय को साइंस सब्जेक्ट बोली माने भाबुथिले से कथा प्रथम देखिबा प्रथम कथा जे साइंस रे कोन देखो तो साइंस टा सब हम जानि जे साइंस टा गोटे कोन गोटे माने कोन गोटे लॉजिकल एनालिटिक सब्जेक्ट गोटे लॉजिकल एनालिटिकल सब्जेक्ट तेणु एथिरे लॉजिक अच्छी सिस्टमैटिक मेथड सब अच्छी साइंस रे जहाँ पढ़ुचे फिजिक्स पढ़ुचे केमिस्ट्री पढ़ुचे जहाँ भी सब पढ़ुचे एथिरे एथिरे कोन मेथड सब अच्छी लॉजिकल आर्गुमेंट्स अच्छी लॉजिकल एक्सप्लेनेशन अच्छी तापर विभिन्न प्रकार साइंटिफिक मेथड्स अच्छी जोठी के हम नॉलेज को ऑब्टेन करूचे बा नॉलेज हमर कोन होची हमें नॉलेज सब गेन करूचे माध्यम रे आउ जदि हम देखिबा जे साइंस रो गोटे हम कहबा जेथरे सिस्टमैटिक मेथड्स भी यूज होची एम्पिरिकल इन्वेस्टिगेशन भी यूज होची जोथरे हम कहि परिबा डाटा प्रॉपर एनालिसिस होची थ्योरेटिकल थिंकिंग हो जेथरे जोडा ब्रेनस्टॉर्मिंग करा होची थ्योरेटिकल थिंकिंग भी होची तास तो लॉजिकल असेसमेंट करा होची विभिन्न आर्गुमेंट्स रो साइंस रे बुझिस ना ता सहित एथरे कोन होची ना एहा करी कि नॉलेज को डेवलप करा होची ग्रेजुअली नॉलेज को जो डेवलप करा होची इस माध्यम रे लॉजिकल थिंकिंग करिकी आर्गुमेंट रो प्रॉपर एनालिसिस करिकी असेसमेंट करिकी विभिन्न साइंटिफिक मेथड्स यूज करिकी एम्पिरिकल इन्वेस्टिगेशन मेथड सब यूज करिकी तो एगुडा सब साइंस रो मेथड्स यूज कला पर ही हमको तन विभिन्न नॉलेज को हम नॉलेज को गेन करूचे बा साइंस रे गेन करूचे एगुडा सब फीचर साइंस बोले साइंस सब्जेक्ट रो ई सब जिंस गुडा तार मेन मेन कैरेक्टरिस्टिक सब अछि आ जो देखिबा साइंस रो जो गोल बा इंटेंशन को जदि हम देखिबा मेन जिनस होची कोन ना आर तीनटा इंटेंशन अछि गोटे होची हम जो जिनस देखुची मन देखिबो जदि हम कहबा जे जते बेले देखिबो नुवा नुवा टाइम को तुम जे जते बेले आतडा मन तळको पड़ी गेला तो गालीलियो भाबिले जे एटा काहे इंसिडेंट स्टोरी कले प्रथम गोटे आतडे पड़ला तो तळको काहे गेला ऊपर को काहे गेला तो प्रथम कथा हला से कोन करबे ना जे एक्सप्लेन व्हाई समथिंग हैपेंस काहे कि आतडा तळको आसला काहे ऊपर को गला ना एटा जिनस को एक्सप्लेन करबा लॉजिकली एमती कहीं है सेकेंड है मेक जेनरालाइजेसन जिते से भाया इनसीडेंट है तो से आम गोटे जेनरालाइज प्रिंसिपल बतेबा यदि गोटे आज आत पड़ा काली आंब पड़ो काली पणस पड़ो जहाँ भी पड़ो पृथ्वी सब तलक आस कहबार कथा
तो तापाई से गोटे जेनरालाइज प्रिंसिपल बनले गोटे जेनरालाइज मेथड्स बनले गोटे जेनरालाइजेशन कले ताମାନେ प्रथम इनसीडेंट को देखिले ताको लॉजिकली एक्सप्लेन कले से एक्सप्लेन को बेस कर गोटे जेनरालाइजेशन प्रिंसिपल बनले ସେଇଠି ଯେତେବେଳେ ବି ଯାହା ଯାହା ହବ ସେଇ ଟାଇପ୍ର ସବୁ ତଳକୁ ଖସିବ ସବୁ ତଳ ମାନେ ଗୋଟେ ଏକ୍ଜାମ୍ପଲ ନେଇ କହୁଛି ଗୋଟେ ମ୍ୟାଙ୍ଗୋ କାଲି ପଡ଼ିଯିବ ଗଛରୁ ସେ ବି ତଳକୁ ଖସିବ ଗୋଟେ ଜ୍ୟାକଫ୍ରୁଟ୍ ପଡ଼ିଯିବ ତଳକୁ ଖସିବ କାଲି ଯାହା ବି କରିବ ସବୁ ତଳକୁ ଖସିବ କାରଣ ସେ ଯୋଉ କାରଣ ଏକ୍ସପ୍ଲେନ କଲେ ଏଇ ଜେନେରାଲାଇଜେସନ ମାଧ୍ୟମରେ ଯାହା ବି ହେବ ସବୁଗୁଡ଼ାକ ଏକ୍ସପ୍ଲେନ କରିବେ ତାମାନେ ପ୍ରଥମ କଥା ହେଲା ଯୋଉଟା ହାପନିଂ ହେଲା ଗୋଟେ ଇନସିଡେଣ୍ଟରେ ତାକୁ ଠିକ୍ ସେ ଏକ୍ସପ୍ଲେନ କରିବା ଲଜିକାଲି ଏକ୍ସପ୍ଲେନ କରିବା ତାପରେ ତାର ଫାଇଣ୍ଡିଙ୍ଗସ୍ ଉପରେ ବେସ୍ କରି ଗୋଟେ ଜେନେରାଲାଇଜେସନ ପ୍ରିନ୍ସିପଲ ବାହାର କରିବା ଗୋଟେ ଜେନେରାଲାଇଜେସନ ତିଆରି କରିବା ବନେଇବା ଗୋଟେ ଥାର୍ଡ କଥା ହେଲା to predict or specify what will happen in the future in the light of available knowledge ଆଉ ଯଦି ଫ୍ୟୁଚର ଏମିତି ସେଇଭଳିଆ କିଛି ଇନସିଡେଣ୍ଟ ହେଲା ତାର ଅବସ୍ଥା କ'ଣ ବି ଜେନେରାଲାଇଜେସନ ପ୍ରିନ୍ସିପଲ ଉପରେ ବେସ୍ କରିକି ଆମେ କହିବା ପ୍ରେଡିକ୍ଟ କରିବା ତ ଆମେ ପ୍ରଥମ ହେଲା ଯୋଉ ଇନସିଡେଣ୍ଟ ହେଇଛି ଆମେ ସାଇନ୍ସରେ ସେୟା କରୁଛେ ନା ଯାହା ବି ଆମେ ଦେଖୁଛେ ଆଖି ଆଗରେ ଯୋଉଟା ଆମେ ସ୍କୁଲ ବେଳେ ପଢୁଥିଲେ ନା କାରଣ ଦର୍ଶାଅ ଯୋଉ ବିଭିନ୍ନ ପ୍ରକାର କାରଣ କ'ଣ କାହିଁକି ମାନେ ଆମେ ଯୋଉ କହୁଛେ ଗଛରେ ମନେକର ଆମେ ଯଦି କହୁଛେ ଘଡ଼ଘଡ଼ି ଶବ୍ଦ ଆଗେ ଶୁଣାଯାଉଛି ଲାଇଟନିଂ ଆଗ ଦେଖାଯାଉଛି କିଛି ସମୟ ପରେ ଶବ୍ଦଟା ଶୁଣାଯାଉଛି ତାର କାରଣ କ'ଣ ସବୁ ଜିନିଷରେ ଆମେ ଗୋଟେ ଏକ୍ସପ୍ଲେନ କରୁଥିଲେ ନା କାହିଁ ଏମିତି ହେଉଛି ତେଣୁ ତାର ଗୋଟେ ଜେନେରାଲାଇଜେସନ ଆମେ କରୁଥିଲେ କି ମନେକର କାଲି ଯଦି ଯୋଉ ଘରେ ଦେଖିଥିବ ଯୋଉ ଦିଆଯାଉଛି ଯୋଉ ଘର ମାନଙ୍କରେ ସବୁ ବିଲ୍ଡିଂ ଗୁଡାକରେ ଯୋଉ ଲାଇଟନିଂ ହେଲେ ତାକୁ ମାନେ ଆବଜର୍ଭ କରିବା ପାଇଁ ଯୋଉ ରଡ୍ ଲଗାଯାଉଛି ପୁରା ସବୁ ରଡ୍ ଲଗାଯାଉଛି ସେମିତିର କାରଣ କ'ଣ ତ ଯେକୌଣସି ଇନସିଡେଣ୍ଟ ଆମେ ଦେଖୁଛନ୍ତି ତା ଭିତରେ ଲଜିକାଲ ରିଜିନ୍ କ'ଣ ଅଛି ତାହା ବେସ୍ କରି ଗୋଟେ ଜେନେରାଲାଇଜେସନ ବନେଇଲେ ଯୋଉଟା ଆମେ ହାଇପୋଥେସିସ୍ କହିପାରିବା ଥିଓରି କହିପାରିବା ଆଉ ତାପରେ ତାକୁ ବେସ୍ କରିକି ଫ୍ୟୁଚର ଇନସିଡେଣ୍ଟ କ'ଣ ଆମେ ପ୍ରେଡିକ୍ଟ କରିବା ତ ଏଇଟା ପୁରା ସାଇନ୍ସର ଗୋଟେ ପ୍ରୋସେସ୍ এই টাইপର ସାଇନ୍ସ ଜିନିଷ ଗୁଡ଼ା ହୁଏ ତେଣୁ ଏଥିପାଇଁ ଆମର ଯେଉଁ ବିଭିନ୍ନ ପ୍ରକାର ଏଲିମେଣ୍ଟସ୍ ଗୁଡ଼ାକ ଅଛି ସେ କହୁଛି ଯେ ଆମେ ପ୍ରଥମ କଥା ହେଲା ତ ସାଇଣ୍ଟିଫିକ ମେଥଡ୍ସ ୟୁଜ୍ କରିବା ରିଲାଏବିଲିଟି ଆଉ ଗୋଟେ ରିଲାଏବିଲିଟି ଭ୍ୟାଲିଡିଟି ଆଉ ଗୋଟେ ଜେନେରାଲାଇଜେସନ ଅଫ ପ୍ରେଡିକ୍ସନ ରିଲାଏବିଲିଟି ଭ୍ୟାଲିଡିଟି କ'ଣ କାରଣ ରିଲାଏବଲ୍ ହେଲା ଯେଉଁ ଇନସିଡେଣ୍ଟଟା ଆମେ ଏକ୍ସପ୍ଲେନ୍ କଲେ ବା ଯାହା ଯେଉଁ ଜିନିଷ ହେଲା ଯୋଉ ଫାଇଣ୍ଡିଙ୍ଗସଟା ଆମେ ପାଇଲେ ଏଇଟା ସବୁବେଳେ ସବୁ ଜାଗାରେ ହବା ଦରକାର ଆଜି ଆମ ଏଠି ଆମେ ଦେଖିଲେ ଗୋଟେ ମାନେ ହାତଟେ ତଳକୁ ଖସିଲା ତ ସେଇଟା କାଲି ଯଦି କୌଣସି ଅଲଗା କଣ୍ଟ୍ରିରେ ଯାଇକି ଦେଖିବା ବି ସେଠି ସେଇ ହାତଟା ତଳକୁ ଖସିବ ପଡ଼ିବ ଯଦି ସନ୍ଧ୍ୟାବେଳେ ଦେଖିବା ଯାହା ରାତିରେ ଖସିଲେ ବି ସେ ତାର ଭିନ୍ନ ୱିଥ୍ ରେସ୍ପେକ୍ଟ ଟୁ ସ୍ପେସ୍ରେ ୱିଥ୍ ରେସ୍ପେକ୍ଟ ଟୁ ଟାଇମ୍ରେ କି କେଉଁ ଟାଇମ୍ରେ ବି ହଉ କେଉଁ ସ୍ଥାନରେ ହଉ ଯୋଉଠି ବି ଯାହା କରିବ ସେ ଜିନିଷଟା କ'ଣ ସେ ତଳକୁ ହିଁ ଖସିବ ମାନେ ସେମ୍ ରେଜଲ୍ଟ ତା ରେଜଲ୍ଟ ଉପରେ କିଛି ଶଙ୍କା ନାହିଁ ଯଦି ଆମେ ଏକ୍ସପେରିମେଣ୍ଟ ବି ଆଜି ଏଇ ଲାବୋରେଟୋରୀରେ ଏକ୍ସପେରିମେଣ୍ଟ କରିକି ଦେଖୁଛନ୍ତି କାଲି ଆଉ କୋଉଠି କରିବା ସନ୍ଧ୍ୟାବେଳେ ଏକ୍ସପେରିମେଣ୍ଟ କରିବା ରାତିରେ କରିବା ଦିନରେ କରିବା କେତେବେଳେ ମାନେ ଟାଇମ୍ର କୌଣସି ଟାଇମ୍ରେ ବି କରିବା କୌଣସି ଟାଇମ୍ ଜୋନ୍ରେ ବି କରିବା କୌଣସି ଜାଗାରେ ବି କରିବା ହେଲା କୌଣସି ଜାଗାରେ ବି କରିବା ଯୋଉଠି ବି ଆମେ କରିବା ଦେଖ ସବୁବେଳେ କ'ଣ ହବ ଯୋଉ ଜାଗାରେ କରିବା ଯାହା କରିବା ସବୁବେଳେ ସେମ୍ ରେଜଲ୍ଟ ଆସିବ ତାମାନେ ସାଇନ୍ସର ଆମେ ବର୍ତ୍ତମାନ ରାହୁଲ ଆମେ ଆଜି ଚାପ୍ଟର 1 ଷ୍ଟାର୍ଟ କରିଛୁ ହେଲା ସୋସିଓଲୋଜିର ପେପର 1ର ତ ଆମେ ସୋସିଓଲୋଜି ଆଜି ସାଇନ୍ସ ସେଟା ଡିସ୍କସନ୍ ହେଉଛି ବର୍ତ୍ତମାନ ତେଣୁ ସାଇନ୍ସର ବେସିକ୍ ଫିଚର ଏଗୁଡ଼ାକ ସବୁ ମାନେ ସାଇନ୍ସର ବେସିକ୍ ଫିଚର ହେଲା ଯେ ଆମେ ଏଥିରେ ସାଇଣ୍ଟିଫିକ୍ ମେଥଡ୍ସ ୟୁଜ୍ କରିବା ଏମ୍ପିରିକାଲ ଇନଭେଷ୍ଟିଗେସନ୍ କରିବା ଲଜିକାଲ ଆନାଲିସିସ୍ କରିବା ହେଲା ତ ଗୋଟେ ଫାଇଣ୍ଡିଙ୍ଗସରେ ପହଞ୍ଚିଲା ପରେ ତାକୁ ପ୍ରେଡିକ୍ସନ୍ କରିବା ତାପରେ ଯୋଉ ଆନାଲିସିସ୍ ପରେ ଆମର ଯୋଉ ରେଜଲ୍ଟସ୍ ମିଳୁଛି ଦ୍ୟାଟ୍ ସୁଡ୍ ବି ରିଲାଏବଲ୍ ମାନେ କ'ଣ ସବୁବେଳେ ସବୁ ସେଇ ରେଜଲ୍ଟ ଆମେ ମିଳିବ ଯେମିତି ମୁଁ କହିଲି ଯଦି ଗୋଟେ ପଣସଟେ ହାତ ଗଛରୁ ଖସି ପଡ଼ିଲା ଏଠି ଆମ ଇଣ୍ଡିଆରେ ପଡ଼ିବ ବି ପଡ଼ିବ ୟୁଏସ୍ରେ ବି ପଡ଼ିବ ଆଫ୍ରିକାନ୍ କଣ୍ଟ୍ରିରେ ପଡ଼ିବ ଯୋଉଠି ଯିବ ସେଠି ପଡ଼ିବ କି ଆଉ ସନ୍ଧ୍ୟାବେଳେ ବି ଦେଖିବ ଯଦି ପଡ଼ିବ ରାତିରେ ପଡ଼ୁ ଦିନରେ ପଡ଼ୁ କୌଣସି ଟାଇମ୍ରେ କୌଣସି ଜାଗାରେ ସବୁବେଳେ ପଡ଼ିବ ରେଜଲ୍ଟ ସେମ୍ ତାମାନେ କହିବାର କଥା ହେଲା ଯେ ସାଇନ୍ସର ଯୋଉ ରେଜଲ୍ଟସ୍ ଗୁଡ଼ାକ ଆସେ ସବୁବେଳେ ରିଲାଏବଲ୍ ଚେଞ୍ଜ ହେବାର ନାହିଁ ଲାବୋରେଟୋରୀ କଣ୍ଡିସନ୍ସରେ କୋଉ ଲାବୋରେଟୋରୀ କଣ୍ଡିସନ୍ସରେ କେତେବେଳେ ବି ଆମେ ଯୋଉ ରେଜଲ୍ଟସ୍ ଗୁଡ଼ା ବାହାର କରୁଛନ୍ତି ଫାଇଣ୍ଡିଙ୍ଗସ୍ କରୁଛନ୍ତି ନା ସବୁବେଳେ ସେମ୍ ରେଜଲ୍ଟସ୍ ଆସିବ ସୋ ଦ୍ୟାଟ୍ ଇଜ୍ ରିଲାଏବଲ୍ ତାମାନେ ସାଇନ୍ସର ରେଜଲ୍ଟସ୍ ଗୁଡ଼ାକ ବା ଯୋଉ ଆନାଲିସିସ୍ କଲା ପରେ ଯୋଉ ଫାଇଣ୍ଡିଙ୍ଗସ୍ ଆମକୁ ମିଳୁଛି ଦୋଜ୍ ଆର୍ ରିଲାଏବଲ୍ ଇନ୍ ନେଚର ଆମେ ପଢ଼ୁଛନ୍ତି ଯେ ବର୍ତ୍ତମାନ ସାଇନ୍ସର ଷ୍ଟଡିଜ୍ର ବା ସାଇନ୍ସର ବେସିକ୍ ଫିଚର କ'ଣ ଆଉ ସୋସିଓଲୋଜି ତାକୁ ଟାଲି କରୁଛି କି ସେଥିପାଇଁ ତ ସୋସିଓଲୋଜି ସେମାନେ ସାଇନ୍ସ ବୋଲି ଭାବୁଥିଲେ ଷ୍ଟାର୍ଟିଂରୁ ତ ସେଗୁଡ଼ା ଆମେ ବର୍ତ୍ତମାନ ଦେଖିବା ତ ଗୋଟେ ଫିଚର ହେଲା ରିଲାଏବଲ୍ ହେବା ଦରକାର ସାଇନ୍ସର ରେଜଲ୍ଟ ଗୁଡ଼ା ସବୁ ରିଲାଏବଲ୍ ମୁଁ ଆଜି ଏକ୍ସପେରିମେଣ୍ଟ କରୁଛି ମୋତେ ଯାହା ମିଳିବ କାଲି ଆଉ ଜଣେ ବି ଏକ୍ସପେରିମେଣ୍ଟ କରିବ ଆମକୁ ସେଇ ଟାଇପ୍ର ରେଜଲ୍ଟ ମିଳିବ ଯଦି ସେଇ ଟାଇପ୍ର ଏକ୍ସପେରିମେଣ୍ଟ ସେ କରନ୍ତି ତାକୁ ସେମ୍ ମିଳିବ ଏଥିରେ ଚେଞ୍ଜେସ୍ ହେବାର ନାହିଁ ମୁଁ କହୁଛି ବୁଝିପାରୁଛନ୍ତି ଆମକୁ ମନେକର କପର ସଲଫେଟ୍ର ଗୋଟେ ସଲ୍ଟ ଦିଆହେଇଛି ଆମେ ତାକୁ ଆନାଲିସିସ୍ କରିକି ସେଇ କପର ସଲଫେଟ୍ରେ ପହଞ୍ଚିବା ଆଉ ଗୋଟେ ଷ୍ଟୁଡେଣ୍ଟକୁ ଦେଲେ ସେ ବି ଆନାଲିସିସ୍ କରିକି ସେଇ କପର ସଲଫେଟ୍ରେ ପହଞ୍ଚିବ କୌଣସି ଟିଚରକୁ ଦେଲେ ବି ସେ ଆନାଲିସିସ୍ କରିକି ସେଇ କପର ସଲଫେଟ୍ରେ ପହଞ୍ଚିବ କାରଣ ସେଠି ଯୋଉ ପ୍ରୋସିଜିଅରଟା ତାର ଯୋଉ ମେଥଡ୍ସ ଆମେ ୟୁଜ୍ କରିକି ଫାଇଣ୍ଡିଙ୍ଗସ୍ ବାହାର କରୁଛେ ଆଉ ଯୋଉ ରେଜଲ୍ଟସ୍ ଆମେ ମିଳୁଛି ଦ୍ୟାଟ୍ ଇଜ୍ ରିଲାଏବଲ୍ ହବ ମାନେ ହବ ତ
ତ ସାଇନ୍ସର ସେଇ ଜିନିଷଟା ଗୋଟେ ରିଲାଏବଲ୍ ଫ୍ୟାକ୍ଟର ହେଉଛି। ଆଉ ଭ୍ୟାଲିଡିଟି କ'ଣ? ଭ୍ୟାଲିଡିଟି ହେଲା ଭ୍ୟାଲିଡିଟି ହେଲା କ'ଣ? ଭ୍ୟାଲିଡିଟି ହେଲା ମାନେ ଆମେ ଯେଉଁ ଜିନିଷଟାକୁ ମେଜର କରୁଛୁ, ଯେଉଁ ମେଜରମେଣ୍ଟ କରୁଛନ୍ତି, ତାର କରେକ୍ଟନେସ୍ କେତେ, ତାର ଭ୍ୟାଲିଡିଟି କେତେ, ବୁଝୁଛ ନା? ଫର୍ ଏକ୍ଜାମ୍ପଲ୍ ଆମେ କହିବା, ମନେକର ଆମେ କହିବା ଆମେ ବିଭିନ୍ନ ପ୍ରକାର କ'ଣ ମାନେ ମାନେ ଟେଷ୍ଟ କରିକି କିମ୍ବା ଅବଜର୍ଭ କରିକି ବିଭିନ୍ନ ଜିନିଷକୁ ଆମେ ଆନାଲିସିସ୍ କରିବାକୁ ଚେଷ୍ଟା କରୁଛନ୍ତି ହେଲା। ଏଟାକୁ ଆମେ ସେତେବେଳେ ଭ୍ୟାଲିଡିଟି କହିବା ଯେତେବେଳେ କ'ଣ ହେବ, ତାର ପ୍ରପର୍ଟିକୁ ଏଇଟା କ'ଣ କରିବ, ମେଜର କରିବ ଆକୁରେଟଲି। ମାନେ ତାର ମାନେ କହିବାର ଅଛି ଯେ ସବୁ ଜିନିଷର ଭ୍ୟାଲିଡ ରହୁଥିବ, ଇନଭ୍ୟାଲିଡ ହେବନି କେଉଁଠି। ଆଜି ଏଠି ବି ଭ୍ୟାଲିଡ ହେଲା, ସେଠି ଭ୍ୟାଲିଡ ହେଲା। ତ ଯେଉଁ ସିଚୁଏସନରେ ଆମେ ଦେଖିଲେ କି ଟେଷ୍ଟ ରେଜଲ୍ଟଟା ଯେଉଁ ମେଜରମେଣ୍ଟ ଡାଟା ଗୁଡ଼ା ଆମକୁ ମିଳିଛି, ଦ୍ୟାଟ୍ ସୁଡ୍ ବି ଭ୍ୟାଲିଡ। ଡାଟା ଗୁଡ଼ା ତ ଭ୍ୟାଲିଡ ହେଉଛି, ଏଠି ଭ୍ୟାଲିଡ ହେଉଛି, ତ ପ୍ରତି ଜାଗାରେ ଭ୍ୟାଲିଡ ହେଉଛି, ତା ମାନେ ଇନଭ୍ୟାଲିଡ ହେଉନି। ତ ଏଇଟା ସାଇଣ୍ଟିଫିକ ରିସର୍ଚ୍ଚର ଏଗୁଡ଼ା ସବୁ ଫିଚର୍ସ ଗୁଡ଼ା। ତେଣୁ ଯଦି ବି ଆମେ ଦେଖିବା, ଯଦି ବେସିକାଲି ଆମେ ସାଇନ୍ସର ଆନାଲିସିସ୍ କରିବା, ଯଦି ବିଭିନ୍ନ ପ୍ରକାର ସାଇଣ୍ଟିଫିକ ଆନାଲିସିସ୍ ଆମେ ଯଦି କୌଣସି କରୁଛନ୍ତି ଗୋଟେ ଜାଗାକୁ, ତ ଆମେ ଏଇଭଳିଆ ଗୋଟେ ଟାଲି ବା ସିଚୁଏସନ୍ ଆମେ କ୍ରିଏଟ୍ କରିପାରିବା। ମନେକର ଆମେ ଗୋଟେ କ'ଣ କରିବା, ଗୋଟେ ନ୍ୟାଚୁରାଲ ସାଇନ୍ସର ବା ନ୍ୟାଚୁରାଲ ୱାର୍ଲଡର ଆମେ କ'ଣ ନ୍ୟାଚୁରାଲ ସାଇନ୍ସରେ ନ୍ୟାଚୁରାଲ ୱାର୍ଲଡକୁ ଷ୍ଟଡି କରୁଛନ୍ତି, ଆଉ ସୋସିଓଲୋଜିରେ ବା ସୋସିଆଲ ସାଇନ୍ସରେ ଆମେ କ'ଣ କରୁଛନ୍ତି, ସୋସିଆଲ ୱାର୍ଲଡକୁ ଷ୍ଟଡି କରୁଛନ୍ତି। ମନେକର ନ୍ୟାଚୁରାଲ ୱାର୍ଲଡର ଆମେ ଗୋଟେ ଜିନିଷକୁ ଷ୍ଟଡି କରିବା ସାଇନ୍ସ ମାଧ୍ୟମରେ। ମୁଁ କହୁଛି ବର୍ତ୍ତମାନ ସାଇନ୍ସର ଆପ୍ରୋଚ୍ କୋଉ ଭଳିଆ। ତ ସାଇନ୍ସରେ ଆମେ ପ୍ରଥମେ ଷ୍ଟଡି କରିବା, ତ ପ୍ରଥମେ କ'ଣ କରିବା, ଆମେ ଦେଖିବା ଯେ ଟପିକଟା କ'ଣ, ଆମେ କୋଉ ଟପିକ ଉପରେ ଷ୍ଟଡି କରୁଛନ୍ତି। ମନେକର ଆମେ ଗ୍ରାଭିଟେସନ ଉପରେ ଷ୍ଟଡି କରୁଛନ୍ତି। ଗ୍ରାଭିଟେସନ ଗୋଟେ ଫେନୋମେନାଲ ସୋସିଆଲ ୱାର୍ଲଡ, ଫିଜିକାଲ ୱାର୍ଲଡର। ତ ଆମେ ଦେଖିଲେ ଗ୍ରାଭିଟେସନ ଷ୍ଟଡି, ତ ଟପିକଟା କ'ଣ, ତ ଦେଖିଲେ ପ୍ରୋବ୍ଲେମ କ'ଣ ଅଛି ସେଇ ଟପିକକୁ ନେଇକି, ବୁଝିପାରୁଛ ନା ନାଇଁ? ତ ପ୍ରୋବ୍ଲେମ କ'ଣ ଅଛି, ଆମେ ସେ ପ୍ରୋବ୍ଲେମଟାକୁ ଫାଇଣ୍ଡ କଲେ ପ୍ରଥମ। ଏଇଟା ହେଲା ସେକେଣ୍ଡ ଷ୍ଟେପ୍। ତାପରେ ହେଲା ପରେ କ'ଣ ଦେଖିବା, ଆମେ ଦେଖିବା ଯେଉଁ ପ୍ରୋବ୍ଲେମ ଅଛି ବା ଆମେ ଗୋଟେ ପ୍ରୋବ୍ଲେମକୁ ଡିଫାଇନ୍ କଲେ। ମନେକର ଆମେ ଗୋଟେ କ'ଣ କରିବା ନା, ଆମେ ଦେଖିଲେ ଯେ ଆମେ ଯେତେବେଳେ ଯାଉଛନ୍ତି ଗୋଟେ ଗୋଟେ କ'ଣ ଗୋଟେ ମ୍ୟାଗ୍ନେଟକୁ ରଖୁଛନ୍ତି ସବୁବେଳେ ନର୍ଥ ସାଉଥ ଡିରେକ୍ସନ ହେଇକି ରହୁଛି। ତ ଏମିତି କାହିଁକି ହେଉଛି? ଆମେ ତାହେଲେ ଏଇଟା ହେଉଛି ଗୋଟେ ପ୍ରୋବ୍ଲେମ। ତ ବର୍ତ୍ତମାନ ଆମକୁ ଗୋଟେ ୟୁଜୁଆଲ ଲାଗୁଛି, କିନ୍ତୁ ସେତେବେଳେ ଲୋକଙ୍କ ଏଇଟା ପ୍ରୋବ୍ଲେମ ଥିଲା। ଯେ ନୂଆ ନୂଆ ଲୋକ ଦେଖିଲେ କ'ଣ ଚୁମ୍ବକଟା ବା ମ୍ୟାଗ୍ନେଟଟା ବା ନିଡିଲଟା ସବୁବେଳେ ନର୍ଥ ସାଉଥ କାହିଁକି ରହୁଛି, ନର୍ଥ ସାଉଥ କ'ଣ ହେଇକି ରହୁଛି, ଏମିତି କାହିଁକି ରହୁଛି? ତ ଦେଶର ଗୋଟେ ପ୍ରୋବ୍ଲେମ ଥିଲା, ସେ ଡିଫାଇନ୍ କଲେ ଯେ ଯେଉଁ ସିଚୁଏସନ ରଖିଲେ ଏମିତି କାହିଁକି ରହୁଛି। ତାପରେ ଦେଖିଲେ ଏଇ ରିଲେଟେଡ୍ କିଛି ଲିଟରେଚର ଆମ ପାଖରେ ଆଭେଲେବଲ୍ ଅଛି କି? ଲିଟରେଚର ମାନେ ସାହିତ୍ୟ ନୁହେଁ ଏଠି। ଲିଟରେଚର ମାନେ କିଛି ଜିନିଷ ଲେଖା ହେଇଛି କିତାବରେ, କୌଣସି ଥେସିସ୍ ଲେଖା ହେଇଛି, କୌଣସି ମ୍ୟାଗାଜିନରେ କିଛି ଲେଖା ହେଇଛି, କୋଉ ବୁକ୍ସରେ କିଛି ତା ବିଷୟରେ ଲେଖା ହେଇଛି, କି ଏ ବିଷୟରେ କୋଉ ସାଇଣ୍ଟିଷ୍ଟ ଆଗରୁ କିଏ କିଛି କାମ କରିଛନ୍ତି କି, ଏଇ ଟାଇପ୍ର କିଛି ରିଲେଟେଡ୍ ଜିନିଷ ଅଛି କି? ତାମାନେ ଲିଟରେଚରକୁ ଆନାଲିସିସ୍ କରାହେଲା। ଲିଟରେଚର ମାନେ ସେଇଟା। ଲିଟରେଚର ମାନେ ନୁହେଁ ଯେ ଗପ କବିତା ଏଗୁଡ଼ା ନୁହେଁ। ଏଥିରେ ଯେଉଁ ଲିଟରେଚର କରାହେଉଛି, ଲିଟରେଚର ଇନ୍ ସେନ୍ସ ଆମ ଲିଟରେଚରରେ କ'ଣ କ'ଣ ସବୁ ଆଭେଲେବଲ୍ ଅଛି, ସାଇଣ୍ଟିଫିକ ଲିଟରେଚରରେ ଆକୁ ରିଲେଟେଡ୍ କ'ଣ ଜିନିଷ ଅଛି କି, ଏଇ ପ୍ରୋବ୍ଲେମକୁ ବା ଏଇ ଯେଉଁ ଆମେ ଜିନିଷ ଫାଇଣ୍ଡ ଆଉଟ୍ କରିବା, ଯେଉଁଟାକୁ ଆମେ ଆନାଲିସିସ୍ କରିବାକୁ ଚାହୁଁଛନ୍ତି, ସେଇ ରିଲେଟେଡ୍ କିଛି ଲେଖା ହେଇଛି କି ଆଗରୁ। ତ ଲିଟରେଚରକୁ ଆନାଲିସିସ୍ କଲେ ତାପରେ କ'ଣ କରିବା, ଆମେ ଗୋଟେ ରିସର୍ଚ୍ଚ ମେଥଡ଼ ୟୁଜ୍ କରିବା। ତାକୁ କରିବାର କୌଣସି ଗୋଟେ ମେଥଡ଼, ପର୍ଟିକୁଲାର ମେଥଡ଼ ୟୁଜ୍ କରିବା ବା ମେଥଡୋଲୋଜି ୟୁଜ୍ କରିବା, ଯେ କେମିତି କାମ କରିବା, ଏଥିରେ କ'ଣ କରିବା, ସବୁ ବିଭିନ୍ନ ପ୍ରକାର ମେଥଡ୍ସ ଅଛି। ଗୋଟେ ମେଥଡ୍ସ ୟୁଜ୍ କଲେ, ମେଥଡ୍ସ ୟୁଜ୍ ଯେତେବେଳେ ମେଥଡ୍ ସିଲେକ୍ଟ ହେଇଗଲା, ଆମେ ସବୁ ଡାଟା ସିଲେକ୍ଟ କରିବା, କାରଣ ଆମକୁ ତ ଜିନିଷ ରିଲେଟେଡ୍ ଡାଟା ସବୁ ଦରକାର। ଡାଟା ହେଲେ ଆମେ ସେ ମେଥଡ୍ସରେ ୟୁଜ୍ କରିକି ରେଜଲ୍ଟ ଆଣିବା ପାଇଁ ଚାହିଁବା, ଯେ କ'ଣ ବାହାରୁଛି ଏଥିରେ କ'ଣ ନାହିଁ। ତ ଡାଟା, ତେଣୁ ବିଭିନ୍ନ ଯେଉଁ ଡାଟା କେମିତି ଆମେ ପାଇବା, ସେ ରିଲେଟେଡ୍ ଡାଟାକୁ ଆମେ କଲେକ୍ସନ କରିବାକୁ ପଡ଼ିବ। ଡାଟା କଲେକ୍ସନର ବହୁତ ମେଥଡ୍ସ ଅଛି, ଯେଉଁଟାକି ଆମେ ଆମର ଚାପ୍ଟର ନମ୍ବର 3ରେ ଅଛି, ଟେକ୍ନିକ୍ ଅଫ୍ ଡାଟା କଲେକ୍ସନ, ଆମେ ପଢ଼ିବା ସେଥିରେ। ତ ଏଇଥିରେ ଆମେ ଦେଖିବ ବିଭିନ୍ନ ମେଥଡ୍ସରେ, ଯେମିତି ଆମର ଅଛି କ'ଣ ସର୍ଭେ ଅଛି ଗୋଟେ, ଆମେ ସର୍ଭେ କରିବା। ସର୍ଭେରେ ମନେକର ଆମେ ଦେଖିଲେ ଯେ ଆଚ୍ଛା ଆମେ ଆଚ୍ଛା ଏଠି ବି ନର୍ଥ ସାଉଥକୁ ଡିରେକ୍ଟେଡ୍ ହେଇକି ରହୁଛି, ସେଠି ବି ରହୁଛି, ବିଭିନ୍ନ ଜାଗାରେ ଆମେ ସର୍ଭେ କଲେ। ଆଚ୍ଛା ସବୁ ଜାଗାରେ କ'ଣ ଏମିତି ରହୁଛି କି? ତ ଗୋଟେ ସର୍ଭେ କଲେ। ତ ତାପରେ ପାର୍ଟିସିପାଣ୍ଟ ଅବଜରଭେସନ ମାନେ ଆମେ ଯାଇକି ଲୋକଙ୍କ ପାଖରେ ଯାଇକି ନିଜେ ଯାଇକି ଯେଉଁଠି ଅଛି ବେଶୀ ପାର୍ଟିସିପେସନ କଲେ, ସେ ଇନସିଡେଣ୍ଟ ଯାହା ଯେଉଁଠି ଘଟୁଛି, ସେଇଠି ରହିକି ତାଙ୍କ ସହିତ ରହିକି ବି ଦେଖିଲେ, ଅବଜର୍ଭ କଲେ ତାଙ୍କମାନଙ୍କ ସହିତ, ଯେ ହଁ ପ୍ରକୃତିରେ ଘଟୁଛି, ଏଇଟା ଗୋଟେ ହେଇଥାଇପାରେ, ଏଇଟା ଗୋଟେ ମେଥଡ୍ ସେ ଡାଟା କଲେକ୍ସନ, ସେଠି ରହିକି ଡାଟା କଲେକ୍ସନ କରିବା। କିମ୍ବା ସେକେଣ୍ଡାରୀ ଆନାଲିସିସ୍ ହେଉଛି, ପରେ ଡାଟାର ଆନାଲିସିସ୍ କରିବାକୁ ସେକେଣ୍ଡାରୀ ଆନାଲିସିସ୍ କୁହାଯାଏ। କି ତାର ଡକୁମେଣ୍ଟ କରିବା, କ'ଣ କ'ଣ ମିଳିଲା, ତାର ଗୋଟେ ଡକୁମେଣ୍ଟସ୍ କରିବା, ଆମକୁ କ'ଣ ଫାଇଣ୍ଡିଙ୍ଗସ୍ ମିଳିଲା, ତାପରେ ତାକୁ ନେଇକି ଏକ୍ସପେରିମେଣ୍ଟ କରିବା ହେଲା। ତାପରେ ବିଭିନ୍ନ ପ୍ରକାର ମେଜର୍ସ ଅଛି, କ'ଣ କ'ଣ ସବୁ। ତ ଏଇଟା ସବୁ ବିଭିନ୍ନ ମେଥଡ୍ସ ଅଛି, ଟେକ୍ନିକ୍ ଅଫ୍ ଡାଟା କଲେକ୍ସନ। ଆମେ ବିଭିନ୍ନ ଟେକ୍ନିକ୍ରେ ଡାଟା କଲେକ୍ସନ କରିପାରିବା ହେଲା। ଡାଟା କଲେକ୍ସନ କଲା ପରେ ଆମକୁ କ'ଣ ହେଲା, ତାପରେ ଏଇଟା ସବୁ ମିଳିଲା ପରେ, ଡାଟାକୁ ଲଗାଇଲା ପରେ ଆମକୁ ରେଜଲ୍ଟ ଆସିଲା। ଆମେ ସେ ଡାଟା ମିଳିଗଲା, ସେ ଡାଟାକୁ ନେଇ ଯେଉଁ ମେଥଡ୍ସ ଆମେ ୟୁଜ୍ କରିକି ଆମେ ଗୋଟେ ପର୍ଟିକୁଲାର ରେଜଲ୍ଟ ପାଇଲେ। ତ ରେଜଲ୍ଟ ମିଳିଲା ପରେ ଡାଟା ରେଜଲ୍ଟର ଆମେ ପ୍ରପର ଆନାଲିସିସ୍ କଲେ, ଆମକୁ କିଛିଟା ଫାଇଣ୍ଡିଙ୍ଗ ମିଳିଲା, କିଛି କନକ୍ଲୁଜନ ଆମେ ପହଞ୍ଚିଲେ। ତାପରେ ସେ କନକ୍ଲୁଜନ ଆମେ ସେୟାର କଲେ ମାନେ କାଲି ନେଇକି କୋଉ ମାର୍ଜିନରେ ବାହାର କଲେ, ପବ୍ଲିଶ କଲେ ଆମ କନକ୍ଲୁଜନକୁ।
न्यूज ଉପରେ ପବ୍ଲିଶ କଲେ, କିଛି ବୁକ୍ ଆକାରରେ ଲେଖିକି ତାକୁ ପବ୍ଲିଶ କଲେ, ତ ସେୟାର କଲେ, ତାପରେ ଆମ ରେଜଲ୍ଟକୁ ଆମେ ସେୟାର କଲେ। ଏଇଟା ଦେଖ, ଏଇଟା ପୁରା ପ୍ରୋସିଜର ହେଉଛି ସାଇନ୍ସର। କୋଉ ଉପରେ ବି କାମ କରାଯାଉ, ରିଲେଟିଭିଟି ଥିଓରମ୍ ଉପରେ ଲୋକ କାମ ଦିନଥିଲା କାମ କରାହେଉଥିଲା, ଗ୍ରାଭିଟେସନ ଉପରେ କାମ କରାଯାଇଥିଲା, ଆଜି ବି ଯେମିତି ବ୍ଲାକ୍ ହୋଲ୍ ଥିଓରି ଉପରେ କାମ କରାହେଉଛି, ଗ୍ରାଭିଟେସନାଲ ୱେଭ୍ସ ଉପରେ ଆଜିକାଲି କାମ ହେଉଛି, କି ବିଭିନ୍ନ ପ୍ରକାର ଜିନିଷ ଉପରେ ଆଜିକାଲି ନ୍ୟୁ ଟେକ୍ନିକ୍ ଉପରେ କାମ କାମ ଚାଲିଛି, ସବୁ ନ୍ୟୁ ଇନଭେଷ୍ଟିଗେସନ ସବୁ ଚାଲିଛି। ତ ତା ପୁରା ପ୍ରୋସିଜର ତ ଏଇଭଳିଆ ହେଉଛି ନା। ପ୍ରୋବ୍ଲେମକୁ ପ୍ରଥମେ ପ୍ରଥମେ ଆମେ ଦେଖିଲେ ଟପିକ୍ କ'ଣ, ପ୍ରୋବ୍ଲେମକୁ ଡିଫାଇନ୍, ସେଇ ପ୍ରୋବ୍ଲେମ ରିଲେଟେଡ୍ କିଛି ଲିଟରେଚର ଆମ ସୋସାଇଟିରେ ଆଭେଲେବୁଲ୍ ଅଛି କି, ଆମ ସୋସାଇଟିରେ ମାନେ ଆମ ସୋସାଇଟିରେ ମାନେ କ'ଣ କିରେ, ଆମ ସୋସାଇଟିରେ ମାନେ ଲିଟରେଚରରେ ଆମର କୋଉଠି ମ୍ୟାଗାଜିନ୍ ଫ୍ୟାଗାଜିନ୍ ଲେଖା ହେଇଛି କି, ଏ ବିଷୟରେ କିଛି ବୁକ୍ସରେ କିଛି ଲେଖା ହେଇଛି କି, କୋଉଠି କ'ଣ ଆର୍ଟିକଲ୍ସରେ କିଛି ଛପା ହେଇଛି କି। ତ ଏମିତି ଗୁଡ଼ାଏ ଜିନିଷ ଆମକୁ କ'ଣ ମିଳିଲା, ଆମେ ସବୁ କଲେକ୍ଟ କରିକି ରଖିଲେ। କଲେକ୍ଟ କରିକି ରଖିବା ଆମେ ସେଠୁ ଯାହାକୁ ମିଳିଲା ମିଳିଲା, ତାପରେ ଆମେ ଗୋଟେ ମେଥଡ଼ ସିଲେକ୍ଟ କଲେ, କୋଉ ମେଥଡ୍ସ ୟୁଜ୍ କରିବା, ତାପରେ ଡାଟା ବିଭିନ୍ନ ମେଥଡ୍ସ ୟୁଜ୍ କରିକି ଟେକ୍ନିକ୍ ୟୁଜ୍ କରିକି ଡାଟା କଲେକ୍ସନ କଲେ। ତ ଏ ଡାଟାକୁ ସେ ମେଥଡ୍ସ ୟୁଜ୍ କଲା ପରେ ଆମକୁ ଗୋଟେ ରେଜଲ୍ଟସ୍ ମିଳିଲା, ସେ ରେଜଲ୍ଟର ପ୍ରପର ଆନାଲିସିସ୍ କଲେ, ଯୋଉ ଫାଇଣ୍ଡିଙ୍ଗସ୍ ଆମକୁ ମିଳିଲା ତାକୁ ଆମେ ସେୟାର କଲେ ଦୁନିଆ ସହିତ। ଏଇଟା ହେଉଛି ପ୍ରପର ଇଏଟା କ'ଣ, ଏଇଟା ହେଉଛି ପ୍ରପର ଆମକୁ ମାନେ ପ୍ରୋସିଜରଟା ହେଉଛି ଆମେ ସାଇନ୍ସ, ଯୋଉଟାକି ଆମେ ନ୍ୟାଚୁରାଲ ସାଇନ୍ସରେ ବା ସାଇଣ୍ଟିଫିକ୍ ଆନାଲିସିସ୍ରେ ଏଇଭଳିଆ ଆମେ ୟୁଜ୍ କରୁଛେ। ତ ତାପରେ ଆମେ ଯଦି ଦେଖିବା, ଯଦି ଆମେ ଆକୁ ଯଦି ଆମେ କରିବା ଯେ ପ୍ରଥମ କଥା ମୁଁ ଯେମିତି କହିଲି, ପ୍ରଥମେ ଆମର କ'ଣ ହବ ନା, ଗୋଟେ ଟପିକ୍ ଅଫ୍ ରିସର୍ଚ୍ଚ ପ୍ରୋବ୍ଲେମକୁ ଆମେ କ'ଣ କଲେ, ଫାଇଣ୍ଡ ଆଉଟ୍ କଲେ, ହେଲା। ଦେଖ ବର୍ତ୍ତମାନ ଆମେ ଯୋଉଟା ପଢୁଛନ୍ତି ନା, ଏଗୁଡାକ ସବୁ ଆମେ ଟାଲି କରୁଛନ୍ତି ଆମେ, କାରଣ ସାଇନ୍ସକୁ ଏଇଟା ହେଉଛି ପଜିଟିଭିଷ୍ଟ ଆପ୍ରୋଚ, ପଜିଟିଭିଜିମର ଆପ୍ରୋଚ। କାରଣ ଯେହେତୁ ସୋସିଓଲୋଜି ଗୋଟେ ସାଇନ୍ସ କୁହାଲା, ତା ମାନେ ନୋ ଡାଉଟ୍ ସାଇନ୍ସରେ ଯେମିତି ଯେମିତି କାମ ହେଉଛି, ସାଇନ୍ସରେ ଯୋଉଭଳି ଆନାଲିସିସ୍ ହେଉଛି, ସାଇନ୍ସରେ ଯେମିତି ମେଥଡ୍ସ ୟୁଜ୍ ହେଉଛି, ସାଇନ୍ସରେ ଯେମିତି ରେଜଲ୍ଟସ୍ ବାହାରୁଛି ବା ରେଜଲ୍ଟସର ଆନାଲିସିସ୍ କରାହେଉଛି, ଯେମିତି ସାଇନ୍ସର କରାହେଉଛି, ସେଇଭଳିଆ ସୋସିଆଲ ସାଇନ୍ସରେ ହେଉଛି। ସେଥିପାଇଁ ତାକୁ ଟାଲି କରାହେଇଥିଲା ପ୍ରଥମେ, ଯେ ସୋସିଓଲୋଜି ସାଇନ୍ସ, ବୁଝୁଛ ନା ନାଇଁ। ଆମେ ଦେଖୁଛନ୍ତି ସାଇନ୍ସରେ କେମିତି କେମିତି ହେଉଛି, ଆଉ ତାକୁ ସୋସିଓଲୋଜି ସହିତ ତୁଳନା କରିବା। ये सब गला, रिलायबिलिटी कथा कहले, भैलिडिटी कथा कहले, भैलिडिटी विभिन्न प्रकार भैलिडिटी अछि, क्राइटेरियन भैलिडिटी, कंस्ट्रक्ट भैलिडिटी, तापरे आ गोटे अछि हमर कंटेंट भैलिडिटी, बुझियो नै मनगर हम कह माने क्राइटेरियन भैलिडिटी माने माने क्लोज माने हमको जो माने क्लोजनेस केते अछि, जो हम जो मेजर करके हमको जो डाटा मिलिला, जो मेजरमेंट जो वैल्यू हमको आसिला, एटा रियलिटी रो केते क्लोज, रियलिटी रो केते क्लोज आसी। तो दैट इज द हम कहबा जे क्राइटेरियन वैलिडिटी, को क्राइटेरिया किछटा क्लोजनेस आसुनी कि को क्राइटेरिया प्रॉब्लम रहउची, तो दैट केते क्लोज हे गला वर्तमान हमको जो डाटा जो जो हमर जति की माने फिट होवा कथा रियलिटी सहित केते क्लोजनेस रही दा। सो दैट इज क्राइटेरियन वैलिडिटी ना। एथिरे कोन होउची ना, आमे एथि कोन समय जो एस्टिमेट करबा माने विभिन्न कंडीशंस रो बा करेंट कंडीशंस रो जो एस्टिमेट करा हबो, एटा करेंट कंडीशन सहित केते क्लोजनेस आसुची हमर रिजल्ट, दस्ता हम देखिले त एटा गोटे प्रकार वैलिडिटी होउची ना, वैल्यू माने हम जो रिजल्ट सब गाडी वैलिडिटी होउची ना, वैलिड होउची ना नै प्रेजेंट सिचुएशन सहित, दैट क्राइटेरियन वैलिडिटी। नहले हम जदी कहबा कंस्ट्रक्ट वैलिडिटी, कंस्ट्रक्ट वैलिडिटी माने मने कर एथे कोन हैची ना, आमे गोटे रिलेट करछे एथे गोटे जिंस माने रिलेट करछे जेमती माने कहबा जे गोटे थ्योरी अछि, सो गोटे थ्योरी माध्यम रे हाइपोथेसिस यूज करके हम गोटे जिंस कंस्ट्रक्ट करछे, हैला। आ सेटा को गोटे पर्टिकुलर आगरू माने डिराइव्ड हेथिबा जे कोनसी गोटे वैल्यू सहित हम ताको कोन कंपेयर करी कहूचे जे एटा केते वैलिडिटी रहउता ता सहित, वैलिडिटी होउची ना नै, ता सहित एक्जेक्टली बा सिमिलरली पाखा पाखी जिंस आसीची ना नै। सो दैट इज कंस्ट्रक्ट वैलिडिटी। से वाला कंटेंट वैलिडिटी, जो कंटेंट गुडा अछि तार केते वैलिडिटी रहउची, हैला, से जिंस रो भी हम करके देखुछन। ता माने वैलिडिटी हैला, वैलिडिटी और रिलायबिलिटी, ए दिना बेसिक हम साइंटिफिक डिस्कवरी रो बा साइंटिफिक इन्वेस्टिगेशन रो साइंटिफिक मेथड्स रा काम करूछन यूज करके। तो प्रथम था विभिन्न मेथड्स यूज करबा, जोडा हमर रिलायबल होवा दरकार, रिजल्ट्स गुडा आ वैलिडिटी होवा दरकार, बुझिछ ना। तापर हम देखिबा जनरलाइजेशन, तापर सब जिंस रा हम तो गोटे मिली जाउछ हमको, तार हम गोटे जनरलाइज बनौछन हमको जो आम गोटे फाइंडिंग कला पर किसी जिन देखने मिलला, से टाइप सब सब जगह मन हो टाइप सिमिलर रिजल्ट आसूँ, रिलायबल माने कौन सब जगह सिमिलर रिजल्ट आसला, तो आम कौन कल गोटे जनरलाइजेशन बन, जनरलाइजेशन गोटे हाइपोथेसिस बनई जमी मनकर आमर लिखाई कौन आम जमी लिखाई कौन फिजिक्स जमी लिखा अनलेस एंड अनटिल a net external force is applied, the body which is moving in uniform motion will move in uniform motion, and the body which is at rest will remain at rest. ये जो हाइपोथेसिस प्रथम हाइपोथेसिस बनइबो, तापर थ्योरी हबो, तापर टेस्ट एग्जाम सब यूनिवर्सल एक्सेप्टेंस मिल जिवो, एटा लॉ हे जिवो, बुझियो नै। तो सेही भलिया तो एटा को केंति करा हला, तो ऑब्जर्व करके गोटे थ्योरी से बनेले, न्यूटन बाहर कले लॉ टा लिखिले, एटा प्रथम तो लॉ हे नथियो, प्रथम हाइपोथेसिस आकार थिबो, तो समस्त देखले सब जगह एटा फिट होउची,
तो एटा थ्योरी को कन्वर्ट कर देथियो तापर एटा लॉ हो जाइथिबो तो यूनिवर्सल एक्सेप्टेंस रो यार कोठी प्रॉब्लम नहीं तो एटा गोटे लॉ हो गला बुझिगला नहीं तो से भलिया आर गोटे जनरलाइजेशन बनैले जदि एई भलिया हबो तो एमिति हबो ताले एटा भी गोटे साइंस रो पार्ट गोटे साइंस रे भलिया काम हुए तापर आमे फ्यूचर को प्रेडिक्ट करबा ए जिंस को नै कि फ्यूचर जदि किछि भलिया जिंस होला तो ए थ्योरी यूज करके हम कर दबा हम थ्योरी यूज करके हाइपोथेसिस की यूज करके जो जनरलाइजेशन हम प्रस्तुत करिचे ए जनरलाइजेशन यूज करके से मेथड्स रे पके हम जानि आगु कोन हबो बुझियो ना नहीं मने कर मु कहिबी जेमिति आमे जेमिति पढिले जे गेलुसाक्स लॉ रे हम जेमिति पढिले प्रेशर डायरेक्टली प्रोपोर्शनल टू टेम्परेचर तो प्रथम गोटे हाइपोथेसिस बनिथिबो ना स्टार्टिंग थोड़ी लॉ बनिगला प्रथम हाइपोथेसिस बनिथिबो गोटे रिसर्च हेइतो फाइंडिंग्स हेइतो से बहिते प्रेशर टेम्परेचर रो देखिथियो माने कोन अंडर द सिमिलर कंडीशंस ऑफ वॉल्यूम ए वॉल्यूम को कांस्टेंट रखी कि प्रेशर टेम्परेचर रिलेशन देखिले जे बढ़ुची प्रेशर टेम्परेचर कोन होची प्रेशर बढ़ले टेम्परेचर बढ़ुची प्रेशर कमले टेम्परेचर कमुची से एटा जानि ए भले हबो से एटा गोटे हाइपोथेसिस पर बनिके गोटे जनरलाइजेशन कर दिया गला तो सेटा हम कोठी भी अप्लाई करा काले पहाड़ ऊपर पड़ला एठी कोन होची रे एठी आस्ते आस्ते प्रेशर कमी जाउची तो टेम्परेचर कमी जाउ प्रेशर कुकर मन कर हम कहते काली हम डिस्कशन करते प्रेशर कुकर प्रेशर बढ़ी जाउची तो से अनुसार टेम्परेचर भी बढ़ी जाउ बुझिछ ना कारण प्रेडिक्ट कले हम आकु नै कि प्रेडिक्ट करके डिफरेंट डिफरेंट सिचुएशन लगाइले तो एटा भी जानि परिबे जे एटा होची कोन एटा भी गोटे प्रोसीजर होची कहार एटा भी गोटे प्रोसीजर होची माने साइंस रो ए भला माने ए भला एनालिसिस करबा अरे ये भला एनालिसिस करबा एटा भी गोटे टेक्निक माने त माने साइंस रो ए सब उडा खोची फीचर्स सब एमिति करा जाय साइंस रो साइंटिफिक एनालिसिस रे तो कटु जेते बेला हम पळे आसीबा सोशियोलॉजी को देखिबा सोशियोलॉजी काहे साइंस को होता सोशियोलॉजी ए भला किछ होची कि तो सोशियोलॉजी हम देखिबा देखो जदि स्टार्टिंग रू ओवरऑली गोटे बेसिक आम जदि बेसी भीतर को न जाए कि बाहर बाहर गोटे ओवरऑली जिनस को देखिबा ना तो हम लागिबो जे सोशियोलॉजी गोटे साइंस टाइप बुझियो ना आमे जदि कौन करवा ना बाहर को जिनसा को देखा भीतर को न जाइकी बेसी भीतर को न जाइकी बेसी जिनस को आनालिटिक वे चिंता न करी आम कौन मैंने गोटे बाहर बाहर गोटे उपरिया उपरिया गोटे ओभरऑल जिनस को आम सोशियोलॉजिकल इवेंट गुड़ाक देखा हमको लगे हाँ सोशियोलॉजी गोटे साइंस टाइप कहीं देख मन कर साइंस जो जो बेसिक रिक्वायरमेंट्स अच्छी माने रैशनैलिटी साइंस रो माने लॉजिकल एनालिसिस रो रैशनैलिटी कहूचे रैशनैलिटी हैला ऑब्जेक्टिव एनालिसिस हैला किंबा आमे कहबा जे कोन हम सोशियोलॉजी रे भी हम कोन होजना साइंस को माने जेमिति सेठी जेमिति सेम बिहेवियर आसुची माने करो सेठी जेमिति सेम रिजल्ट आसुतला एठी भी सम एक्सटेंट रे सेम हम कहली जे हम बेसी डेप्थ को जाउना दी बेसी कोन स्पेसिफिक एक बटन डिस्कशन करूना हम पूरा मैक्रो लेवल रे बाहर से जाई ओवरऑल जिंस को देखुचंदी साइंस रे भी जो जो इंसिडेंट गुड़ाक सोशल वर्ल्ड रे घटुची सोशल सेगमेंट रे घटुची सब देखिबो सेही टाइप रो सब ना साइंस रो भी सेटा को भी साइंस वाला कंपेयर करी हो सेठी जेमि साइंस रे हम कहउथले जे विभिन्न प्रकार मेथड्स यूज करबा हम सोशियोलॉजी विभिन्न प्रकार मेथड्स यूज करबा सेठी विभिन्न प्रकार जो फिजिकल इवेंट गुड़ाक बा नेचुरल इवेंट जहाँ जहाँ घटुला एठी हम सोशल इवेंट भी अछि तो नेचुरल इवेंट को हम जेमि जेमि स्टडी करथले एठी सोशल इवेंट रो भी सेमि स्टडी कर परिबा सोशल इवेंट माने कोन हम लाखिया कर जहाँ तो कल सोशल इवेंट स्वामी स्त्री भितर झगड़ा होला ये सोशल इवेंट काली कोठी मॉब लिंचिंग हो गला ये सोशल इवेंट किए का एसिड पकई देला तो ये सोशल इवेंट जहाँ भी घटुची सोसाइटी रे हमर जो जो घटना घटुची सब गोटे सोशल इवेंट हम ये सोशल इवेंट को स्टडी कर परिबा साइंटिफिकली ऊपर 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 देखिले मैक्रो लेवल रे जे करि हो कारण काली भी जदी जो जिंस हेतिला आज भी से जिंस रे भी माने जदी किछ आ गोटे जनरलाइजेशन प्रस्तुत भी करि हो जे ए इंसिडेंट जो को एमती एमती हैला तो हमको भी आकु फ्यूचर भी एको यूज करके ये फाइंडिंग्स यूज कर हम सीधा प्रेडिक्ट करि परिबा आ कोन कोन घटिबो आगु कोन एमती किछ घटिबो फॉर एग्जांपल हम गोटे कहबा मैक्रो लेवल रे हम चिंता करबा जे मैक्रो लेवल रे हम चिंता करबा जे जेमिति गैंग रेप हैला कोठी दिल्ली रे ता माने तुम जदी राति रे गोटे इंडियन सोसाइटी रे लेट नाइट रे घर को फेरले ता माने कोन हम गोटे इथोड जनरलाइजेशन ड्रा करले लेट नाइट रे घर को फेरला माने जीवन को विपद अछि शारीरिक मोलेस्टेशन इस टाइप रो प्रोबेबिलिटी अछि पारे आ जोड़ा जे एकदम भी पूरा मिछ नहीं हमें ताको एते डेप्थ हम ऊपराली घराली बाहर बाहर देखुछन तो हाँ एबे भी जने झियो जदी माने 8टा 9टा रात रे घर को फेरुची तो गोटे काफी ताको रिस्क रहै मन भय आसु हेई पारे किछि भी हेई पारे ता सहित किंतु गोटे जनरलाइजेशन करि हेला से माने भाबिले जे करि हबो बोली तेणु से साइंस नेचुरल इवेंट जमी से करदे गोटे इनसीडेंट को एनालिसिस कला ये कौन कौन हम तो से प्रेडिक्ट करते से भाया नेचुरल माने सोशल वर्ल्ड रे भी सोशल वर्ल्ड रे भी किसी गोटे घटना को आम देखुँ एनालिसिस करुचे तार गोटे जनरलाइजेशन बन पार से भाया आगू भी प्रेडिक्ट कर पारे ये भी हो पारे रिल्स हो पारे तेणु पाखापाखि जहाँ सोशियोलॉजी होची साइंस रे जमी होची सोशियोलॉजी भी से इम्प्लाय कर जमीक से फास्ट कहला सोशियोलॉजी में साइंटिफिक मेथड भी यूज करुचे आम नेचुरल इवेंट को
ନ୍ୟାଚୁରାଲ ଇଭେଣ୍ଟକୁ ଆମେ ଆନାଲିସିସ୍ କରିବା ପାଇଁ ସାଇଣ୍ଟିଫିକ୍ ମେଥଡ଼ ୟୁଜ୍ କରୁଥିଲେ, ସୋସିଓଲୋଜିକୁ ଆମେ ସାଇଣ୍ଟିଫିକ୍ ମେଥଡ଼ ବି ୟୁଜ୍ କରିପାରିବା। ପ୍ରଥମ କଥା ହେଲା ଏଇଟା। ଏଥିରେ ଆମେ ଗୋଟେ ପ୍ରୋବ୍ଲେମକୁ ପ୍ରଥମେ ଡିଫାଇନ୍ କରିବା। ଯାହା ଯାହା ଲିଟରେଚର ଅଛି ଆଗରୁ କ'ଣ ଲେଖା ହେଇଛି ଏ ବିଷୟରେ କିଛି ହେଇଛି କି ତା ବିଷୟରେ। ମନେକର ଗୋଟେ ଇନସିଡେଣ୍ଟ ହେଲା, ଗୋଟେ ମବ୍ ଲିଞ୍ଚିଂ କଥା ମୁଁ କହୁଛି। ମନେକର ମବ୍ ଲିଞ୍ଚିଂ ତ ବହୁତ ଜାଗାରେ ହେଉଛି। ଯେ ମବ୍ ଲିଞ୍ଚିଂ ହେଉଛି, ମବ୍ ଲିଞ୍ଚିଂରେ ତମେ ତାକୁ ପ୍ରଥମେ ପ୍ରୋବ୍ଲେମଟାକୁ ଡିଫାଇନ୍ କର। ଆଉ ଦେଖିଲ ଯେ ମବ୍ ଲିଞ୍ଚିଂ ଉପରେ ଆଗରୁ କୋଉଠି କ'ଣ ଲେଖା ହେଇଛି, ଲିଟରେଚର କ'ଣ ଆଭେଲେବୁଲ୍ ଅଛି, ଏ ରିଲେଟେଡ୍ କିଛି ସ୍କଲାର ମାନେ କିଛି ନ୍ୟୁଜ୍ ପେପରରେ କିଛି ମ୍ୟାଗାଜିନରେ କି ରିଲେଟେଡ୍ କିଛି ବହି ଫହି ପବ୍ଲିକେସନ ହେଇଛି କି ତମେ ଦେଖିଲ ତା ବିଷୟରେ ମବ୍ ଲିଞ୍ଚିଂ କାହିଁକି ହେଉଛି କ'ଣ, ବିଭିନ୍ନ ପ୍ରକାର କଥା ଲେଖା ହେଇଥିବ, ବିଭିନ୍ନ ଆଙ୍ଗେଲରୁ ବିଭିନ୍ନ ଜିନିଷ ସବୁ ଲେଖା ହେଇଥିବ ମବ୍ ଲିଞ୍ଚିଂକୁ ନେଇକି। ତମେ ଲିଟରେଚର ଆଭେଲେବୁଲ୍, ଲିଟରେଚରକୁ ଆନାଲିସିସ୍ କରିବ। ଆମେ ବି ସୋସିଓଲୋଜିକାଲ ଇଭେଣ୍ଟକୁ ଆନାଲିସିସ୍ କଲାବେଳକୁ ବି ଲିଟରେଚର ବିଭିନ୍ନ ପ୍ରକାର ଲିଟରେଚରକୁ, ଯେମିତି ସାଇନ୍ସରେ ସେଠି ଲିଟରେଚରକୁ ଆନାଲିସିସ୍ କରାହେଉଥିଲା, ଏଠିରେ ବି ସେମିତି ଲିଟରେଚରକୁ ଆନାଲିସିସ୍ କରିହେବ, କିଛି ପ୍ରୋବ୍ଲେମ୍ସ ନାହିଁ ହେଲା। ତାପରେ ଆମେ ଲିଟରେଚରକୁ ରିଭ୍ୟୁ କରିପାରିବା, କ'ଣ କ'ଣ ଦେଇଛି କ'ଣ ନାହିଁ, ସେ ପଢ଼ିବା ସେଠି ଯେମିତି କରୁଥିଲେ। ତାପରେ ଏଠି ତାକୁ ବେସ୍ କରି ଗୋଟେ ହାଇପୋଥେସିସ୍ ଫର୍ମୁଲେସନ କରିପାରିବା, ସେଠି ଗୋଟେ ଜେନେରାଲାଇଜେସନ କରୁଥିଲେ, ଏଠି ବି ଜେନେରାଲାଇଜେସନ କରିହେବ। ଏ ଜିନିଷକୁ ବେସ୍ କରିକି ଆମର ହାଇପୋଥେସିସ୍ କରୁଥିଲେ। ଆଉ ଆମେ ଯେକୌଣସି ରିସର୍ଚ୍ଚ ମେଥଡ଼ ଗୋଟେ ୟୁଜ୍ କରିପାରିବା, କରିକି ବିଭିନ୍ନ ୱେରେ ଡାଟା କଲେକ୍ଟ କରିପାରିବା। ପାର୍ଟିସିପେଟୋରୀ ଅବଜରଭାନ୍ସ ହେଲା, ସାମ୍ପୁଲ ହେଲା, କୋଶ୍ଚିନିଆର ହେଲା, ବିଭିନ୍ନ ଟେକ୍ନିକ୍ ଡାଟା କଲେକ୍ସନ ଅଛି, ସେମିତି ଆମେ ଡାଟା କଲେକ୍ସନ କରିପାରିବା ଏଥିରେ ବି। ଆଉ ଆମ ରେଜଲ୍ଟକୁ ଆନାଲିସିସ୍ କରିକି ତାର ରେଜଲ୍ଟକୁ ଆମେ ପବ୍ଲିଶ କରିପାରିବା। ବୁଝିହେଉଛି ନା ନାହିଁ? ତେଣୁ ସିଏ କହିବା କଥା, ମାନେ ଯେଉଁ କହିଲେ ଯେଉଁମାନେ ଷ୍ଟାର୍ଟିଂରୁ ଥିଲେ ଅଗଷ୍ଟ କମ୍ଟେ ଟାଇପ୍ର ବା ପଜିଟିଭିଷ୍ଟ ଆପ୍ରୋଚର ସୋସିଓଲୋଜିଷ୍ଟ ମାନେ, ଏମାନେ ଭାବିଲେ ଯେ ଯାହା ଯାହା ଅଛି ମାନେ ସାଇନ୍ସରେ ଯେମିତି ଯେମିତି ହେଉଛି ସୋସିଓଲୋଜି ତ ସେମିତି ସେମିତି କରିହେବ। ତେଣୁ ସୋସିଓଲୋଜି ହେଉଛି ସାଇନ୍ସ ଗୋଟେ, ସୋସିଓଲୋଜି ଆଜ୍ ଏ ସାଇନ୍ସ। ଆଉ ସେ ମୋତେ କହିଲେ ଆଉ ଗୋଟେ ପାଦ ଆଗକୁ ଯାଇ କହିଲେ ସୋସିଓଲୋଜି ଦ କୁଇନ୍ ଅଫ୍ ସାଇନ୍ସ, ଅଗଷ୍ଟ କମ୍ଟେ। ବୁଝିହେଉଛି ନା ନାହିଁ? ସେଇଭଳିଆ ସେ କହିଲେ ଆମେ ଯଦି ମନେକର ଏଥିରେ ବି ଭ୍ୟାଲିଡିଟି ରିଲାଏବୁଲର କନସେପ୍ଟ ବି କରିହେବ, କାଫି ରିଲାଏବିଲିଟି ହେବ କାଫି। ଦେଖ ଏଥିରେ ଏମାନେ ଯେଉଁ କରିଛନ୍ତି ନା, ଏ ମାକ୍ରୋ ଲେବୁଲରେ ଜିନିଷକୁ ଆନାଲିସିସ୍ କରିଛନ୍ତି, ଏତେ ଭିତରକୁ ଯାଇକି ଟେକ୍ନିକ୍ରେ ଏତେ ଜିନିଷକୁ ଭିତରକୁ ଯାଇନାହାନ୍ତି। ମାନେ ଯେହେତୁ ଷ୍ଟାର୍ଟିଂ ବା ୟାର୍ଲି ସୋସିଓଲୋଜିଷ୍ଟ ଏମାନେ ସବୁ, ଯେତେବେଳେ ସୋସିଓଲୋଜିର ଡିସିପ୍ଲିନ୍ ଯେତେବେଳେ ଷ୍ଟାର୍ଟ ହେଲା, ଏମାନେ ସବୁ ଲେଖାଲେଖି ଷ୍ଟାର୍ଟ କରିଥିଲେ। ତେଣୁ ଉପରେ ଉପରେ ସୋସିଓଲୋଜିକୁ ଏଭଳିଆ ଭାବୁଥିଲେ, କିନ୍ତୁ ପରେ ଯେତେବେଳେ ଗଭୀର ଡେପ୍ଥରେ ଷ୍ଟଡି ହେଲା ସୋସିଓଲୋଜିକୁ, ଲୋକଙ୍କର ଭିନ୍ନ ଭିନ୍ନ ମତବାଦ ପୁଣି ଆଗକୁ ଆସିଲା, କିଏଙ୍କ ସହିତ ଏକମତ ହେଲେ କିଏ ହେଲେନି। ତ ଆଗକୁ ଏଗୁଡ଼ା ସବୁ ଦେଖିବା ଆମେ। କିନ୍ତୁ ଷ୍ଟାର୍ଟିଂରୁ ଏସବୁ ଆଙ୍କର ଗୋଟେ ଓଭରାଲ୍ ପିକ୍ଚର ରହିଗଲା ଯେ ସୋସିଓଲୋଜି ହେଉଛି ଗୋଟେ ସାଇନ୍ସ ସବଜେକ୍ଟ। ଦେଖିଲେ ନ୍ୟାଚୁରାଲ ସାଇନ୍ସ ପାଇଁ ଆମେ ଯେମିତି ଯେମିତି ଜିନିଷର ଆନାଲିସିସ୍ କରୁଛେ, ଯେମିତି ଆମେ ପ୍ରୋସିଜର ଆଡପ୍ଟ କରୁଛେ, ଆ ପାଇଁ ବି ସିମିଲାର ପ୍ରୋସିଜର ଆଡପ୍ଟ କରିହେବ। ଆଗରେ କିଛି କିଛି ବି ପ୍ରୋବ୍ଲେମ୍ସ ନାହିଁ। ତେଣୁ ଆମେ ନ୍ୟାଚୁରାଲ ସାଇନ୍ସକୁ ଗୋଟେ କ'ଣ ମାନେ ସୋସିଓଲୋଜିକୁ ଗୋଟେ ସାଇନ୍ସ କହିପାରିବା। ବୁଝିହେଲା? ଏଥିରେ ଆମେ ଏମ୍ପିରିକାଲ ମେଥଡ୍ସ ୟୁଜ୍ କରିପାରିବା। ଏଠି ଆମେ ସୋସିଓଲୋଜିକୁ ଆମେ କ'ଣ ବିଭିନ୍ନ ଫ୍ୟାକ୍ଟର ବା ଜେନେରାଲ ପ୍ରିନ୍ସିପଲ ଯେଉଁଥିରେ ଅଛି ତାର ଗୋଟେ ସୋସିଓଲୋଜିକାଲ ଷ୍ଟଡି କରିପାରିବା, ଯେମିତି ସେଠି କରାହେଉଛି ସାଇଣ୍ଟିଫିକ୍ ଷ୍ଟଡି କରାହେଉଛି, ଏମିତି ବି କରିହେବ ହେଲା। ଆଉ ସେ କହିଲେ ଯେ ସୋସିଓଲୋଜି ହେଉଛି କ୍ୟୁମୁଲେଟିଭ୍ ମାନେ ଆମେ ଯଦି କିଛିଟା ଗୋଟେ ଫାଇଣ୍ଡିଙ୍ଗସ୍ ବାହାର କରୁଛନ୍ତି, ସେଥିରେ ପୁଣି ନ୍ୟୁ ଇମ୍ପ୍ରୁଭମେଣ୍ଟ କରିକି ତାକୁ ଗୋଟେ ନ୍ୟୁର ଫର୍ମରେ ବି କନଭର୍ଟ କରିପାରିବା। ଆମକୁ ଗୋଟେ ଜିନିଷ ଗୋଟେ ହାଇପୋଥେସିସ୍ ଆସିଛି, ଆଉ ଆଗକୁ ଯାଇକି ସମୟ ବଦଳିଲା, କିଛି ନୂଆ ଜିନିଷ ଆସିଲା, ଆମେ ସେଥିରେ ଚେଞ୍ଜେସ୍ କରିକି ତାକୁ ଗୋଟେ ନ୍ୟୁ ଫର୍ମାଟକୁ ବି ନେଇ ଆସିପାରିବା। ତ ଇଟ୍ସ କ୍ୟୁମୁଲେଟିଭ୍। ଆଉ ସାଇନ୍ସରେ ବି ସେମିତି କରାହେଉଛି। ତେଣୁ ଏ ଜିନିଷ ବି କରିହେବ, ମାନେ ଯେଉଁଠି ଅପଡେଟ୍ କରାହେବ, ଯେଉଁଠି ଅପଡେଟ୍ କରିବାକୁ ତାକୁ ଅପଡେଟ୍ କରିହେବ। ତେଣୁ ସେ ଦେଖିଲେ ଯେ ସୋସିଓଲୋଜି ହେଉଛି ସାଇନ୍ସ ଗୋଟେ। ବୁଝିହେଉଛି ନା ନାହିଁ? କିନ୍ତୁ କଥା ହେଲା ଏମିତି ସବୁ ଯେତେବେଳେ ଦେଖ, ଯଦି ସୋସିଓଲୋଜି ସାଇନ୍ସ ପଢ଼ିଲା ଏଇଭଳିଆ ଲେଖିବ, ଯଦି 20 ମାର୍କରେ ପଢ଼ିଲା ଟିକେ ଟିକେ କରିକି ଲେଖିବ ଯେ ସୋସିଓଲୋଜିର ସାଇନ୍ସର ବେସିକ୍ ଜିନିଷ ଗୁଡ଼ା କ'ଣ, ସୋସିଓଲୋଜିର କାହିଁକି କାରଣ ସେଇଭଳିଆ ଟାଲି ରହୁଛି ବୋଲି ଆମେ ସୋସିଓଲୋଜିକୁ ସାଇନ୍ସ କହୁଛନ୍ତି ବୋଲି। ତାପରେ ଯେ କ୍ରିଟିସିଜିମ୍ ପାର୍ଟକୁ ପଳେଇ ଆସିବା ଆମେ, ଯେ ଲୋକ ଏଇ ଜିନିଷକୁ ସେ ଓଭରାଲ୍ ଦୃଷ୍ଟିକୋଣରୁ ଦେଖିଥିଲେ ଯେ ସୋସିଓଲୋଜିଟା ହେଉଛି ଗୋଟେ ସାଇନ୍ସ। ବାହାର ଗୋଟେ ମାନେ ମାକ୍ରୋ ଲେବୁଲର ଜିନିଷକୁ ଆନାଲିସିସ୍ କରିକି ଆମେ ଭାବିଥିଲେ ହେଲା। ତାପରେ ଜଣେ ସୋସିଓଲୋଜିଷ୍ଟ ଆମର ଥିଲେ, ତାଙ୍କ ନାଁ ହେଉଛି ରବର୍ଟ ବିୟରଷ୍ଟେଟ୍। ସେ ଗୋଟେ ବହି ଲେଖିଲେ ଦ ସୋସିଆଲ ଅର୍ଡର। ସେଇଥିରେ ସେ କିଛି ଜିନିଷ ଲେଖିଲେ, ମାନେ ସେ ଲେଖିଲେ ଯେ ଯେଉଁ ସୋସିଓଲୋଜିର ନେଚରର ବା ଯେଉଁ ବିଭିନ୍ନ କ୍ୟାରେକ୍ଟରିଷ୍ଟିକ୍ କ'ଣ ହେଇପାରେ। ଫାର୍ଷ୍ଟ ଟାଇମ୍ ସେ କ'ଣ ଲେଖିବା ଷ୍ଟାର୍ଟ କଲେ, ସେ କହିଲେ ସୋସିଓଲୋଜି ଗୋଟେ ସୋସିଆଲ ସାଇନ୍ସ ମାତ୍ର, କିମ୍ବା ଏଟାକୁ ଆମେ କହିପାରିବା ଏଇଟା ଗୋଟେ ଆମେ ନ୍ୟାଚୁରାଲ ସାଇନ୍ସ କହିପାରିବାନି। ପ୍ରଥମ ଦେଖ ଷ୍ଟାର୍ଟିଂରୁ ସମସ୍ତେ ତ ଭାବୁଥିଲେ ସୋସିଓଲୋଜି ସାଇନ୍ସ ସବଜେକ୍ଟ। ବର୍ତ୍ତମାନ ଲୋକଙ୍କର ନଲେଜର ଡେପ୍ଥ ଆସିଲା, ଲୋକ ପୁଣି ଟିକେ ଗଭୀରକୁ ଚିନ୍ତା କରିବା ଷ୍ଟାର୍ଟ କଲେ। ଇଏ କ'ଣ ମାକ୍ରୋ ଲେବୁଲରେ ଭାବିଥିଲେ, ଉପରୁ ଦେଖିକି ଭାବିଲେ ହଁ ସାଇନ୍ସର ଯେମିତି ହେଉଛି ଏଠି ବି ସେମିତି କରିହେବ। କିନ୍ତୁ ଲୋକ ଆପରେ ଗ୍ରାଜୁଆଲି ଷ୍ଟଡି କଲେ ଯେ କ'ଣ ପ୍ରୋବ୍ଲେମ୍ ଅଛି, ତାହେଲେ ସୋସିଓଲୋଜିକୁ ସାଇନ୍ସ ଏକ୍ଜାକ୍ଟଲି କହିହେବ କି ନା କହିହେବନି। ତ ରବର୍ଟ ବିୟରଷ୍ଟେଟ୍ କ'ଣ କଲେ ନା, ତାଙ୍କର ଯେତେବେଳେ ବହି ଲେଖିଲେ ସେ ଦ ସୋସିଆଲ ଅର୍ଡର, ସେଇଥିରେ ସେ ମେନସନ୍ କଲେ ଯେ ସୋସିଓଲୋଜିଟା ଗୋଟେ ସୋସିଆଲ ସାଇନ୍ସ ହେଇପାରେ କିନ୍ତୁ ଗୋଟେ ନ୍ୟାଚୁରାଲ ସାଇନ୍ସ ନୁହେଁ। ପୁଣି ସେ କହିଲେ ସୋସିଓଲୋଜି ଇଜ୍ ଏ କାଟାଗୋରିକାଲ ବା ପଜିଟିଭ, ନଟ୍ ଏ ନର୍ମାଟିଭ ସାଇନ୍ସ।
ସାଇନ୍ସରେ ବିଭିନ୍ନ ନର୍ମସ୍ ଅଛି, ଲ ଅଛି, ଭ୍ୟାଲ୍ୟୁ ଅଛି, ହ୍ୱିଚ୍ ଆର୍ ୟୁନିଭର୍ସାଲି ଆକ୍ସେପ୍ଟେବୁଲ୍। ଲ ଅଫ୍ ଗ୍ରାଭିଟେସନ୍, ତମେ ଏଠି ଯାହା ୟୁଏସ୍ରେ ବି ସେଇଆ, ତମେ ଆଫ୍ରିକାରେ ସେଇଆ, ମିଡିଲ୍ ଇଷ୍ଟରେ ସେଇଆ, ଯୁଆଡ଼େ ଯାଅ ଅଷ୍ଟ୍ରେଲିଆ ନ୍ୟୁଜିଲାଣ୍ଡରେ ସେଇଆ, ସବୁ ଯୋଉଠି ତମେ ଯାଉଛ ଯାହା ସବୁଠି ସେମ୍। ଲ ଅଫ୍ ଗ୍ରାଭିଟେସନ୍, ଲ ଅଫ୍ ମୋସନ୍, ଯାହା ବି ଲ ଅଫ୍ ନ୍ୟୁଟନ୍ସ ଲ ଅଫ୍ କୁଲିଂ, ଷ୍ଟିଫେନ୍ସ ଲ, ଷ୍ଟିଫେନ୍ ବୋଲ୍ଟଜମ୍ୟାନ୍ସ ଲ, ଯାହା ତମେ ଥର୍ମାଲ ଲ ଯାହା ବି ପଢୁଛନ୍ତି ସବୁ ଦିଜ ନର୍ମାଟିଭ ସାଇନ୍ସ କାହିଁକି ବେଷ୍ଟ ଅନ୍ ନର୍ମସ୍ ରୁଲ୍ସ। କିନ୍ତୁ ସେ ଆମର ଯଦି ସୋସିଓଲୋଜିରେ ଆମେ ଦେଖିବା ତ ସୋସିଓଲୋଜିରେ ସେଭଳି ହବନି। थोड़ी आम सोसाइटी जो नॉर्म्स वैल्यू सिस्टम को लेकिन हम चलुचे अमेरिकन सोसाइटी से सेम थोड़ी आफ्रिकान सोसाइटी थोड़ी सा सेम चाइनीज को गले चाइना को गले थोड़ा से सेम थी कि जापान को गले थी आफ्रिका ऑस्ट्रेलिया न्यूजीलैंड को गले थोड़ी से थी कि मिडल ईस्ट को गले चेंज हो तो आम ह्यूमन कम्युनिटी जमी चेंज होची तो नॉर्म्स वैल्यू चेंज हो जाऊँगी ताने ये कहवा कथा जे एटा गोटे सोशल तो साइंस आउ एटा गोटे माने कहले जे कैटेगोरिकल और पॉजिटिव हे पारे कि नॉट ए नॉर्मेटिव गोटे पॉजिटिव साइंस हे पारे कि नॉट ए नॉर्मेटिव साइंस नुहे कारण नेचुरल साइंस ए नॉर्मेटिव साइंस जोटा कि कहते नोमोथेटिक आउ सोशियोलॉजी कहे आइडियोग्राफिक बुझुछ ना नोमोथेटिक नॉर्म्स वैल्यू जोटा सब साइंस चलो नेचुरल साइंस रे तेणु से कहले जेटा नॉर्मेटिव साइंस हे पारिबनी किए से रॉबर्ट बियरस्टेड कहे स्टार्ट कले तापर कहले जे सोशियोलॉजी जे प्योर और थ्योरेटिकल साइंस किंतु एटा गोटे अप्लाइड साइंस हे पारिबनी अप्लाइड माने मनकर आम साइंस रमी आम लज अफ मोशन लज अफ मोशन को लेकिन अप्लाइड करें मेकानिकल मैंने आम जो मोशन रो आम पढ़ले जहाँ जहाँ मोशन रिलेटेड जिन पढ़ले ना तो मेकानिक्स मेकानिक्स कथा को कहले तो मेकानिक्स मेकानिकल इंजीनियरिंग रे आम अप्लाई कले इंजीनियरिंग समथिंग अप्लाइड साइंस हेडे अप्लाई कले ताको लेकिन टेक्नोलॉजी बाहर तो लेकिन मेसीन तैयारी कले विभिन्न मोशन प्रोड्यूस करते विभिन्न टाइप मेसीन तैयारी कले आम इंडस्ट्री रिक्वायरमेंट अनुसार से कहले से भाया सोशियोलॉजी तुम जो थ्योरेटिकल साइंस तुम अप्लाइड कर अप्लाइड किसी बनई पार गोटे अप्लाइड साइंस हो पार गोटे थ्योरेटिकल साइंस हो पारे नॉट अप्लाइड साइंस हो पार से कहले जे यहाँ सोशियोलॉजी गोटे जनरलाइजिंग साइंस हो पारे तुम भाग पार जनरलाइजिंग ओवरऑल देखिपार किंतु पर्टिकुलराइजिंग साइंस नुह कहबार उद्देश्य है कारण जेहेतु सोशल वर्ल्ड रे सब इंडिविजुअल लोक रोचे तो प्रति पर्टिकुलर लोक जनरलाइजेशन ठीक हम आम गोटे ओभरऑल जिन कहीदे हाँ ओभरऑल ठीक अच्छे कि माइक्रो लेवल इंडिविजुअल लेवल सब टेस्ट करवा सेम हेनी भिन्न भिन्न देखा जोटा कि नेचुरल साइंस नुह नेचुरल साइंस गोटे ल बनी जाइए ना से सबुठी काम कर बिकज से आम जो फिजिक्स पढ़ुं केमिस्ट ल पढ़ुं आरेनियस ल न्यूटन्स ल वाइन्स डिस्प्लेसमेंट ल कि कौन विभिन्न प्रकार जो आम अच्छी स्टीफेन्स बोल्ट्जमैन ल ग्रेविटेशनल ल न्यूटन्स ल ऑफ कूलिंग इस टाइप जो आम विभिन्न प्रकार ल पढ़ुं फिजिक्स केमिस्ट्री सोशियोलॉजी थ्रू आम ल पढ़ुं सोशियोलॉजी में किसी ल पढ़ुं ये सब पर्सपेक्टिव पढ़ुं दृष्टिकोण पढ़ुं ये कारण जिन सब्जेक्टिव ये थोड़ी ल पढ़ुं ये ल देते सोशियोलॉजी ल देते किसी ल ये ना कि ताने नॉर्मेटिव साइंस नुहे ताने अप्लाइड साइंस नुहे यहाँ गोटे थ्योरेटिकल साइंस हो पारे गोटे जनरलाइजिंग साइंस हो पारे ओवरऑल गोटे जनरलाइजेशन करें बट इंडिविजुअल लेवल रे यूज कर तापर से कहले सोशियोलॉजी इज बोथ ए रैशनल एंड एम्पिरिकल साइंस तापर भी से कहले कारण रॉबर्ट बियरस्टेड भी जिनस को कौन कि जिनस को गोटे माने बीच बीच रे रखुଥିଲେ गोटे बैलेंस आनिया चेष्टा करथले तेणु मुझे कहले बहुत रैशनल साइंस भी और एम्पिरिकल साइंस भी कारण गोटे एम्पिरिकल मेथड्स हम यूज भी करि परिबा आ गोटे कोन रैशनल लॉजिकल एनालिसिस भी करि हबो सोशियोलॉजी रे तो एमती से कहिथिले किंतु कथा है देख आम जो सब मेन है साइंस जो बेसिक बेसिक इंस्टीट्यूशन है लैबोरेटरी साइंस कारण लैबोरेटरी कंडीशंस रे आम जिन आम कौन जो कहते रिलायबल रिलायबिलिटी रिलायबिलिटी कहीं जाना जिते जिन बारंबार बारंबार एक्सपेरिमेंटेशन करवा एक्सपेरिमेंट बारंबार एक्सपेरिमेंट कले आमको सेम रिजल्ट मिला सेम रिजल्ट मिला ताहले हम जानले दिस इज रिलायबल विभिन्न कंडीशन रे रिलायबल आम कारण लैबोरेटरी कंडीशंस को हम कंट्रोल कर परिबा लैबोरेटरी इज ए स्मॉल स्पेस वी कैन कंट्रोल लैबोरेटरी कंडीशंस बारंबार मल्टीपल इटरेशन कर परिबा गोटे एक्सपेरिमेंट रो बारंबार एक्सपेरिमेंट कर परिबा तो रिजल्ट को हम एनालिसिस कर परिबा रिलायबल हैला कि हम जानि परिबा से कहले सोशियोलॉजी रे सेमति हे परिबो कारण सोशियोलॉजी जो लैबोरेटरी ना पूरा सोशल वर्ल्ड वर्तमान और सोशल वर्ल्ड को तुम केमती कंट्रोल करिवो तार कंडीशन को केमती कंट्रोल करिवो तार मन मॉब लिंचिंग होउची तुमको स्टडी करे मॉब लिंचिंग थोड़ी जाई मॉब लिंचिंग बारंबार करिवो कोठी जाई
थोड़ी ना ହେଇପାରିବ ଗୋଟେ ଥର କୋଉଠି ହେଇଗଲା ତମେ ତାକୁ ଡାଟା କଲେକ୍ସନ କରିକି ତା ବିଷୟରେ କିଛି ଫାଇଣ୍ଡିଂ କରିବ ଠିକ ଅଛି ତାକୁ ଥୋଡ଼ି ବାରମ୍ବାର ବାରମ୍ବାର କରିକି ସେ ରେଜଲ୍ଟ ଆସୁଛି ନା ନାହିଁ ସେ ରେଜଲ୍ଟ ଆସୁଛି ନା ନାହିଁ ଏଥିରୁ ଦେଖିପାରିବ କାରଣ ନ୍ୟାଚୁରାଲ ସାଇନ୍ସରେ ପସିବଲ ନା ନ୍ୟାଚୁରାଲ ସାଇନ୍ସରେ ଆମେ ଲାବୋରେଟୋରୀ କଣ୍ଡିସନ୍ସରେ ଜିନିଷ ସବୁ କରିପାରିବା କିନ୍ତୁ ସେଇଟା ଲାବୋରେଟୋରୀରେ ପସିବଲ ନାହିଁ ତେଣୁ ସେଇଟା ହେଉଛି ପ୍ରୋବ୍ଲେମ ତେଣୁ ପ୍ରଥମ କଥା ହେଲା ଆମେ ଦେଖିବା ବର୍ତ୍ତମାନ ଦେଖିବା ଯେ ସୋସିଓଲୋଜିକୁ ସାଇନ୍ସ କାହିଁକି କହୁନାହାନ୍ତି ଲୋକମାନେ କାହିଁକି ଅପୋଜ କରୁଛନ୍ତି ସୋସିଓଲୋଜି ତ ବର୍ତ୍ତମାନ ତ ଅଗଷ୍ଟ କୋମଟେ ହେଲା ଯେତେ ମାନେ ସେଣ୍ଟ ସାଇମନ ହେଲେ କି ଆମର କିଏ ସେ ଇମାଇଲ ଡରଖାଇମ ହେଲେ ଏମାନେ ସବୁ କି ଆମର ଅଗଷ୍ଟ କୋମଟେ ଏମାନେ ତ ସବୁ କି ଆମର ହରବର୍ଟ ସ୍ପେନ୍ସର ଏମାନେ ତ ସବୁ ସୋସିଓଲୋଜିକୁ ସାଇନ୍ସ ବୋଲି ଭାବିଥିଲେ କିନ୍ତୁ କିଛି ଲୋକ ତାପରେ ଲ୍ୟାଟର ସୋସିଓଲୋଜିରେ ପୁଣି ସୋସିଓଲୋଜି ଆଗେଇ ଚାଲିଲା ଡିସିପ୍ଲିନ ଆଗେଇ ଚାଲିଲା ତ ଡେପ୍ଥ ଷ୍ଟଡି ହେଲା ପୁଣି ସୋସିଓଲୋଜିରେ ତ କିଛି କାଟାଗୋରୀର ଲୋକ ଆସିଲେ ଯୋଉମାନଙ୍କୁ ଏଇଟା ରାଜି ହେଲେନି ସେ କହିଲେ ନା ସୋସିଓଲୋଜି ଏକଦମ ସେ ସାଇନ୍ସ ନୁହଁ ଆଉ ସେ ତାଙ୍କର ଆର୍ଗୁମେଣ୍ଟ ଦେଲେ କାହିଁକି ସୋସିଓଲୋଜି ସାଇନ୍ସ ନୁହଁ ବୋଲି ହେଲା ପ୍ରଥମେ ହେଲା ପ୍ରୋବ୍ଲେମ ଅଫ ଅବଜେକ୍ଟିଭିଟି ଅବଜେକ୍ଟିଭିଟି ମାନେ କଣ କିରେ ଆରେ ଅବଜେକ୍ଟିଭିଟି ମାନେ କଣ ଅବଜେକ୍ଟିଭିଟି ମାନେ କଣ ଅବଜେକ୍ଟିଭ ମାନେ କଣ କିରେ ହୁଁ ଅବଜେକ୍ଟିଭିଟି କହିଲେ କଣ ରାହୁଲ ଅବଜେକ୍ଟିଭ କହିଲେ କଣ ବୁଝା ପଡୁଛି ହୁଁ ହୁଁ ହେଲା ମାନେ ସେଇଟା ବି ତୁ କିଛି କାଂଶରେ ସେଇଟା ବି କରେକ୍ଟ ମାନେ ତମର କିଛି ପର୍ସନାଲ ବାୟସନେସ୍ ରହିବନି ଅବଜେକ୍ଟିଭ ପୁରା ମନେକର ଆମେ କହୁଛନ୍ତି ଆମେ ଆମେ ଦେଖୁଛେ ଯୋଉ ଅବଜେକ୍ଟିଭ କୋଶ୍ଚିନ୍ ଆମର ପଡୁଛି ତା ମାନେ କଣ କିରେ ଆମେ କହୁଛେ ଅବଜେକ୍ଟିଭ କୋଶ୍ଚିନ୍ ଆମେ ପଚାରିବା ଆମେ କହିବା ଯେ ବର୍ତ୍ତମାନ ମୁଁ କହିବି ଯେ ବର୍ତ୍ତମାନ କଣ ନା ଗୌତମ ବୁଦ୍ଧଙ୍କର ଜନ୍ମ କୋଉଠି ହେଇଥିଲା ଆରେ ଗୌତମ ବୁଦ୍ଧଙ୍କର ଜନ୍ମ କୋଉଠି ହେଇଥିଲା କୋଉଠି ହେଇଥିଲା ଆରେ ଗୌତମ ବୁଦ୍ଧଙ୍କର ଜନ୍ମ କୋଉଠି ହେଇଥିଲା ହୁଁ କଣ ମ ଗୌତମ ବୁଦ୍ଧଙ୍କର ଜନ୍ମ କୋଉଠି ହେଇଥିଲା କ- କପିଳବସ୍ତୁ ଷ୍ଟେଟ୍ ଲୁମ୍ବିନୀ ଉଦ୍ୟାନ ଲୁମ୍ବିନୀ ଉଦ୍ୟାନର କପିଳବସ୍ତୁ ଷ୍ଟେଟରେ ଲୁମ୍ବିନ ବନର କପିଳବସ୍ତୁ ଷ୍ଟେଟରେ ହେଇଥିଲା ଯୋଉଟାକୁ ଏବେ ନେପାଳ ବିହାର ପାଖାପାଖି ଏରିଆରେ ଆସୁଛି ବର୍ତ୍ତମାନ ତ ଏଇଟାକୁ କିଏ ଥୋଡ଼ି ତମେ କହିବ ଯାହା ମୁଁ କହିବି ଯାହାକୁ ପଚାରିଲେ ସେ ସେମ୍ ଜିନିଷ କହିବ ଦ୍ୟାଟ୍ ଇଜ ଅବଜେକ୍ଟିଭ ଏଥିରେ କୌଣସି ବାୟସନେସ୍ ନାହିଁ କାହାର କିନ୍ତୁ ମୁଁ ଯଦି ସେଇଠି ଗୋଟେ କୋଶ୍ଚିନ୍ ପଚାରିବି ଯେ ଗୌତମ ବୁଦ୍ଧଙ୍କର ଯୋଉ ଆପ୍ରୋଚ ଥିଲା ଏଇଟା ଗୋଟେ ମୁଁ କହିବି ଯେ ଗୋଟେ ନାସ୍ତିକର ଆପ୍ରୋଚ ଥିଲା ବା ହିନ୍ଦୁ ଧର୍ମ ପ୍ରତି ଗୋଟେ ନାସ୍ତିକ ଆପ୍ରୋଚ ଥିଲା ତାଙ୍କର ଏଇ ବିଷୟରେ ଲେଖ ଗୋଟେ ସବଜେକ୍ଟିଭ କୋଶ୍ଚିନ୍ ଲେଖ ତ ସମସ୍ତଙ୍କର ଭ୍ୟୁ ପଏଣ୍ଟ ଅଲଗା ଅଲଗା ହେଇପାରେ ତମେ କିଛି ୱେରେ ତମର ଭ୍ୟୁ ପଏଣ୍ଟ ଦେଇପାର କାରଣ ସେଠି ସବଜେକ୍ଟିଭିଟି ପଳେଇ ଆସିଲା ପର୍ସନାଲ ବାୟସନେସ୍ ପଳେଇ ଆସିଲା ଆମର ନିଜେ କଣ ଚିନ୍ତା କରୁଛନ୍ତି ଜିନିଷ ସେଥିରେ ରିଫ୍ଲେକ୍ଟ ହେଇଗଲା ସେଥିପାଇଁ ଲେଖା ନ୍ୟୁଜ ପେପର ଏଡିଟୋରିଆଲ ପଢିବ ତଳେ ଗୋଟେ ଲେଖୁଛନ୍ତି ସେମାନେ ଯେ ଯୋଉ ଭ୍ୟୁଜ ଦିଆଲା ପର୍ସନାଲି ଏଇଟା କଣ ଯେ ରାଇଟର ଯିଏ ଅଥର ଯିଏ ତାଙ୍କ ଭ୍ୟୁ ପଏଣ୍ଟ ଓନ୍ଲି ଏଥିରେ କମ୍ପାନୀର ବା ଯିଏ ନ୍ୟୁଜ ପେପର ଯିଏ ପବ୍ଲିଶ କରୁଛି ତାର କିଛି ସେମାନଙ୍କର କିଛି ରୋଲ ନାହିଁ ଲେଖା ହଉଛି କଣ ପାଇଁ କାରଣ ଦ୍ୟାଟ୍ ଇଜ ସବଜେକ୍ଟିଭ ତମେ ହୁଏତ ସେ ଜିନିଷକୁ ମାନି ନପାର କିନ୍ତୁ ମୁଁ ଏମିତି କହିବି ଯେ କପିଳ ବସ୍ତୁରେ ଜନ୍ମ ହେଇଥିଲେ ଗୋଟେ କିଏ ମାନିବନି ଏସବୁ ତ କାରଣ ଏଥିରେ କିଛି ବାୟସନେସ୍ କାହାର ନାହିଁ ଏଇଟା ପୁରା ଫ୍ୟାକ୍ଟ ତେଣୁ ଅବଜେକ୍ଟିଭିଟି ହେଲା ସେଇଭଳିଆ ଯଦି ଯୋଉଠି ଆମର ପର୍ସନାଲ ବାୟସନେସ୍ ନାହିଁ ଯୋଉଟାକୁ ଆମେ କହୁଛେ ଯେ ନିଜର ମାନେ କଣ ନିଜର ଇମୋସନ୍ସ କିଛି ଲିପ୍ତ ନାହିଁ ଦ୍ୟାଟ୍ ଇଜ ଅବଜେକ୍ଟିଭ ତେଣୁ ଇଏ କହିଲେ ଯେ ଆମେ ଯଦି ଦେଖିବା ଯେ ପ୍ରୋବ୍ଲେମ ଅଫ ଅବଜେକ୍ଟିଭିଟି ଯେତେବେଳେ ଗୋଟେ ସୋସିଆଲ ଇନସିଡେଣ୍ଟର ବା ସୋସିଆଲ ଇଭେଣ୍ଟ ମାନଙ୍କର ଆମେ ଷ୍ଟଡି କରୁଛନ୍ତି ବା ସୋସିଆଲ ଇଭେଣ୍ଟର ଆମେ ଆନାଲିସିସ୍ କରୁଛନ୍ତି ତ ସେଠି ପ୍ରୋବ୍ଲେମସ୍ ଅଫ ଅବଜେକ୍ଟିଭିଟି କଣ ରହୁଛି କାରଣ ସାଇନ୍ସଟା ଗୋଟେ ସବଜେକ୍ଟିଭ ଗୁଡାକ କାରଣ ସାଇନ୍ସର ନ୍ୟାଚୁରାଲ ସାଇନ୍ସରେ ନ୍ୟାଚୁରାଲ ୱାର୍ଲଡରେ ଯାହା ବି ଇନସିଡେଣ୍ଟ ଘଟୁଛି ସବୁଗୁଡା ଅବଜେକ୍ଟିଭ କଣ ପାଇଁ କି ଆମେ ଲଜ୍ ଅଫ୍ ମୋସନରେ ପଢିବା କି କେମିଷ୍ଟ୍ରିରେ ପଢିବା ଯାହା ଯାହା ପଢୁଛନ୍ତି ସମସ୍ତଙ୍କ ପାଇଁ ସମାନ କିଛି ବାୟସନେସ୍ ନାହିଁ ସେଥିରେ ଆରେ ବୁଝିହଉଛି ନା ନାଇଁ କିଛି ବାୟସନେସ୍ ନାହିଁ ଆମକୁ ଫ୍ରିକୁଏନ୍ସିର ମାନେ ଯାହା ତମ ପାଇଁ ଯାହା ମୋ ପାଇଁ ବି ସେୟା ଲାଇଟର ସ୍ପିଡ ତମ ପାଇଁ ବି ଯାହା ମୋ ପାଇଁ ସେୟା ସେଠି କିଏ କାହାର ଏଥିରେ ପର୍ସନାଲ ବାୟସ ଲାଗୁନି ସେଠି କିଏ ନିଜର କାରଣ ସେଠି ସବଜେକ୍ଟିଭିଟି କିଛି ନାହିଁ କିଛି ନାହିଁ ତ କହିହବନି ବଟ୍ ସବଜେକ୍ଟିଭିଟି ଭେରି ମିନିମମ୍ ବୁଝିହଉଛି ନା ନାଇଁ ତ କାଫି ଜିନିଷ ଅବଜେକ୍ଟିଭଲି ସେଠି ଡିଫାଇନ୍ କରାଯାଇଛି କିନ୍ତୁ ସେଇ ଜିନିଷଟା ବର୍ତ୍ତମାନ ସୋସିଓଲୋଜିର ପ୍ରୋବ୍ଲେମ ହଉଛି କାରଣ ସେମିତି କରିହବନି ସୋସିଓଲୋଜିରେ କଣ ପାଇଁ କି ପ୍ରଥମ କଥା ଦେଖ ସେ କଥା ହେଲା ଯେ ମନେକର
ଗୋଟେ ସାଇଣ୍ଟିଫିକ୍ ଷ୍ଟାଟସ୍ ଦରକାର। ମାନେ ମନେକର ଆମେ କୌଣସି ଗୋଟେ ଇଭେଣ୍ଟର ସୋସିଆଲ ଇଭେଣ୍ଟ ହଉ କି ନ୍ୟାଚୁରାଲ ଇଭେଣ୍ଟ ହଉ ଆମେ ଯେତେବେଳେ ଷ୍ଟଡି କରୁଛନ୍ତି ଗୋଟେ ସାଇଣ୍ଟିଫିକ୍ ଷ୍ଟାଟସ୍ ଦରକାର। ସାଇଣ୍ଟିଫିକ୍ ଷ୍ଟାଟସ୍ ମାନେ କ'ଣ? ସାଇଣ୍ଟିଫିକ୍ର ଷ୍ଟାଟସ୍ ମାନେ ହେଲା ଯେଉଁ ରିସର୍ଚ୍ଚର ସେଠି କାମ କରିବେ ସିଏ ହେବେ ଡିଟାଚ୍ଡ ଫ୍ରମ୍ ଇମ୍ପର୍ସନାଲ, ମାନେ ସେ ଡିଟାଚ୍ଡ ହେବେ ତାଙ୍କ ନିଜର ପର୍ସନାଲ ବାୟସନେସଠୁ। ନିଜର ପର୍ସନାଲ ବାୟସନେସଠୁ ତମେ ଡିଟାଚ୍ ହେବା ଦରକାର। ତମେ ଇମ୍ପର୍ସନାଲ ହେବା ଦରକାର। ତୁମକୁ କ'ଣ ଅନପ୍ରିଜିଡ୍ୟୁସ୍ଡ ହେବା ଦରକାର। ତୁମର କୌଣସି ଯେଉଁ ଅନ୍ଧବିଶ୍ୱାସ ଟାଇପ୍ର କି ଏଇସବୁ ପ୍ରକାର ଜିନିଷ ତୁମ ପାଖରେ ନଥିବ। ପର୍ସନାଲ ବାୟସନେସ୍ କିଛି ନଥିବ ତା ମାନେ କହିବାକୁ ଗଲେ ହେଲା। ତା ସହିତ ଅ, ଏଇଟା ହେଲା ପରେ ତମେ ହିଁ ଯେଉଁ ଫେନୋମେନନଟା ହେଇଛି ଯେଉଁ ଇଭେଣ୍ଟ ତାକୁ ଷ୍ଟଡି କରିବ ତ ଗୋଟେ ଅନବାଇସ୍ଡ ଷ୍ଟଡିର ରେଜଲ୍ଟ ଆସିପାରେ। କିନ୍ତୁ ତମ ଭିତରେ ଯଦି ପର୍ସନାଲ ପ୍ରି କନସେପସନ କିଛି ରହିଯାଇଛି, ତମେ ଗୋଟେ ପର୍ସନାଲ ମନେକର ତମେ ଏମିତି କହିବ ଯେ ଆମେ କହିବା ଗୋଟେ ହେଲା କ'ଣ ଗୋଟେ ହେଇଛି ମାନେ ଏକ୍ସଟ୍ରିମିଜିମ୍ ହେଲା କୋଉଠି ଗୋଟେ ମନେକର ଗୋଟେ, କିନ୍ତୁ କି କମ୍ୟୁନାଲ କ୍ଲାସେସ୍ ହେଲା, କମ୍ୟୁନାଲ କ୍ଲାସ୍ ହେଲା କୋଉଠି ଗୋଟେ ହିନ୍ଦୁ ମୁସଲିମ କମ୍ୟୁନାଲ କ୍ଲାସ୍ ହେଲା। ଆଜି ହିନ୍ଦୁ ମୁସଲିମ କମ୍ୟୁନାଲ କ୍ଲାସ୍ ହେଉଛି ମନେକର କୋଉ ଜାଗାରେ, ତ ସେଠି କ'ଣ ହେଉଛି, ସେଠି ଯଦି ମନେକର ଜଣେ ମୁସଲିମ ରିସର୍ଚ୍ଚର ଯାଇଛନ୍ତି ତାଙ୍କ ହିଁ ଭ୍ୟୁ ପଏଣ୍ଟଟା ମୁସଲିମକୁ ସପୋର୍ଟ କଲା ଭଳିଆ ହେବ। କି ଗୋଟେ ହିନ୍ଦୁର କିଏ ଯାଇଛନ୍ତି ମେ ବି ତାଙ୍କ ଭ୍ୟୁ ପଏଣ୍ଟଟା ହିନ୍ଦୁକୁ ସପୋର୍ଟ କଲା ଭଳିଆ ହେବ। ତେଣୁ ସେଇଟା ହେବନି ନା, ଗୋଟେ ସେଇଟା ହେଲେ କେମିତି ଗୋଟେ ବାୟସନେସ୍ ଆସିଗଲା ନା। ତମକୁ କମ୍ପ୍ଲିଟଲି ନ୍ୟୁଟ୍ରାଲ ହେଇକି ଜିନିଷକୁ ଷ୍ଟଡି କରିବା ଦରକାର, ପୁରା ବାୟସନେସ୍ ହେଇକି, ୱିଦାଉଟ୍ ବାୟସନେସ୍ରେ, ୱିଦାଉଟ୍ କୌଣସି ଇନକ୍ଲାଇନେସନ୍ ରଖିକି ପର୍ଟିକୁଲାର କମ୍ୟୁନିଟିକୁ ପୁରା ନ୍ୟୁଟ୍ରାଲ ଗ୍ରାଉଣ୍ଡରେ ଛିଡ଼ା ହେଇକି ଜିନିଷକୁ ଅବଜର୍ଭ କରିକି ଷ୍ଟଡି କରିବା କଥା ହେଲା। କିନ୍ତୁ ସେ କହୁଛନ୍ତି ଆମକୁ କ'ଣ ଅଛି ନା, ଆମକୁ ସବୁବେଳେ କ'ଣ ହବାର ଥିଲା। ଦେଖ ଆମେ ଯେତେବେଳେ ପଢ଼ୁଛନ୍ତି, ଆମେ ଯେତେବେଳେ ଦେଖିବ, ଆମେ ଯେତେବେଳେ ଲେଖୁଛନ୍ତି ସେଲ୍ଫ ଇଭାଲୁଏସନ୍ କର, ଆମର ନିଜର ଇଭାଲୁଏସନ୍ କର ମାନେ ଆମେ ନିଜକୁ ଯେ କେଉଁ କଣ୍ଡିସନରେ ଆମକୁ କ'ଣ ଦରକାର ଆଉ ବର୍ତ୍ତମାନ ଆମେ କ'ଣ ହେଇକି ଅଛେ। ଆମକୁ ସବୁବେଳେ କ'ଣ କି ଆମେ ଯେତେବେଳେ ପଢ଼ୁଛନ୍ତି ଆମକୁ କ'ଣ ଦରକାର ଅଛି ସେଇ ଅନୁସାରେ ଆମେ କରୁଛନ୍ତି। ପର୍ସନାଲ ସିଚୁଏସନଟା ବର୍ତ୍ତମାନ ସିଚୁଏସନଟା କ'ଣ ଅଛି ସେଇଭଳିଆ ତାକୁ ଆକୁରେଟ୍ ଷ୍ଟଡି କରିବା ଦରକାର। ଆଉ ଏମିତି ନୁହେଁ ଯେ ତମେ ଯାହା ଷ୍ଟଡି କରୁଛ ତମକୁ ତମେ ଜାଣିଛ ହ୍ୱାଟ୍ ଅଟ୍ ଟୁ ବି, କ'ଣ ହବାର ଥିଲା ତମେ ସେଇ ଅନୁସାରେ ଇନକ୍ଲାଇନ୍ କରିକି ଲେଖୁଛ ସବୁ। ସେମିତି ହବାର ଥିଲା ତ ସେଇଭଳିଆ ହେଉଛି ତ ସେ ଆଡ଼ିକି ଇନକ୍ଲାଇନେସନଟା ରହୁଛି, ସେଇଟା ନୁହେଁ। ଏକ୍ଜାକ୍ଟଲି ସିଚୁଏସନ କ'ଣ ସେଟା ଦେଖିବା କଥା। ବର୍ତ୍ତମାନ ଟ୍ରୁ ସିଚୁଏସନ କ'ଣ ରିଫ୍ଲେକ୍ଟ ହେଉଛି ସେଇଟା ଆମେ ଲେଖିବା କଥା ଯାଇକି, ବା ସେ ବିଷୟରେ ଆମକୁ କ'ଣ କରିବା, ସେ ଇଏ କରିବାର ଡକୁମେଣ୍ଟେସନ କରିବାର ଅଛି। କିନ୍ତୁ ସେମିତି ହେଇପାରୁନି ସୋସିଓଲୋଜିରେ। ଏମିତି ହେବା ଏତେ ମାନେ ବହୁତ ଡିଫିକଲ୍ଟ, କାରଣ ସମସ୍ତଙ୍କର ପର୍ସନାଲ ପ୍ରିଜୁଡିସ୍ ଅଛି, ପର୍ସନାଲ ବାୟସନେସ୍ ଅଛି, ପର୍ସପେକ୍ଟିଭ ନିଜ ନିଜର ଅଛି, ପର୍ସନାଲ ଇନକ୍ଲାଇନେସନ୍ ଅଛି। ତ এইଗୁଡ଼ାକ ସବୁ ରହିବା ଫଳରେ ଏଇ ଜିନିଷକୁ ଆମେ କ'ଣ କରିବା, ଆକ୍ୟୁର କରିହେବା ବହୁତ ଡିଫିକଲ୍ଟ। କାରଣ ଅବଜେକ୍ଟିଭିଟିକି ଆକ୍ୟୁର କରିବା ସୋସିଓଲୋଜିରେ ବା ସୋସିଆଲ ଇଭେଣ୍ଟକୁ ଯେତେବେଳେ ଆମେ ଷ୍ଟଡି କରୁଛନ୍ତି ସେଥିରେ ଅବଜେକ୍ଟିଭିଟିକୁ କ'ଣ ଆକ୍ୟୁର କରିକି ରଖିବା ବା ବଳବତ୍ତର କରିକି ରଖିବା ଇଜ୍ ଭେରି ଡିଫିକଲ୍ଟ। ବୁଝୁଛ ନା ନାଇଁ? ସେ କହିଛି ଯଦି ଆମକୁ କ'ଣ ହେବ ନା, ଏଇ ଯେଉଁ ଆମର ସବୁ ମାନେ ପରସେପସନ୍ ସବୁ ରହିଯାଇଛି ଏଇଟା କ'ଣ କରିବ ମାନେ ଆମକୁ ସବୁ ପର୍ସନାଲ ବାୟସନେସ୍ ବା କଲଚରାଲ ବାୟସନେସ୍ର ଆମକୁ କ'ଣ ରିଅଲ ଫିଗରକୁ ଡିଷ୍ଟୋର୍ଟ କରିଦେଉଛି। ରିଅଲ ସିଚୁଏସନ୍ ଯାହା ସେଠୁ ଆମେ ଦୂରେଇ ଯାଉଛନ୍ତି, ତାକୁ ଠିକ୍ସେ ଆନାଲାଇଜ୍ କରିପାରୁନାହାନ୍ତି। ପର୍ସନାଲ ବାୟସନେସ୍ ଯୋଗୁଁ, କଲଚରାଲ ବାୟସନେସ୍ ମାନେ ତୁମେ ହିନ୍ଦୁ, ମୁଁ ମୁସଲିମ, କିଏ ଖ୍ରୀଷ୍ଟିଆନ, ଆମର ଗୋଟେ କଲଚରାଲ ବାୟସନେସ୍ ପଳେଇ ଆସୁଛି। ବୁଝୁଛ ନା? ତେଣୁ ଏଇ ଟାଇପ୍ର ଜିନିଷ ଅଛି କହିବା କଥା। ସୋସିଓଲୋଜିରେ ପ୍ରଥମ କଥା ହେଲା ଯେ ଅବଜେକ୍ଟିଭିଟିର ପ୍ରୋବ୍ଲେମ୍ ଅଛି, ବାୟସନେସ୍କୁ ଆମେ ଦୂର କରିପାରିବୁନି। କାରଣ ଆମେ ମଣିଷ ଇମୋସନ୍ ସମସ୍ତଙ୍କର ଅଛି, ତ ସମସ୍ତେ ପର୍ସନାଲ ଜିନିଷ ସବୁବେଳେ କ'ଣ କିଛି ନା କିଛି ଇମୋସନ୍ସର ବଶବର୍ତ୍ତୀ ହେଇକି ଡିସିସନ୍ ନେଉଛନ୍ତି। ତେଣୁ ଏଇଟା ଆମେ କମ୍ପ୍ଲିଟଲି କ'ଣ କରିପାରିବାନି, ଏଇଟା ଗୋଟେ ପର୍ସନାଲ ବାୟସନେସ୍ ରହିଛି ବୋଲି ମାନେ ପୁରା କମ୍ପ୍ଲିଟଲି ଅବଜେକ୍ଟିଭିଟି ରୂପରେ ଆମେ ଜିନିଷକୁ ଆନାଲାଇସିସ୍ କରିହେବନି। ତେଣୁ ଅବଜେକ୍ଟିଭିଟିର ପ୍ରୋବ୍ଲେମ୍ ଅଛି ପ୍ରଥମ କଥା। ସେକେଣ୍ଡ କଥା ହେଲା, କିନ୍ତୁ ଆମେ ସୋସିଓଲୋଜିକୁ ସାଇନ୍ସ ଏକ୍ଜାକ୍ଟଲି କହିହେବନି ତାମାନେ। ତାପରେ ସେମାନେ କହିଲେ ଯେ ପ୍ରୋବ୍ଲେମ୍ ଅଫ୍ ଆକୁରେସି ଆଣ୍ଡ ରିଲାଏବିଲିଟି। କାରଣ ସାଇନ୍ସରେ ଆମେ ଦେଖୁଥିଲୁ ରିଲାଏବଲ୍ ଗୁଡ଼ାକ ସବୁ ରେଜଲ୍ଟ ରିଲାଏବଲ୍ ହେବ, ଆକୁରେସି ବି ବହୁତ ଆସିବ, କାଫି ଆକୁରେସି ଅଛି, ରିଲାଏବଲ୍ ବି ଅଛି। କିନ୍ତୁ ସୋସିଓଲୋଜିକାଲ ଇଭେଣ୍ଟ ଆମେ ଷ୍ଟଡି କରୁଛନ୍ତି କ'ଣ ପ୍ରୋବ୍ଲେମ୍ ହେଉଛି ଦେଖ। ସେ କହୁଛନ୍ତି ଯେଉଁ ଆମର ପୁରା ୱାର୍ଲଡରେ ଲୋକ ହିଁ ଲୋକ, ଆଉ ଆମ ସବଜେକ୍ଟ ହେଉଛି ଲୋକମାନଙ୍କୁ ଷ୍ଟଡି କରିବା ହେଲା। ତେଣୁ ଯେହେତୁ ଅଛନ୍ତି, ତେଣୁ କ'ଣ ହେଲା ନା ଏଠି କ'ଣ ହେଉଛି ନା ଯେ ଆକୁ ଆମ ରିସର୍ଚ୍ଚ ଯାହା ହେବ ତାର କମ୍ପ୍ଲିଟଲି ବା ଟୋଟାଲି ଆକୁରେଟ୍ ବା ରିଲାଏବଲ୍ ହେବନି ଏଠି। କ'ଣ ପାଇଁ? ପ୍ରଥମ କଥା ହେଲା ଯେଉଁ ରେସ୍ପନ୍ସେସ୍ ଆମେ ପର୍ସନ୍ ଟୁ ଗୋଟେ ଲୋକ, ଆମେ ମନେକର ଗୋଟେ ଇନସିଡେଣ୍ଟକୁ ନେଇକି ମୁଁ ଯେମିତି ଗୋଟେ ଏକ୍ଜାମ୍ପଲ୍ ଦେଲି, ଗୋଟେ ମବ୍ ଲିଞ୍ଚିଂ ହେଇଛି, ତ ମବ୍ ଲିଞ୍ଚିଂକୁ କାହିଁକି ହେଲା କ'ଣ ହେଲା, ତମେ ଗୋଟେ ଲୋକକୁ ଯାଇକି ଇଣ୍ଟରଭ୍ୟୁ କଲ, ତାର ରେସ୍ପନ୍ସେସ୍ ଯାହା ଆସିଲା ଆଉ ଗୋଟେ ଲୋକକୁ ଯାଇକି ଇଣ୍ଟରଭ୍ୟୁ କରିବ, ତାର ରେସ୍ପନ୍ସ ଅଲଗା ଆସିପାରେ। ତାମାନେ ଯେଉଁ ପର୍ସନ୍ ଟୁ ପର୍ସନ୍ ରେସ୍ପନ୍ସେସ୍ ଭ୍ୟାରି କରୁଛି, ତାମାନେ କହିବାର ଉଦ୍ଦେଶ୍ୟ ହେଲା। ତା ସହିତ ପ୍ଲେସ୍ ଟୁ ପ୍ଲେସ୍, ତମେ ଆସି ଏଠି ନେଇକି ଗୋଟେ ଲୋକଙ୍କର ଗୋଟେ ପ୍ରକାର ଧାରଣା ଅଛି, ତମେ ଆଉ ଗୋଟେ ଜାଗାକୁ ଯାଇକି ଆଉ ସେଇ ବିଷୟରେ ଆନାଲିସିସ୍ କଲ, ସେଠି ଲୋକର ଅଲଗା ଧାରଣା ଥାଇପାରେ। ତେଣୁ ପର୍ସନ୍ ଟୁ ପର୍ସନ୍ ରେସ୍ପନ୍ସେସ୍ ଭ୍ୟାରି କରୁଛି, ପ୍ଲେସ୍ ଟୁ ପ୍ଲେସ୍ ରେସ୍ପନ୍ସେସ୍ ଭ୍ୟାରି କରିବ, ଯେଉଁଟାକି ଆମ ସାଇନ୍ସରେ ହେଉନି। ସାଇନ୍ସରେ ସବୁ ଲୋକଙ୍କ ପାଇଁ ସେମ୍ ଜିନିଷ।
ସବୁ ଜାଗାରେ ବି ସେମ୍ ଜିନିଷ। ତେଣୁ ସେଥିରେ ଆକୁରେସି ବେଶୀ ରହିଛି। ସେଥିରେ କ'ଣ ରିଲାଏବୁଲ୍ କାଫି ଜିନିଷ ରିଲାଏବୁଲ୍ ରହୁଛି ସେଠି। ଆମର ଏଠି ଏଇଟା ହେଉଛି ପ୍ରୋବ୍ଲେମ୍ ହେଉଛି ହେଲା। ଟାଇମ୍ ଟୁ ଟାଇମ୍ ବିଭିନ୍ନ ଟାଇମ୍ରେ ଜିନିଷ ଭ୍ୟାରି କରିଯିବ। ଟାଇମ୍ ଟୁ ଟାଇମ୍ ମାନେ ମନେକର ଆଜି ମନେକର ତୁମକୁ ଗୋଟେ କୋଶ୍ଚିନ୍ ଗୋଟେ ମନେକର ତୁମକୁ କ'ଣ କରାହେଇଛି, ଆଜି ଗୋଟେ ସମୟରେ ତୁମକୁ ଗୋଟେ କୋଶ୍ଚିନ୍ ପଚରାଗଲା, ତୁମର ଯେଉଁ ଭ୍ୟୁ ପଏଣ୍ଟ ରଖୁଛ ହେଲା, ମେ ବି ଆଉ କେତେ ଦିନ ପରେ ମୁଁ ତ ସେମ୍ କୋଶ୍ଚିନ୍ ତୁମକୁ ଯାଇକି ପଚାରିବି, ତୁମର ଭ୍ୟୁ ପଏଣ୍ଟ ତ ବଦଳି ଯାଇପାରେ, ଟାଇମ୍ ସହିତ ତୁମର ଦୃଷ୍ଟିକୋଣ ବଦଳି ଯାଇଥାଇପାରେ। କିନ୍ତୁ ସାଇନ୍ସରେ ଥୋଡ଼ି ସେମିତି ହେଉଛି। ସାଇନ୍ସରେ କାଲି ବି ଫଳ ତଳକୁ ଖସୁଥିଲା ଗ୍ରାଭିଟେସନ୍ ଯୋଗୁଁ, ଆଜି ବି ଫଳ ଖସୁଛି ଗ୍ରାଭିଟେସନ୍ ଯୋଗୁଁ। ଆମ ଜେଜେବାପା ବି ସେ କଥା ପଢ଼ିଥିଲେ, ଆମେ ବି ସେ କଥା ପଢ଼ୁଛୁ ଆଜି ବର୍ତ୍ତମାନ। ତାହେଲେ ସେତେବେଳେ ବି ସତ ଥିଲା, ଆଜି ବି ସତ ଅଛି। ବୁଝୁଛୁ ନା ନାଇଁ? ଏଇଟା କିନ୍ତୁ ସୋସିଆଲ ଇଭେଣ୍ଟରେ ଏମିତି ହେଉନି। ଆଜି ଆମ ପାଖରେ ଯେଉଁ ଭ୍ୟୁ ପଏଣ୍ଟ ଅଛି ଜିନିଷକୁ ନେଇକି, କାଲି ଆମେ ଯେତେବେଳେ ପଢ଼ିବା ଆଗକୁ ଜାଣିବା ଜିନିଷ ଜାଣିବା, ପୁଣି ଆମର ବି ଭ୍ୟୁ ପଏଣ୍ଟ ଚେଞ୍ଜ ହେଇଯିବ। ବୁଝୁଛୁ ନା ନାଇଁ? ତେଣୁ ସେଇଟା ଗୋଟେ ହେଇପାରେ। ଆଉ ଆଉ ଆମେ ଯେତେବେଳେ ଉଭର ପିରିୟଡ଼ ଅଫ୍ ଟାଇମ୍ ଡିଫରେଣ୍ଟ ଇଣ୍ଟରଭାଲ୍ସରେ ଆଉ ଡିଫରେଣ୍ଟ ସିଚୁଏସନ୍ରେ ବି ଲୋକଙ୍କୁ ପଚାରିବା। ଲୋକଙ୍କୁ ତୁମେ ଯାଇକି ପଚାରିବ, ଲୋକଙ୍କୁ ତୁମେ ଯାଇକି ପଚାରିବ ଯେ ଗୋଟେ ଇନସିଡେଣ୍ଟ ହେଲା, ସେଠି ଯାଇକି ତୁମକୁ ସବୁ ଲୋକଙ୍କ ଆଗରେ ଟିଭି ଫିଭି କ୍ୟାମେରା ଫ୍ୟାମେରା ଲଗେଇକି ତାଙ୍କୁ ନେଇକି ପଚାରିବ, ସେ ସବୁ କନସସ୍ ହେଇଯିବେ। ନାଇଁ ନାଇଁ ଆମେ କିଛି ଜାଣିନୁ କ'ଣ ହେଲା କ'ଣ ନାହିଁ। କିନ୍ତୁ ତୁମେ ଗଲା ପରେ ସେ କଥାବାର୍ତ୍ତା ହେବେ, ରିଅଲ୍ କଲ୍ପ୍ରିଟ୍ ହେଉଛି ସିଏ। ହେଲେ କହିବ କି ଲୋକ ଏଇଭଳିଆ କଥାବାର୍ତ୍ତା ହେବେ। ତାଙ୍କର ତ ଓପିନିଅନ୍ଟା ହେଉଛି, ଓପିନିଅନ୍ଟା ତୁମର ପରଫେକ୍ଟ ଆସୁନି। ଦ୍ୟାଟ୍ ଇଜ୍ ସବୁବେଳେ କ'ଣ ମେଜର୍ଡ ଓପିନିଅନ୍ ଆସୁଛି, କାଲକୁଲେଟେଡ୍ ଓପିନିଅନ୍ ଆସୁଛି। ଲାଗୁଛି ଏଠି ମୁଁ କାହିଁକି ଚିହ୍ନା ପଡ଼ିବି କହିକି ମିଡ଼ିଆ ଆଗରେ, ଲୋକ ମୋର ଶତ୍ରୁ ହେଇଯାଇପାରନ୍ତି, ମୋତେ ଟାର୍ଗେଟ୍ କରିପାରନ୍ତି। କିନ୍ତୁ ତାଙ୍କର ଯେତେବେଳେ ଜାଣିବେ ଆମକୁ କେହି ଦେଖୁନାହାନ୍ତି, ଆମର ପୁରା ସେଫ୍ ଜୋନ୍ରେ ଅଛି, ସେଠି ତ ରିଅଲ୍ କଥାଟା କହୁଛନ୍ତି। ତେଣୁ ତାଙ୍କର ପର୍ସନାଲ ବାୟସନେସ୍ ବି ରହିଛି ସବୁ ଜିନିଷରେ ହେଉଛି। ତେଣୁ ତାମାନେ ଆମକୁ ପରଫେକ୍ଟ ଜିନିଷଟା ମିଳୁନି କେଉଁଠି ବି, ଭାରିଏସନ୍ କାଫି ରହିଛି ତାମାନେ। ତେଣୁ ଏଠି କ'ଣ ହେଉଛି ନା ଆମର ପ୍ରୋବ୍ଲେମ୍ ଅଫ୍ ଆକୁରେସି ଆଉ ରିଲାଏବିଲିଟି। ଆକୁରେସି ନାହିଁ ଆଉ ରିଲାଏବିଲିଟି ବି ନାହିଁ। ତାର ପ୍ରୋବ୍ଲେମ୍ ଅଫ୍ ପ୍ରେଡିକ୍ଟାବିଲିଟି। ପ୍ରେଡିକ୍ଟାବିଲିଟି କ'ଣ? ମନେକର ଆମେ ଯେମିତି ସାଇନ୍ସରେ ଜିନିଷକୁ ପ୍ରେଡିକ୍ଟ କରିପାରୁଛେ, ଆମେ ବେସ୍ କରିକି ଆମ ଡାଟାକୁ ଯେଉଁ ବେସ୍ କରିକି ଆମେ ପ୍ରେଡିକ୍ଟ କରିପାରୁଛେ, କିନ୍ତୁ ହ୍ୟୁମାନ୍ ବିହେଭିୟରକୁ ପ୍ରେଡିକ୍ଟ କରିହେବ? ମଣିଷର ବିହେଭିୟର ଇଜ୍ ଭେରି କମ୍ପ୍ଲେକ୍ସ। କାରଣ ଦେଖ ଏଇଟା ଯେତେବେଳେ ସେ ଓଭରାଲି ଦେଖିଥିଲେ ହଁ କରିଦେଇଥିଲେ, କିନ୍ତୁ ବର୍ତ୍ତମାନ ଆମେ ଟିକେ ଭିତରକୁ ଆସିକି ଦେଖିଲେ, ସୋସିଓଲୋଜିଷ୍ଟ ମାନେ ଆଉ ଟିକେ ଭିତରକୁ ଆସିଲେ, ବର୍ତ୍ତମାନ ଡେପ୍ଥ ଷ୍ଟଡି କଲେ, ସେ ଭାବିଲେ ଯେ ପ୍ରତି ହ୍ୟୁମାନ୍ ବିହେଭିୟର ଅଲଗା। ବର୍ତ୍ତମାନ ଭେରି କମ୍ପ୍ଲେକ୍ସ ହ୍ୟୁମାନ୍ ବିହେଭିୟର। ହ୍ୟୁମାନ୍ ତମେ କ'ଣ କରିବ ବର୍ତ୍ତମାନ କିଏ ଜାଣିଛି? ମୁଁ ଜାଣିଛି ଥୋଡ଼ି। ତେଣୁ ତୁମ ବିହେଭିୟରକୁ ମୋତେ ମାନେ ମେଜର କରିବା ବା ତ ଫୋରକାଷ୍ଟ କରିବା ଭେରି ଇମ୍ପସିବଲ୍। ତ ମୁଁ ପ୍ରେଡିକ୍ଟ କରିପାରିବିନି। ବୁଝୁଛୁ ନା ନାହିଁ? ତେଣୁ ହ୍ୟୁମାନ୍ ବିହେଭିୟର ଇଜ୍ ଟୁ କମ୍ପ୍ଲେକ୍ସ ଟୁ ଆଲାଉ ସୋସିଓଲୋଜିଷ୍ଟ ଟୁ ପ୍ରିସାଇଜଲି ପ୍ରେଡିକ୍ଟ। ତେଣୁ ଏମିତି କରିହେବନି। ହ୍ୟୁମାନ୍ ଇଣ୍ଡିଭିଜୁଆଲ୍ ଆକ୍ସନ୍ କ'ଣ ହେବ ଆମେ କେବେ ବି କିଛି କହିପାରିବାନି। ତେଣୁ ପ୍ରତି ଇଣ୍ଡିଭିଜୁଆଲର ବା ପ୍ରତ୍ୟେକ ଲୋକଙ୍କର ନିଜ ନିଜର ଭ୍ୟୁ ପଏଣ୍ଟ ଅଛି। ଇଣ୍ଡିଭିଜୁଆଲ ଲୋକମାନେ ମୋ ଦୃଷ୍ଟିକୋଣ ମାତ୍ର, ମୋ ଓପିନିଅନରେ ସମସ୍ତର ଓପିନିଅନ୍ ଅଲଗା ହେଇଯାଇପାରେ ଗୋଟେ ଜିନିଷକୁ ନେଇକି ହେଲା। ତେଣୁ ଆମେ କୌଣସି ଜିନିଷ ପ୍ରେଡିକ୍ଟ କରିପାରିବାନି। ତାମାନେ ଇଏ ହେବ ଇଏ ହେବ ବୋଲି କିଛି ପ୍ରେଡିକ୍ଟ କରିହେବନି। ତାମାନେ ଏଇଟା ଗୋଟେ ଗଲା। ତାପରେ ହେଉଛି ଆମେ ଯେମିତି ଆଉ ଗୋଟେ ଲାବୋରେଟୋରୀର କଥା ଆସିଲା। ଲାବୋରେଟୋରୀର କଥା ହେଲା କ'ଣ ଯେ ଆମେ ଯେମିତି ସୋସିଆଲ ଇଭେଣ୍ଟସ୍ ଗୁଡ଼ାକୁ ବା ସରି ନ୍ୟାଚୁରାଲ ଇଭେଣ୍ଟକୁ ସାଇନ୍ସରେ ଆମେ ଲାବୋରେଟୋରୀ ୟୁଜ୍ କରୁଛେ ସବୁବେଳେ। ଲାବୋରେଟୋରୀ କଣ୍ଡିସନ୍ସରେ ଜିନିଷ କରିହେଉଛି। ଏଠି କିନ୍ତୁ ସୋସିଓଲୋଜିକାଲ ଇଭେଣ୍ଟ ଗୁଡ଼ା ଲାବୋରେଟୋରୀ କଣ୍ଡିସନ୍ ଥୋଡ଼ି କରାହେବ। ତାଙ୍କର ଲାବୋରେଟୋରୀ ହେଉଛି ପୁରା ସୋସିଆଲ ୱାର୍ଲଡ। ଏଠି ଲାବୋରେଟୋରୀ ହେଉଛି ପୁରା ସୋସିଆଲ ୱାର୍ଲଡ ଏଠି। ତେଣୁ ଜିନିଷକୁ ଆମେ ବାରମ୍ବାର ଯେମିତି ଏକ୍ସପେରିମେଣ୍ଟ କରିକି ଦେଖୁଛେ, ବିଭିନ୍ନ ଆଙ୍ଗେଲରୁ ଦେଖୁଛେ, କଣ୍ଟ୍ରୋଲ କଣ୍ଡିସନ୍ସରେ ଦେଖୁଛେ, ଲାବୋରେଟୋରୀ କଣ୍ଡିସନ୍ରେ ପସିବଲ୍, କିନ୍ତୁ ସୋସିଆଲ ୱାର୍ଲଡରେ ପସିବଲ୍ ନୁହଁ। ସୋସିଆଲ ୱାର୍ଲଡରେ ଥରେ ମାନେ ଡିଭୋର୍ସ ଆମେ ଦେଖିଲେ, ଡିଭୋର୍ସ ଯୋଗୁଁ କ'ଣ ହେଉଛି? ତମେ ଥୋଡ଼ି ଖାଲି ସ୍ୱାମୀ ସ୍ତ୍ରୀମାନଙ୍କର ହଜାର ହଜାର ଡିଭୋର୍ସ କରିକି ଦେଖିବ ସମସ୍ତଙ୍କର କ'ଣ ହେଉଛି। ଥରେ ଗୋଟେ ହେଇଗଲା, ତାକୁ ଦେଖିଲେ ଆଉ ତ କେତେ କରିବ? ତୁମକୁ ମନ ଇଚ୍ଛା କରିପାରିବ ସେଠି ଯାଇକି। କିନ୍ତୁ ଲାବୋରେଟୋରୀ କଣ୍ଡିସନ୍ରେ ଆମେ ଯେଉଁ ବିଭିନ୍ନ ପ୍ରକାର ଫିଜିକ୍ସର ବା କେମିଷ୍ଟ୍ରିର ଯାହା ବି ଆମକୁ ମାନେ ରିସର୍ଚ୍ଚ କରିବାର ଅଛି, ତ ଏକ୍ସପେରିମେଣ୍ଟ କରିବାର ଅଛି, ବାରମ୍ବାର କରିବା, ବିଭିନ୍ନ ଇଟରେସନ୍ ନେଇକି, ବିଭିନ୍ନ ରିଡ଼ିଙ୍ଗସ୍ ନେଇକି ଆମେ କଲାବେଳେ ବି କରୁଛେ, ବିଭିନ୍ନ 5ଟା 10ଟା 15ଟା 20ଟା 25ଟା 30ଟା 40ଟା ଯେତେ ରିଡ଼ିଙ୍ଗ ଆମେ ନେଇପାରିବା, ବାରମ୍ବାର ଜିନିଷକୁ ରିପିଟ୍ କରିକି ଆମେ ରେଜଲ୍ଟ ଚେକ୍ କରିବା। ତୁମେ ଦେଖିବ +2ରେ କି +3ରେ କି ଆମ ଯେଉଁ ଲାବୋରେଟୋରୀରେ ଗୁଡ଼ାଏ ଆମେ ରିଡ଼ିଙ୍ଗ ନିଅ। ରିଡ଼ିଙ୍ଗ ମାନେ କ'ଣ? ସବୁ ରିଡ଼ିଙ୍ଗ ଆମେ ଚେକ୍ କରୁଛନ୍ତି, ପାଖାପାଖି ରେଜଲ୍ଟ ସେମ୍ ଆସୁଛି ନା ନାହିଁ, ତାର ଆଭରେଜଟା ଆମେ ନେଉଛନ୍ତି। କାରଣ ଏଇଟା ହେଉଛି ରିଲାଏବିଲିଟି, କେତେ ରିଲାଏବୁଲ୍ ରହୁଛି ଆମ ଡାଟା ଗୁଡ଼ା, ରେଜଲ୍ଟସ୍ ଗୁଡ଼ାକ। ସେଇଟା ଫିଜିକ୍ସରେ ବା କେମିଷ୍ଟ୍ରି ନ୍ୟାଚୁରାଲ ସାଇନ୍ସରେ ପସିବୁଲ୍, କିନ୍ତୁ ସେଇଟା ନଟ୍ ପସିବୁଲ୍ ଇନ୍ ସୋସିଆଲ ସାଇନ୍ସ। ବୁଝିହେଉଛି ନା ନାହିଁ? ସୋସିଆଲ ସାଇନ୍ସରେ ଥୋଡ଼ି ପସିବୁଲ୍ ହେବ। ତେଣୁ ସେଇଟା ଲାବୋରେଟୋରୀ କଣ୍ଡିସନ୍ ପସିବୁଲ୍ ନାହିଁ ତାମାନେ। ଆଉ ଲାବୋରେଟୋରୀ କଣ୍ଡିସନ୍ର ସୁବିଧା ଗୁଡ଼ାକ କ'ଣ? ପ୍ରଥମ କଥା ହେଲା ଲାବୋରେଟୋରୀ କଣ୍ଡିସନ୍ସରେ କ'ଣ ହେବ? ମେନ୍ କଥା ହେଲା ଆମେ ଲାବୋରେଟୋରୀ କଣ୍ଡିସନ୍ସର ବିଭିନ୍ନ ଫ୍ୟାକ୍ଟରକୁ କଣ୍ଟ୍ରୋଲ କରିପାରିବା। କାରଣ ଯେହେତୁ ଲାବୋରେଟୋରୀଟା ଆମର ସ୍ମଲ୍ ସ୍ପେସ୍ ଗୋଟେ, ଆମେ ସେଠି ବହୁତ ଜିନିଷ କଣ୍ଟ୍ରୋଲ କରିପାରିବା। ଆଉ ସେଥିରେ ରିପିଟ୍ ମୁଁ ଯେମିତି କହିଲି ଯେ ବାରମ୍ବାର ଆମେ ବିଭିନ୍ନ ଏକ୍ସପେରିମେଣ୍ଟର ବିଭିନ୍ନ ରିଡ଼ିଙ୍ଗସ୍ ନେଇପାରିବା, ଯେତେ ଥର ରିଡ଼ିଙ୍ଗ ନେଇପାରିବା, ମାନେ ଏକ୍ସପେରିମେଣ୍ଟକୁ ବାରମ୍ବାର କରିପାରିବା ସେଠି। ଆଉ ଗୋଟେ କଥା ହେଉଛି ଯେ ସେଥିରେ କ'ଣ ହେବ?
ଅବଜେକ୍ଟିଭ ଅବଜର୍ଭେସନ କରିହେବ ଅବଜେକ୍ଟିଭ ୱିଦାଉଟ୍ ବାୟସନେସରେ ଅବଜର୍ଭ କରିହେବ। ତାପରେ ବିଭିନ୍ନ ପ୍ରକାର ଆପାରେଟସ୍ ୟୁଜ୍ କରିକି ଆମେ ସେଠି କାମ କରିପାରିବା ମାନେ ହ୍ୱିଚ୍ ଇଜ୍ ନଟ୍ ପସିବୁଲ୍ ଆମକୁ ସୋସିଆଲ ଇଭେଣ୍ଟରେ। କାରଣ ସୋସିଆଲ ୱାର୍ଲଡରେ ଯାହା ଯାହା ହେଉଛି ସେଠି ତମେ ଥୋଡ଼ି କିଛି ବାରମ୍ବାର ହୋଇପାରିବ ସେ ଜିନିଷ ଗୁଡ଼ାକ। ଆଉ ସୋସିଆଲ ୱାର୍ଲଡ ଇଜ୍ ବିଗର ଲାବୋରେଟୋରୀ ସେଠି ତମେ କ'ଣ କରିବ ସେଠି ତମ ସୋସିଆଲ କଣ୍ଡିସନ ଜିନିଷ କଣ୍ଟ୍ରୋଲ କଣ୍ଡିସନରେ ବି ହେଇପାରିବନି। ତେଣୁ ଏତେ ସବୁ ପ୍ରୋବ୍ଲେମ୍ସ ରହିଛି ହେଲା। ତାପରେ ଆଉ ଗୋଟେ ହେଉଛି ପ୍ରୋବ୍ଲେମ୍ସ ଅଫ୍ ଏକ୍ଜାକ୍ଟିଭିଟି। ମାନେ ଆମେ କହିପାରିବା ସୋସିଓଲୋଜି ସେ କହୁଛି କାହିଁକି ନା ପ୍ରଥମ କଥା ହେଲା ସେ କହୁଛି ସୋସିଓଲୋଜି ଗୋଟେ ପିଓର ବା ରିଅଲ ସାଇନ୍ସ କହିପାରିବା। କ'ଣ ପାଇଁକି ନା ଦେଖ ସେ କହୁଛି ଇଟ୍ସ ଲଜ୍ ଆଣ୍ଡ କନକ୍ଲୁଜନ୍ସ କ୍ୟାନ୍ ନଟ୍ ବି ଏକ୍ସପ୍ରେସ୍ଡ ଇନ୍ ପ୍ରିସାଇଜ୍ ଟର୍ମସ୍। ଯେମିତି ଦେଖିବ ଏଥିରେ ଏବେ ସୋସିଓଲୋଜିକାଲି ଯାହା ସବୁ ପର୍ସପେକ୍ଟିଭ ଅଛି ଥିଓରି ଅଛି ଯାହା ବି ସୋସିଓଲୋଜି ଆମେ ସବୁ ଜେନେରାଲାଇଜେସନ କରିଛନ୍ତି ଏଟାକୁ ଆ ପାଇଁ ସ୍ପେଶାଲାଇଜ ଟର୍ମ କିଛି ନାହିଁ। ସାଇନ୍ସର ଯେମିତି ଦେଖିବ ଆକ୍ସଲରେସନ ହେଲା ଭେଲୋସିଟି ହେଲା ଆମେ ଜାଣିଛେ ଭେଲୋସିଟି ମାନେ କ'ଣ ଆମେ ବୁଝିଗଲେ। ଆକ୍ସଲରେସନ କହିଲା କ'ଣ ଆମେ ବୁଝିଗଲେ। ଡିଷ୍ଟାନ୍ସ କ'ଣ ବୁଝିଗଲେ। ଡିସପ୍ଲେସମେଣ୍ଟ କ'ଣ ଆମେ ବୁଝିଗଲେ। ସବୁଥିପାଇଁ ସ୍ପେଶାଲାଇଜ ଟର୍ମ ଅଛି। ଗ୍ରାଭିଟେସନ କ'ଣ ବୁଝିଗଲେ। ଗ୍ରାଭିଟେସନ ୱେଭ୍ କ'ଣ ବୁଝିଗଲେ। ୱେଭ୍ର ୱେଭ୍ ଲେନ୍ଥ କ'ଣ ବୁଝିଗଲେ। ଫ୍ରିକ୍ୱେନ୍ସି କ'ଣ ବୁଝିଗଲେ। ମାନେ ଜିନିଷକୁ କରିବାର ନା ସ୍ପେଶାଲାଇଜ ଟର୍ମ ଡିଜାଇନ କରାଯାଇଛି ନ୍ୟାଚୁରାଲ ସାଇନ୍ସରେ। ତ ସୋସିଓଲୋଜିରେ ସେଭଳିଆ ସ୍ପେଶାଲାଇଜ ଟର୍ମ କିଛି ନାହିଁ। सोशियोलॉजी सेमती स्पेशलाइज टर्म कारण काफी जेहेतु जिनसा काफी सब्जेक्टिव एठी एठी सब पर्सपेक्टिव कथा हम चिंता करि परिबा गोटे दृष्टिकोण मात्र किंतु एक्जाक्ट जिनस किछ नाही एठी एक्जाक्ट बोली किछ जिनस नाही एठी एब्सोल्यूट ट्रुथ बोली किछ जिनस नाही काले हम जे पढुतले डरखाइम जा कहउतले कोन मिछ थिला कंप्लीट सत भी नथिला तापरे कार्ल मार्क्स को जा कहले कोन मिछ थिला कि सत भी कंप्लीटली नथिला पूरा सत नुई पूरा मिछ न एटा गोटे दृष्टिकोण डरखाइमकर कथा सेटा भी गोटे दृष्टिकोण वेबरकर गोटे दृष्टिकोण ये समस्त देले तेणु आ पई ये कहर उद्देश्य है किसी स्पेशलाइज टर्म ना नेचुरल साइंस जो टर्मिनोलॉजी सब अच्छी एम सेमती सोशल साइंस किसी टर्मिनोलॉजी ना स्पेसिफिक टर्मिनोलॉजी किसी जिन को इंडिकेट कला भाया है तेणु यहाँ गोटे प्रोब्लेम सब तेणु ये सब जिन को लक्ष्य करा माने सोशियोलॉजी आम गोटे साइंस पूरा प्योर साइंस बोली कहबा तेणु आपको गोटे गोटे कनक्लूजन रिमार्क देवाक जाकि आंथोनी गिडेन्स कहले देख बहुत कथा लोक अलग लोक भी बहुत कथा कहते मुझे सर्टकट करके रखी आंथोनी गिडेन्स कहले कारण परीक्षा एत जिन भी लिखिपार टाइम कहीं परीक्षा लिखा बुझे आंथोनी गिडेन्स कहले सोशियोलॉजी तो गोटे साइंस कौ सेन्स से दीटा को बालांस कले जो मैंने कहते हाँ साइंस मैंने जो कहले साइंस नुहे गोटे बालांस कले ये कौन कहले सोशियोलॉजी जे साइंस इन द सेंस दैट इट इन्वॉल्व्स सिस्टमैटिक मेथड्स ऑफ इन्वेस्टिगेशन करेक्ट सिस्टमैटिक मेथड में इन्वेस्टिगेशन यूज कर परिबा इभालुएशन ऑफ थियोरीज इन द लाइट ऑफ द एविडेंस एंड लॉजिकल आर्गुमेंट ठीक अच्छे कह डाटा कलेक्शन करवा एविडेंस हमको जहाँ मिलला से लॉजिकल आर्गुमेंट करके आम कौन करवा ना विभिन्न इन्वेस्टिगेटिव मेथड यूज कर साइंटिफिक मेथड्स यूज कर करेक्ट अच्छे आम ये सेन्स गोटे साइंस कहीपर बट इट इज नॉट मोल्डेड डायरेक्टली ऑन द नेचुरल साइंसेस नेचुरल साइंस तुम मोल्ड कर तुम कह नेचुरल साइंस नुहे नेचुरल साइंस भाया नुहे किए आंथोनी गिडेन्स कहले बिकज स्टडिंग ह्यूमन बिहेवियर is in fundamental ways different from studying the world of nature आम जो नेचर को स्टडी कर नेचर आम कौन स्टडी कर नेचर आम तरंग को स्टडी कले तरंगर थोड़ी पर्सनाल बायसनेस किसी अच्छे काली समुद्र में तरंग जमी आसूला आम जेजबापा देखते जो भाया तरंग आसूला आज भी से भाया तरंग आस देखुचे बुझे ना ना आम लाइट को देखुं विगत दिन में जमी थी आज भी सेमती अच्छे देखुचे इलेक्ट्रिसिटी थोड़ी चेंज हो जाए कल भी इलेक्ट्रिक बल्ब जलूला आज भी इलेक्ट्रिक बल्ब जलूँ बुझे ना ना कि चेंज ना ये तेणु ऑब्जेक्टिकली वेरीफाइड करहब किंतु आमर एठी कौन हो ह्यूमन बिहेवियरटा फंडामेंटाली भेरी कौन सब्जेक्टिव इन नेचर भेरी कम्प्लेक्स इन नेचर तेणु से आम कौन करवा ना ये आम नेचुरल वर्ल्ड भाया यहाँ को आम कौन कर स्टडी कर तेणु यही सेन्स नेचुरल साइंस कहब तेणु आम ठीक अच्छे किसी परिमाण साइंस फीचर अच्छी से दृष्टिकोण साइंस कह किंतु एटा प्योर साइंस नुहे गोटे माने एटा गोटे कौन एकदम से साइंस नुह अरे आपको गोटे नेचुरल साइंस कहबन बोले किए कहले आंथोनी गिडेन्स तो ये किसी लिख तो कथार तो बर्तमान जहाँ देखुले साइंसटा माने सोशियोलॉजी को नुआ नुआ स्टार्ट है लोक जेहेतु से समय कौन कि देख जमी देख गोटे समय थिला एबे भी आम एत पुराणा हो जाए किसी समय था क्रिकेट भूत पूरा इंडिया को छाई जाता देख सब लोग सब जिन को क्रिकेट तुलना करते क्रिकेट पूरा टॉप रे लोक एग्जाम अधर उठी क्रिकेट खेल देखा पलि आसुले कल क्रिकेट खेल ऑफिस छुट्टी हो जाता ट्यूशन छुट्टी हो जाता क्रिकेट क्रिकेट अच्छे ट्यूशन बंद कर दिखाँ मैंने क्रिकेट एत मात्रा कौन पूरा इंडिया को इंडिया जनमानस को एत मात्रा कौन माने
ଛାଇ ଯାଇଥିଲା ଲୋକ ସବୁ ଜିନିଷକୁ କ୍ରିକେଟ ଦୃଷ୍ଟିକୋଣ କି କଣ କହିଲା ବେଳକୁ ଛକାଟେ ତ ମାରିଦେଲା ଆଉ ଏବେ ବି ଆମେ କହୁଛେ ନା ଆରେ ସିକ୍ସ ମାର୍କି ଆସିଛି ଆଜି ଗୋଟେ କି ଗୋଟେ ଏକ୍ଜାମରେ ବହୁତ ବଢିଆ କରିଦେଲା ଲୋକ ସିକ୍ସ ମାରି ଦେଇଛି ମାନେ ଜିନିଷ କ୍ରିକେଟ ସହିତ ତୁଳନା କରୁଥିଲେ ସବୁବେଳେ ତ ସେଇଭଳିଆ ଯେହେତୁ ନାଇନଟିନ୍ଥ ସେଞ୍ଚୁରୀ ମାନେ 1800 ସମଥିଙ୍ଗ ଏଇ ସମୟରେ ସାଇନ୍ସର ଗୋଟେ ରୁଲିଂ ଥିଲା ଏ ସମୟରେ ସାଇନ୍ସର ନୂଆ ଡିସ୍କଭରିଜ ନୂଆ ଇନଭେନ୍ସନ୍ସ ନୂଆ ଆନାଲିଟିକ ୱେ ଲଜିକାଲ ଥିଙ୍କିଂ କାରଣ ଆଗରୁ ଦୁନିଆ ସବୁ ଅନ୍ଧବିଶ୍ୱାସରେ ଭରପୁର ହେଇକି ଥିଲା ତ ଗ୍ରାଜୁଆଲି ଯେତେ ରାସନାଲ ଥିଙ୍କିଂ ସୋସାଇଟିକି ଆସିଛି ସାଇନ୍ସ ଗୋଟେ ରାସନାଲିଟିକୁ ରିଫ୍ଲେକ୍ଟ କଲା ସୋସାଇଟିରେ ଲଜିକାଲ ଆନାଲିଟିକ ୱେକୁ ସୋସାଇଟିରେ ରିଫ୍ଲେକ୍ଟ କଲା ତ ଲୋକଙ୍କର ପୁରା ଦିଲୋ ଦିମାଗରେ ସାଇନ୍ସ ପୁରା ଭରିକି ଥିଲା ବୁଝିପାରୁଛ ନା ନାଇଁ? କିନ୍ତୁ ସୋସିଓଲୋଜି ସେହି ସମୟରେ ଆବିର୍ଭାବ ହେଲା ବା ସୋସିଓଲୋଜି ନ୍ୟୁ ଡିସିପ୍ଲିନ୍ ପରେ ଆରାଇଜ୍ କଲା ତ ଷ୍ଟାର୍ଟିଂ ଆମେ ଭାବିଲେ ସୋସିଓଲୋଜି ଗୋଟେ ସାଇନ୍ସ ବୁଝିଲେ ନା ତେଣୁ ସୋସିଓଲୋଜି ଗୋଟେ ସାଇନ୍ସ ବୋଲି ଭାବିକି ଯୋଉ ଆପ୍ରୋଚ୍ ଆମେ ଜିନିଷକୁ ଆନାଲିସିସ୍ କରିବା ସେଇଟାକୁ ଆମେ କହିବା ପଜିଟିଭିଷ୍ଟିକ୍ ଆପ୍ରୋଚ୍ ସୋସିଓଲୋଜିରେ ସେଇଟା ହେଲା ପଜିଟିଭିଷ୍ଟିକ୍ ଆପ୍ରୋଚ୍ କିନ୍ତୁ ସୋସିଓଲୋଜିଟା ସାଇନ୍ସ ତ ଠିକ୍ ଅଛି କିନ୍ତୁ ଯେତେବେଳେ ପରବର୍ତ୍ତୀ ମୋମେଣ୍ଟରେ ଆକୁ ଯାଇକି ଡେପ୍ଥରେ ଷ୍ଟଡି କରାହେଲା ଲୋକମାନେ ଜାଣିଲେ ଯେ ଏକ୍ଜାକ୍ଟଲି ସୋସିଓଲୋଜି ଗୋଟେ ସାଇନ୍ସ ନୁହେଁ ସୋସିଓଲୋଜି ଗୋଟେ ସୋସିଆଲ ସାଇନ୍ସ ହେଇପାରେ ଗୋଟେ ନ୍ୟାଚୁରାଲ ସାଇନ୍ସ ନୁହେଁ ସୋସିଓଲୋଜିରେ କିଛିଟା ସାଇଣ୍ଟିଫିକ ଫିଚର ଅଛି ସାଇନ୍ସ ଭଳିଆ କିନ୍ତୁ ଏକଦମ ସେ ସାଇନ୍ସ ନୁହେଁ ତାମାନେ ବର୍ତ୍ତମାନ ଆସିକି ଏଇ ଲେବୁଲରେ ପହଞ୍ଚିଛନ୍ତି ହେଲା ତ ଦେଖିବା ସେଠୁ ଆସିଲେ ଜନ୍ମ ନେଲା ଗୋଟେ ପର୍ସପେକ୍ଟିଭ ଯୋଉଟାକୁ କୁହାଯାଏ ନନ୍ ପଜିଟିଭିଜମ ଆପ୍ରୋଚ୍ ଦେଖ ପ୍ରଥମ ବୋଲି ପଜିଟିଭିଜମ ଆପ୍ରୋଚ୍ ସୋସିଓଲୋଜି ଆଜି ସାଇନ୍ସ ଏଟାକୁ ଆମେ କହିବା ପଜିଟିଭିଷ୍ଟିକ୍ ଆପ୍ରୋଚ୍ ସୋସିଓଲୋଜିରେ ଆର ନାମକରଣ କରାଯାଇଛି ପଜିଟିଭିଷ୍ଟିକ୍ ଆପ୍ରୋଚ୍ ତା ମାନେ ସୋସିଓଲୋଜି ଆଜି ସାଇନ୍ସ ବର୍ତ୍ତମାନ ଆସିଲେ ନନ୍ ପଜିଟିଭିଷ୍ଟିକ୍ ଆପ୍ରୋଚ୍ ତା ମାନେ ଲୋକମାନେ ସୋସିଓଲୋଜିଟା ଏକଦମ ସାଇନ୍ସ ବୋଲି ମାନିବା ପାଇଁ କ'ଣ ରାଜି ହେଲେ ଡେଭିଏସନ୍ ଆସିଲା ତ ଗୋଟେ ଯୋଉ ନ୍ୟୁ ଇଣ୍ଟରପ୍ରିଟେଟିଭ ଗୋଟେ ନ୍ୟୁ ପର୍ସପେକ୍ଟିଭ ଦୁନିଆ ସୋସିଓଲୋଜିକୁ ଆସିଲା ସେଇଟା ହେଲା କ'ଣ ଇଣ୍ଟରପ୍ରିଟେଟିଭ ପର୍ସପେକ୍ଟିଭ ହେଲା ଯୋଉଟାକୁ ମାକ୍ସ ୱେବର ହିଁ କ'ଣ ସେଇଟା କହୁଥିଲେ ହର୍ମ୍ୟୁନେଟିକ୍ସ ଜାଣିଥିବ ଜର୍ମାନ ୱାର୍ଡଟା ହର୍ମ୍ୟୁନେଟିକ୍ସ ମିନ୍ସ ଇଣ୍ଟରପ୍ରିଟେସନ ଇଣ୍ଟରପ୍ରିଟେସନକୁ ହର୍ମ୍ୟୁନେଟିକ୍ସ କୁହାଯାଏ ଜର୍ମାନ ଲାଙ୍ଗୁଏଜରେ ତ ହର୍ମ୍ୟୁନେଟିକ୍ସ ବୁଝିଲା ତ ସୋସିଓଲୋଜି ଆଜ ଇଣ୍ଟରପ୍ରିଟେଟିଭ ଡିସିପ୍ଲିନ ଏଥର ବି ପଡ଼ିଥିଲା ପରୀକ୍ଷାରେ ହେଲା ଏଥର ଯୋଉ ପରୀକ୍ଷା ହେଲା ମେନ୍ ପରୀକ୍ଷା ହେଲା ସେଥିରେ 20 ମାର୍କ ଆସିଥିଲା ଏଥିରେ କ'ଣ ହଉଛି ଦେଖ ଏଥିରେ କ'ଣ ହଉଛି ନା ଦେଖ ଏଗୁଡ଼ାକ ସବୁ ବହୁତ ଇମ୍ପୋର୍ଟାଣ୍ଟ ଜିନିଷ ଆଜି ବହୁତ ପିଲା ଆବସେଣ୍ଟ ଅଛନ୍ତି ଦେଖ ସୋସିଓଲୋଜି ଇଜ୍ ଆନ୍ ଇଣ୍ଟରପ୍ରିଟେଟିଭ ଡିସିପ୍ଲିନର ଉଦ୍ଦେଶ୍ୟ ହେଲା ଏଥିରେ କ'ଣ ନା ଆଗରୁ କ'ଣ ସେମାନଙ୍କୁ ସେ କହୁଥିଲେ ସୋସିଓଲୋଜିଟା ଗୋଟେ କ'ଣ ପୁରା ଗୋଟେ ଡେଫିନେଟ୍ ଆରେଞ୍ଜମେଣ୍ଟ ପୁରା ଷ୍ଟ୍ରକ୍ଚରାଲ ଆରେଞ୍ଜମେଣ୍ଟ ଗୋଟେ ସବୁ ଜିନିଷ ସାଇନ୍ସରେ ଯେମିତି ହେଉଛି ଫିଜିକ୍ସରେ ସାଇନ୍ସରେ ଯେମିତି ହେଉଛି ସୋସିଓଲୋଜି ସେମିତି ହେଉଛି ସାଇନ୍ସର ଯେଉଁ ମେଥଡ଼ ୟୁଜ୍ କରିବା ସେଠି ବି ସେ ମେଥଡ଼ ୟୁଜ୍ କରିକି ଆନାଲିସିସ୍ କରିବା ତ କାଫି ସାଇନ୍ସ ପୁରା କ'ଣ ସାଇନ୍ସ ପୁରା ସୋସିଓଲୋଜି ଗୋଟେ ସାଇନ୍ସ ସବଜେକ୍ଟ ବୋଲି ଗୋଟେ ଧାରଣା ଥିଲା ଯୋଉଟାକୁ ପଜିଟିଭିଷ୍ଟିକ୍ ଆପ୍ରୋଚ୍ ବୋଲି କୁହାଗଲା କିନ୍ତୁ ପରେ ପରେ ଲୋକ କ'ଣ ଭାବିଲେ ଦେଖ ଲୋକ ଭାବିଲେ ଯେ ସୋସିଆଲ ଲାଇଫ୍ ଇଜ୍ କନଷ୍ଟିଟ୍ୟୁଟେଡ୍ ବାଇ ସୋସିଆଲ ଆକ୍ସନ୍ ହେଲା ଆମ ସମସ୍ତଙ୍କର କିଛି ନା କିଛି ସୋସିଆଲ ଆକ୍ସନ୍ ଅଛି ଯାହା ଆମେ ଦୈନନ୍ଦିନ ଜୀବନରେ ବିଭିନ୍ନ କାମ ସବୁ କରୁଛେ ସବୁ ଆକ୍ସନ୍ ହେଲା ଆମେ ଭାତ ଖାଇବାଠୁ ଆରମ୍ଭ କରିକି ମୁହଁ ଧୋଇବାଠୁ ଆରମ୍ଭ କରିକି ଯିବା ବିଭିନ୍ନ କାମ କରିବା ଅଫିସରେ ଯାଇ କାମ କରିବା ଘରେ କାମ କରିବା ଯାହା ବି ଯେଉଁ କାମ ଯେଉଁ ଆକ୍ଟିଭିଟି ଆମେ କରୁଛନ୍ତି ଅଲ୍ ଦର ସୋସିଆଲ ଆକ୍ସନ୍ସ ହୁଅନ୍ତି ହେଲା ତାପରେ ସେ କହିଲେ ଯେଉଁ ସୋସିଆଲ ଆକ୍ସନ୍ କରୁଛେ ଦିଜ୍ ଆକ୍ସନ୍ସ ଆର୍ ମିନିଙ୍ଗଫୁଲ୍ ଏମିତି ନୁହଁ ଯେ ଆମେ ଫାଲତୁରେ ଜିନିଷ କିଛି କରୁଛେ ଆମେ ଟିଭି ଦେଖୁଛେ ଫର୍ ଏଣ୍ଟରଟେନମେଣ୍ଟ କାହା ସହିତ ଗପ ଫୋନରେ କଥା ହେଉଛେ ତ କିଛିଟା ଗୋଟେ ଇମୋସନକୁ ସେୟାର କରୁଛେ କି ବୁଲିବା ପାଇଁ ଯାଇଛେ ଫର୍ ରିଫ୍ରେଶମେଣ୍ଟ କି ବ୍ୟାୟାମ କରୁଛେ ଫର୍ ଫିଟନେସ୍ କୁକିଂ କରୁଛେ ଫର୍ ଫୁଡ୍ ଖାଦ୍ୟ ବି ତ ଖାଇବାର ଅଛି କିଛି ବି କରୁଛେ ଦୋଜ୍ ଆକ୍ସନ୍ସ ଆର୍ ମିନିଙ୍ଗଫୁଲ୍ ଆକ୍ସନ୍ସ ତା ମାନେ ଆମେ କିଛିଟା ମିନିଙ୍ଗଫୁଲ୍ ଆକ୍ସନ୍ କରୁଛେ ସମସ୍ତେ ପ୍ରଥମ କଥା ହେଲା ସେଇଟା ସେ କହିଲେ ଯେତେ ସୋସିଆଲ ଆକ୍ଟର ଅଛି ଆମେ ସମସ୍ତେ ଗୋଟେ ସୋସିଆଲ ଆକ୍ଟର ସୋସାଇଟି ବା ସୋସିଆଲ ୱାର୍ଲଡରେ ଆମେ ଯେତେ ସବୁ ଲୋକ ରହିଛନ୍ତି ନା ସମସ୍ତେ ଆମେ ଜଣେ ଜଣେ ସୋସିଆଲ ଆକ୍ଟର ଆଉ ସବୁ ସୋସିଆଲ ଆକ୍ଟର କ'ଣ ନା କିଛିଟା ମିନିଙ୍ଗଫୁଲ୍ କାମ କରୁଛନ୍ତି ସମସ୍ତେ କେହି ନା କେହି ସମସ୍ତେ କିଛିଟା ମିନିଙ୍ଗଫୁଲ୍ କାମ କରୁଛନ୍ତି ଏଇଟା ହେଲା ପ୍ରଥମ କଥା ତାପରେ ହେଲା ଆମେ ଯେଉଁ କାମ କରୁଛନ୍ତି ହେଲା ସେଥିରେ ଦିଟା କଥା ଅଛି ଗୋଟା ହେଲା କାମର ଟେକ୍ସଟ ଆଉ ଗୋଟେ ହେଲା ତାର କଣ୍ଟେକ୍ସଟ ଭାରି ଭଲରେ ବୁଝ ଗୋଟେ ହେଲା କାମର ଟେକ୍ସଟ ଆଉ ଗୋଟେ ହେଲା ସେଇ କାମର ବା ସେଇ ଆମେ ଯେଉଁ ଆକ୍ଟିଭିଟିସଟା କରୁଛନ୍ତି ତାର ଟେକ୍ସଟ ଗୋଟେ ତାର କଣ୍ଟେକ୍ସଟ ଗୋଟେ ବୁଝିହେଲା କହିବାର ମାନେ ହେଲା ମନେକର ଆମେ ଯାଉଛନ୍ତି ରାସ୍ତାରେ ହେଲା ରାସ୍ତାରେ ଗଲା ବେଳକୁ ଆମେ ଦେଖିଲେ କିଛି କିଛି ଲୋକ
କିଛି ଲୋକ କଣ କରୁଛନ୍ତି ନା କିଛି ଲୋକ କଣ କରୁଛନ୍ତି ନା ସିନେମା ଘର ଗୋଟେ ଅଛି ବାହାରେ ଛିଡା ହେଇଛନ୍ତି ଧାଡି ଲଗେଇଛନ୍ତି ତା ମାନେ କଣ ସିନେମା ଘର ଅଛି ବାହାରେ ଗୋଟେ ଧାଡି ଲମ୍ବେଇଛନ୍ତି ତାର ଟେକ୍ସଟ କଣ ସେ ସବୁ ଲୋକ ମୁଭି ଦେଖିବା ପାଇଁ ଚାହୁଁଛନ୍ତି ଗୋଟେ ପର୍ଟିକୁଲାର ଫିଲ୍ମ ଦେଖିବା ପାଇଁ ଯାଉଛନ୍ତି ଦ୍ୟାଟ୍ ଦ ଟେକ୍ସଟ ଅଫ ଦ୍ୟାଟ୍ ଇନସିଡେଣ୍ଟ ତାର କଣ୍ଟେକ୍ସଟ କଣ ତ ସମସ୍ତେ ଗୋଟେ ପର୍ଟିକୁଲାର ଡିସିପ୍ଲିନ ହେଇକି ଛିଡା ହେଇଛନ୍ତି ତାଙ୍କ ଭିତରେ କୌଣସି ମାନେ ରାଣ୍ଡମନେସ୍ ନାହିଁ ଡିସିପ୍ଲିନ ହିସାବରେ ଗୋଟେ ପର୍ଟିକୁଲାର ଡିସିପ୍ଲିନ ଆକ୍ସନ ମାନେ ନିୟମକୁ ଫଲୋ କରିକି ସେମାନେ ଗୋଟେ କ୍ୟୁ ବନେଇକି ଛିଡା ହେଇଛନ୍ତି ଜଣେ ଯିବେ ତ ସବୁବେଳେ ଯେକୌଣସି ଇନସିଡେଣ୍ଟ ହଉଛି ନା ଯେକୌଣସି ଇନସିଡେଣ୍ଟ ହଉଛି ତାର ଗୋଟେ ଟେକ୍ସଟ ଅଛି ଗୋଟେ କଣ୍ଟେକ୍ସଟ ଅଛି ଟେକ୍ସଟଟା କଣ ମାନେ ଜିନିଷଟା କଣ ହଉଛି ଆଉ କୋଉ କଣ୍ଟେକ୍ସଟରେ ହଉଛି ବୁଝୁଛ ନାଇଁ ତାକୁ ବୁଝିବା ବହୁତ ଆବଶ୍ୟକତା ରହିଛି ପ୍ରତି ସୋସିଆଲ ଆକ୍ସନର ଆମେ ଯାହା ଯାହା କରୁଛନ୍ତି ତାର ଗୋଟେ ଟେକ୍ସଟ ଅଛି ତାର ଗୋଟେ କଣ୍ଟେକ୍ସଟ ଅଛି ଆମେ ରୋଷେଇ କରୁଛନ୍ତି ମନେକର ଯାଇକି ଯେଟା ଫୁଡ ପ୍ରିପାରେସନ କରୁଛନ୍ତି ଫୁଡ ପ୍ରିପେୟାର କରିବା ଦ୍ୟାଟ ଦ ଟେକ୍ସଟ ତାର କଣ୍ଟେକ୍ସଟ କଣ ଆମେ ଖାଇବା ନହେଲେ ନିଡ ଟୁ ଫୁଲଫିଲ ଆୱାର କଣ ଆମ ହଙ୍ଗରକୁ ଫୁଲଫିଲ କରିବା ଦରକାର ଅଛି ନା କେମିତି ହବ ତାହେଲେ ଦ୍ୟାଟ୍ ଇଜ ଦ କଣ୍ଟେକ୍ସଟ ସେଇ କଣ୍ଟେକ୍ସଟରେ ତିଆରି ହଉଛି ଫୁଡ ବୁଝିପାରୁଛ ନା ନାଇଁ ତେଣୁ ସବୁ ଜିନିଷର ଯେତେ ସୋସିଆଲ ଆକ୍ସନ ଆମେ କରୁଛନ୍ତି ସବୁଥର ଗୋଟେ ଗୋଟେ ଟେକ୍ସଟ ଅଛି ଆଉ ତାର କଣ୍ଟେକ୍ସଟ ଅଛି ତାର କହିବାର ଉଦ୍ଦେଶ୍ୟ ହେଲା ସେଇଟା ସେ କହିଲେ ଯେ ଆଙ୍କ ଭିତରେ ଯଦି କିଛି ଭ୍ୟାରିଏବିଲିଟି ଅଛି ହେଲା ଆମକୁ ତାକୁ ବୁଝିବା ପାଇଁ ହେଲେ ୱି ନିଡ୍ ପ୍ରପର ତାଙ୍କ ଭିତରେ କଣ ଅଛି କିଛି ଏକ୍ଜାକ୍ଟ ମ୍ୟାଚ୍ କରୁଛି କିଛି ଭ୍ୟାରିଏବିଲିଟି ଅଛି କି କଣ ଅଛି ତାକୁ ବୁଝିବା ପାଇଁ ନା ଯୋଉ ଟେକ୍ସଟ ଆଉ କଣ୍ଟେକ୍ସଟ ଠିକ ସେ ବୁଝିବା ପାଇଁ ହେଲେ ୱି ନିଡ୍ ଇଣ୍ଟରପ୍ରିଟେସନ ଅଫ ଦ୍ୟାଟ୍ ମିନିଙ୍ଗଫୁଲ ସୋସିଆଲ ଆକ୍ସନ ବୁଝିହେଲା ତେଣୁ ଇଏ କହିଲେ ଯେ ଯେକୌଣସି ସୋସିଆଲ ଇଭେଣ୍ଟ ଗୋଟେ ଘଟୁଛି ସେଇଟା ହେଉଛି ଗୋଟେ ମିନିଙ୍ଗଫୁଲ ସୋସିଆଲ ଆକ୍ସନ ତେଣୁ ସେଇ ମିନିଙ୍ଗଫୁଲ ସୋସିଆଲ ଆକ୍ସନକୁ ତାର ଭିତରେ କଣ୍ଟେକ୍ସଟ ଆଉ ଟେକ୍ସଟ ଆଉ କଣ୍ଟେକ୍ସଟକୁ ଠିକ୍ ସେ ବୁଝିବାକୁ ହେଲେ ୱି ନିଡ୍ ଇଣ୍ଟରପ୍ରିଟେସନ ବୁଝିହେଲା ୱି ନିଡ୍ ଇଣ୍ଟରପ୍ରିଟେସନ ତାପରେ କଥା ହେଲା ତାପରେ କଥା ହେଲା ଯେ ଯୋଉ ଇଣ୍ଟରପ୍ରିଟେସନ ଯୋଉ ଆମେ ଯୋଉ କନସେପ୍ଟ ଆସିଲା ବର୍ତ୍ତମାନ ନୂଆ ପର୍ସପେକ୍ଟିଭ ଗୋଟେ ସୋସିଓଲୋଜିରେ ଏଣ୍ଟ୍ରି ମାରିଲା ଯେ ଇଣ୍ଟରପ୍ରିଟେଟିଭ ପର୍ସପେକ୍ଟିଭ ତାମାନେ ସବୁ ସେ କହିଲେ ଏଇଟା ହଉଛି ଏଇଟା ଆର କିଏ ଏଇ କଥାଟା ପ୍ରଥମେ କିଏ କହିବା ଷ୍ଟାର୍ଟ କରିଥିଲେ ମାର୍କସ ୱେବରଙ୍କୁ ଆମେ ଜାଣିଛନ୍ତି କହିଥିଲେ ତାଙ୍କ ପୂର୍ବରୁ କିନ୍ତୁ ୱିଲିୟମ ଡେଲଥି କଣ ଜର୍ଜ ସିମେଲ ଏମାନେ ସବୁ ବଡ଼ ବଡ଼ ସୋସିଓଲୋଜିଷ୍ଟ ଅଛନ୍ତି ଯିଏ ଏଇଥିରୁ ସେ କାଫି ଇନ୍ସପାୟାର ହେଇକି ଏଭଳିଆ କଥା କହିବା ଷ୍ଟାର୍ଟ କରିଥିଲେ କିଏ ସେ ମାର୍କସ ୱେବର ହେଲା ତେଣୁ ସେ କହିବା କଥା ଯେ ମନେକର ଯୋଉ ଏଇ ଯୋଉ ଇଣ୍ଟରପ୍ରିଟେସନର ପର୍ସପେକ୍ଟିଭ ସୋସିଓଲୋଜିକୁ ଏଣ୍ଟ୍ରି ମାରିଲା ଏଇଟା ହେବା ଦ୍ୱାରା କ'ଣ ହେଲା ଯେ ହ୍ୟୁମାନ ବିହେଭିଅରଟା ବା ହ୍ୟୁମାନ ଆଫେୟାର୍ସଟା ଗୋଟେ ସେଟ୍ ଅଫ୍ ରୁଲ୍ସ ଦ୍ୱାରା ପରିଚାଳିତ ହେଉଛି ବୋଲି ସେମାନେ ମାନିବାକୁ ରାଜି ହେଲେଣି ବର୍ତ୍ତମାନ ଯୋଉଟାକି ପଜିଟିଭିଷ୍ଟ ଆପ୍ରୋଚର ଲୋକମାନେ କହୁଥିଲେ ପଜିଟିଭିଷ୍ଟ ଆପ୍ରୋଚର ଲୋକମାନେ କହୁଥିଲେ ନା ଡରଖାଇମ୍ କ'ଣ କହୁଥିଲେ ସୋସିଆଲ ଫ୍ୟାକ୍ଟ କଥା କହୁଥିଲେ ସୋସିଆଲ ଫ୍ୟାକ୍ଟରେ କ'ଣ କୁହାହେଉଥିଲା ଯେ ସୋସାଇଟିକୁ ଫଙ୍କସନାଲ ହେବାର ଅଛି ସେଥିପାଇଁ ଏଇସବୁ ଜିନିଷ ଗୁଡ଼ାକ ହେଉଛି ସୋସାଇଟିକୁ ଫଙ୍କସନାଲ ହେବାର ଅଛି ସେଥିପାଇଁ ତାମାନେ ସୋସାଇଟିର ଯେଉଁ ରୁଲ୍ସ ନିୟମ କାନୁନ ସବୁ ବନା ହେଇକି ଅଛି ଆମେ ସେ ଅନୁସାରେ କାମ କରୁଛେ ତାକୁ ଜଷ୍ଟ ଗୋଟେ ମାନେ ସ୍କ୍ରିପ୍ଟ ପଢ଼ିଲା ଭଳିଆ ପଢ଼ିକି କାମ କରୁଛେ ସେଇଟାକୁ ଇଣ୍ଟରପ୍ରିଟେସନର ପର୍ସପେକ୍ଟିଭରେ ସୋସିଓଲୋଜିଷ୍ଟ ମାନେ ମାନିବାକୁ ମନା କଲେ ମାନିବାକୁ ରାଜି ହେଲେନି କହିଲେ ସେମିତି କିଛି ନାହିଁ ଇଣ୍ଟରପ୍ରିଟେସନ ଦରକାର ଯେ ମଣିଷର ଆଫେୟାର୍ସ ଗୁଡ଼ାକ ହ୍ୟୁମାନ ଆଫେୟାର୍ସ ଭଳି ଗୋଟେ ସେଟ୍ ଅଫ୍ ରୁଲ୍ସ ମାଧ୍ୟମରେ ଯେ ପରିଚାଳିତ ହେଉଛି ସେମିତି ନୁହେଁ ଇଟ୍ ନିଡ୍ସ ପ୍ରପର ଇଣ୍ଟରପ୍ରିଟେସନ ଫର ଅଣ୍ଡରଷ୍ଟାଣ୍ଡିଂ ତା ଭିତରେ କ'ଣ ହେଉଛି ତାର ଟେକ୍ସଟ ଆଉ କଣ୍ଟେକ୍ସଟର କ'ଣ ଅଛି ତାକୁ ବୁଝିବା ପାଇଁ ପରଫେକ୍ଟ ହେଲେ ୱି ନିଡ୍ ପ୍ରପର ଇଣ୍ଟରପ୍ରିଟେସନ ସେମିତି କିଛି ଫିକ୍ସ ରୁଲ୍ ଆଉ ନିୟମ ଅନୁସାରେ ସମାଜ ଚାଲୁନି ବା ହ୍ୟୁମାନ ଆଫେୟାର୍ସ ଗୁଡ଼ା କଣ୍ଡକ୍ଟ ହେଉନି ଇଏ କହିବା କଥା ଷ୍ଟାର୍ଟ ହେଲା ତେଣୁ ଏଇ କଥା କହିବାକୁ ଯାଇକି ଜଣେ ଜଣେ ସୋସିଓଲୋଜିଷ୍ଟ ଥିଲେ ତାଙ୍କ ନାମ ୱିଲହେଲ୍ମ ୱିଣ୍ଡେଲ ବ୍ୟାଣ୍ଡ ଦି ଜଣ ୱିଲିୟମ ଡେଲଥି ଆଉ ୱିଲିୟମ ୱେଣ୍ଡେଲ ବ୍ୟାଣ୍ଡ ୱିଲିୟମ ୱେଣ୍ଡେଲ ବ୍ୟାଣ୍ଡ ମୁଁ ସବୁ ଲେଖିଦେଇଛି ଦେଖ ଏଇଟା ଟିକେ ମୁଁ କହୁଛି ସୋସିଓଲୋଜିକୁ ବହୁତ ପିଲା ଏଇଠି ଯେଉଁମାନଙ୍କର ପେସେନ୍ସ ନାହିଁ କ'ଣ କହିବି ସେମାନଙ୍କୁ ଆଉ ହେଲା ବହୁତ ପେସେନ୍ସର ସହିତ ବୁଝି ବୁଝି ପଢ଼ିବ ଯଦି ନା ମଜା ଆସିବ ସୋସିଓଲୋଜି ହେଲା ତେଣୁ ପଢ଼ିବାକୁ ପଡ଼ିବ ଏଭଳିଆ ଭାଇ ହାପାଜାଡ଼ ହେଇକି ଏମିତି ଟିକେ ଅଧେ ଏଗୁଡ଼ା ନୁହେଁ ବହୁତ ପେସେନ୍ସର ସହିତ ଆରାମସେ ପଢ଼ି ପଢ଼ି ବୁଝିବାକୁ ପଡ଼ିବ ଦେଖ ୱିଲିୟମ ୱେଣ୍ଡେଲ ବ୍ୟାଣ୍ଡ ଏଇଟା ମୁଁ ତା ନାଁ ସବୁ ଲେଖିଛି ପିଡିଏଫ୍ରେ ଲେଖା ହେଇଛି କିଛି ଟେନସନ୍ ନେବାର ନାହିଁ ୱିଲିୟମ ୱେଣ୍ଡେଲ ବ୍ୟାଣ୍ଡ ହେଉଛି କ'ଣ ନା ସେ କହିଲେ ଯେଉଁ ନମୋଥେଟିକ୍ ଗୋଲ୍ସ ଅଫ୍ ନ୍ୟାଚୁରାଲ ସାଇନ୍ସ ଆଉ ଆଇଡିଓଗ୍ରାଫିକ୍ ଗୋଲ୍ସ ଅଫ୍ ସୋସିଆଲ ସାଇନ୍ସ ବୁଝିଲେ ନା ସୋସିଆଲ ସାଇନ୍ସ ଆଇଡିଓଗ୍ରାଫିକ୍
କାରଣ ଏଠି ଇଣ୍ଡିଭିଜୁଆଲ ସ୍ପେସିଫିକ୍ ଇଣ୍ଡିଭିଜୁଆଲ ବିହେଭିଅର ଉପରେ ଏଗୁଡ଼ା ସବୁ ଆମେ ଫୋକସ୍ କରୁଛେ। ସୋସିଆଲ ସାଇନ୍ସ ନ୍ୟାଚୁରାଲ ସାଇନ୍ସ ଲ ରୁଲ୍ସ ଏ ଉପରେ ହେଉଛି ନା, ତେଣୁ ନମୋଥେଟିକ୍ସ ସୋସିଆଲ ସାଇନ୍ସ କୁହାଉଛି, ଏଠି ଆଇଡିଓଗ୍ରାଫି କୁହାଉଛି। ତେଣୁ ଆଙ୍କ ଦୁଇ ଭିତରେ ଡିଷ୍ଟିଂସନ୍ କରିବା ଷ୍ଟାର୍ଟ କଲେ କିଏ ସେ ୱିଲିୟମ୍ ମେଣ୍ଡେଲବ୍ୟାଣ୍ଡ। ତାପରେ ସବୁ ୱିଲିୟମ୍ ଡିଲ୍ଥି ସେ କହିଲେ ଯେ ये जो कहले टेक्स्ट आउ कंटेक्स्ट कथा ये कहले ये पॉजिटिविस्ट अप्रोच को कौन कले ये अपोज करिया स्टार्ट कले विलियम डिल्थी। तेणु एमान द्वारा ये जो विलियम डिल्थी आउ जन नाम लिखी नहीं जॉर्ज सिमेल है तो सी भी एम कथा अनुप्राणित होगी मैक्स वेबर कौन कले सोशियोलॉजी डिफाइन कले जे कौन ना सोशियोलॉजी हूँ कौन ना द एक्सप्लेनेशन ऑफ सोशल एक्शन। हम तो पढ़ी मैक्स वेबर को पढ़ी सोशल एक्शन द सब्जेक्ट मैटर ऑफ सोशियोलॉजी बोली से कहते मैक्स वेबर। तो मैक्स वेबर कह स्टार्ट कले सोशियोलॉजी एज द एक्सप्लेनेशन ऑफ सोशल एक्शन ऑफ द मीनिंगफुल सोशल एक्शन को एक्सप्लेन करवा केमती एक्सप्लेन कर इंटरप्रिटेशन माध्यम इंटरप्रिटेशन करी एक्सप्लेन करवा हूँ सोशियोलॉजी। मैक्स वेबर कहले जे सोशल जो मीनिंगफुल सोशल एक्शन अच्छी ताकू एक्सप्लेन करवा हूँ सोशियोलॉजी। बुझेगा तापर आउ गोटे कहले माने एथर विभिन्न एग्जांपल देकी से हम कहिसंदी। तापर आउ गोटे कथा से कह कहले जे हम जो ये जो इंटरप्रिटेटिव पर्सपेक्टिव बा जो हम कहे जो जर्मन वर्ड होची हर्म्यूनेटिक्स HERMENEUTIC हर्म्यूनेटिक माने इंटरप्रिटेशन। तो हर्म्यूनेटिक्स रो जो प्रॉब्लम्स कोन हला ना एथरे ना जो माने जो जो माने जो इंटरप्रिटेशन हबो हर्म्यूनेटिक्स रो प्रॉब्लम हैला जो इंटरप्रिटेशन हबो हला कहार इंटरप्रिटेशन हबो मीनिंगफुल सोशल एक्शन। मीनिंगफुल सोशल एक्शन भितर कौन अच्छी टेक्स्ट अच्छी और कॉन्टेक्स्ट अच्छी तेणु तार इंटरप्रिटेशन हम। तेणु कहबार उद्देश्य है जो इंटरप्रिटेशन कथा कहूँ मीनिंगफुल सोशल एक्शन आउ से इंटरप्रिटेशन जो जार इंटरप्रिटेशन हम से सोशल एक्शन भीतर ही अच्छी दैट द टेक्स्ट आउ कॉन्टेक्स्ट से सोशल एक्शन भीतर ही निहित अच्छी है। आउ तेणु आमको जो एविडेंस है अवेलेबल है माने इंटरप्रिटेशन को एक्सेस करिवार दैट इज इंटीरियर टू द टेक्स्ट इटसेल्फ। बुझे ना एटा आहुरी माने सोशियोलॉजी को आम जब सोशियोलॉजी को टिके ओवरऑल सेंस रे बुझिबा तो टिके टिके इजी लागुची। सोशियोलॉजी को भीतर को पसिबा ना डेप्थ को पसिबा मु एते डेप्थ को जीवा को चाहूनी कारण जे एटा जेहेतु आम सिलेबस रे लिखा हिची सोशियोलॉजी एज एन इंटरप्रिटेटिव डिसिप्लिन तब ठीक भाव बुझी जीवा दरकार। आकु तुम जब 5% बुझीज ना तुम कम हो 5% बुझिले कम हो भर बहुत जिनस अच्छे जिते खोलुवा से बाहर जिते खोलुवा से बाहर आम 5-6% बुझीगला जिन कौन लिखाई आम कम हो परीक्षा से कह कथा तेणु यही कथा है तेणु आउ गोटे प्रोब्लेम हो आम जो इंटरप्रिटेशन करवा कहार से मीनिंगफुल सोशल एक्शन इंटरप्रिटेशन करवा आ भीतर जो टेक्स्ट आ कॉन्टेक्स्ट अच्छे तार तो इंटरप्रिटेशन हम कि टेक्स्ट आ कॉन्टेक्स्ट ता भीतर अच्छी ना इंटरप्रिटेशन माने सोशल एक्शन भीतर अच्छी। तेणु से कह कथा जो आमर मनकर आम इंटरप्रिटेशन कहीं अंडरस्टैंडिंग जिनस को ठीक से बुझा सिचुएशन बा सोशल एक्शन को ठीक से बुझापी हेल्ले वी नीड इंटरप्रिटेशन है बुझाटा को बुझार जर्मान वर्ड है भर्स्टेहेन बेले बेले पढ़ुची माने भर्स्टेहेन कौन 10-20 मार्क पड़ जाए यहाँ मैंने इंटरप्रिटेटिव पर्सपेक्टिव कथा पचार है बेले बेले पचारुची जे हर्म्यूनेटिक्स कौन आ बेले बेले पचारुची भर्स्टेहेन कौन। देख भर्स्टेहेन माने है अंडरस्टैंडिंग जोटा कि जर्मान वर्ड हूँ भर्स्टेहेन ता माने VERSTEHEN भर्स्टेहेन। तो से कहूँ जे मनकर आम जो आम मेन उद्देश्य हूँ भर्स्टेहेन बुझा कौन कर इंटरप्रिटेशन करके कहार मीनिंगफुल सोशल एक्शन। मीनिंगफुल सोशल एक्शन भीतर कौन अच्छे टेक्स्ट अच्छे और कॉन्टेक्स्ट अच्छे तार प्रॉपर इंटरप्रिटेशन हम फॉर अंडरस्टैंडिंग ऑफ द सोशल इवेंट। यहाँ हूँ सब्जेक्ट मैटर ऑफ सोशियोलॉजी बोली किए कहले मार्क्स वेबर कहले। तो अंडरस्टैंडिंग दरकार कि ये कहूँ जे जे ये गोटे कज इफेक्ट एनालिसिस आगु कौन आगु आम जो कहते कज इफेक्ट एनालिसिस या कले या हम या कले या हम ये कारण कले कन्सिक्वेन्सेस या गोटे कज इफेक्ट एनालिसिस टाइप चलता
जोटा कि इवन साइंस रे लोक मैंने फॉलो करते से गोटे साइंटिफिक गोटे साइंस गोटे फीचर एटा होपारे से साइंस गोटे फीचर एटा भी सोशियोलॉजी थिला बोली एयरली सोशियोलॉजिस्ट मैंने परिकल्पना कले पॉजिटिविस्ट अप्रोच कज इफेक्ट एनालिसिस कर सोशल इवेंट रो ये कहले जे ये क्षेत्र में एठी कौन हम ना अंडरस्टैंडिंग टा यदि आम यदि कौन जिन कज इफेक्ट एनालिसिस के जाऊँगी तो ये कौन हो अंडरस्टैंडिंग इज बिकमिंग इनकनसिस्टेंट कौन पाई कि देख से कहले दीटांग अप्रोच कम्प्लीमेंटारी हो पाए कि एकदम से कज इफेक्ट एनालिसिस हेनी कौन पाई कि मानकर मानकर कौन गोटे सोशल एक्शन जो मीनिंगफुल है मे भी एटा इंटेंशनल हो पाए ये सोशल एक्शन जहाँ मे भी इंटेंशनल हो पाए आउ एटा भी सत जे सेटा गोटे लार्जर कज है कि गोटे लार्जर सोशल आउटकम भी हो पाए बेले बेले कौन हो जो कज इफेक्ट एनालिसिस कथा हम कहते जिते सब जो सोशल एक्शन गुड़ाक सब जे कज इफेक्ट एनालिसिस बेसिस होमती किसी ना मनकर आम गोटे कम कर बेले बेले आम इंटेंशनल आम जिन कर आम इच्छा ना भी आम जानी शुणी कम कर बिकज दैट इज गोटे ग्रेटर ये मनकर देख मनकर आम सोशल फाइनेंशियल कंडीशन भल ना यही समय आमको जॉब छाड़ा कथा नुह कि आम जॉब छाड़ी दौन कारण फ्यूचर आम कुछ गोटे बड़ आम देखुं कंडीशन ठीक अच्छे मो पाखे एज फेज अच्छी सब अच्छी अल्प बयस हो मत 22-23 वर्ष 24 वर्ष हो तो मुझे गोटे आ गोटे बड़ धरण आचिवमेंट करें जदि तुम बर्तमान सिचुएसन सेमती किसी ना कि तुम लार्जर केस पे छाड़ तुम ये सोशल एक्शनटा ये कन्सिक्वेन्स डिपेंड करके हो कारण तुम जानी जब तुम चाकरी छाड़देव तो कन्सिक्वेन्स भेरी प्रोब्लेमेटिक होती आम फैमिली मन कहीं अर्निंग मेंबर ना मुझे ओनली जॉब होल्डर गोटे कि ओनली माने कौन अर्निंग मेंबर मुझे फैमिली मुझे गोटे मत 22 वर्ष हो 23 वर्ष हो मन तो मुझे गोटे लार्जर इंटरेस्ट मुझे देखुची मोर आहरी मोर बहुत समय पड़ी तो मोर लार्जर फ्यूचर गोटे बर्तमान जॉब छाड़देली जॉब छाड़देली मुझे जानी जॉब छाड़े कन्सिक्वेन्सेस कौन हो भेरी ड्रास्टिक कंडीशन क्रिएट हो मो फैमिली में कि तथापि मुझे छाड़ी दूसरी कौन गोटे लार्जर जिनस को लार्जर आउटकम को वेट करके से जिन से सोशल एक्शन नौ तार जो मीनिंगटा अच्छी सहीटा तो सब बेले कज इफेक्ट एनालिसिस रे होनी माने सोशल एक्शनटा आम छाड़े कौन प्रोब्लेम्स हम ताकू बेस करके आम सोशल एक्शन करूनी बेले बेले अलग दृष्टिकोण को लेकिन भी हो तेणु इंटरप्रिटेशन इज भेरी मच इंपोर्टाट होबार कथा मान कहवा कथा इंटरप्रिटेशन इज भेरी मच निडेड है ना तेणु तापर यहाँ गोटे कथा है किंतु आहुर भी माने इंटरप्रिटेशन कथा आसिला आम बर्तमान इंटरप्रिटेशन पर्सपेक्टिव आम या जानिले जे इंटरप्रिटेशन पर्सपेक्टिव कौन कहूँ जे एकदम से सोशियोलॉजी साइंस नुहे बोली भी माने भी कहूना ये कहवा कथा जे एकदम से साइंस नुह आम जो मैक्स वेबर कह जाए जे सोशियोलॉजी जो इवेंट्स गुड़ाक कौन हो ना इट द कौन माने जे जेकोसी जो सब्जेक्टिविटीटा सब जिन ये कहवा कथा जे सब जहाँ भी जहाँ घटना घटुची सब गुड़ा गोटे गोटे सोशल एक्शन और से सोशल एक्शन मीनिंग निहित अच्छी गोटे मीनिंगफुल सोशल एक्शन ता भर टेक्स्ट कंटेक्स्ट बोथ अच्छी तेणु ता भर टेक्स्ट कंटेक्स्ट को बुझा बा इंटरप्रिटेशन दरकार अंडरस्टैंड करने परफेक्टली से अनुसार हम एकदम से पॉजिटिविज्म नुह एकदम से पॉजिटिविज्म नुह तापर आउ गोटे मैक्स वेबर कहले जे जदिबा सोशियोलॉजीटा गोटे सोशल साइंस नुहे सॉरी गोटे कौन एकदम से साइंस नुहे बा गोटे नेचुरल साइंस नुहे तो आका काफी कौन सोशल साइंस काफी फीचर्स अच्छी आ सहित बुझे ना तार से एग्जांपल को जाइए दवा जाइए हाइजेनबर्ग अनसर्टेनिटी प्रिंसिपल कथा कहते से कथा भर ये कहते जे एमती एमती हो कहया कथा नेचुरल साइंस भी सब्जेक्टिविटी अच्छी से कहया कथा नेचुरल साइंस भी सब्जेक्टिविटी अच्छी तो एथरे भी सब्जेक्टिविटी रहा बुझे से तो भी सब्जेक्टिविटी अच्छी नेचुरल साइंस रे तेणु आपको जब एकदम से साइंस बोली मना करवा सेमती नुह कि एकदम से साइंस भी कही हेबनी कारण काफी प्रोब्लेम्स अच्छी माने काफी ये जिनस रही माने यही टाइप जो इंटरप्रिटेटिव पर्सपेक्टिव जो मैंने सोशियोलॉजिस्ट से कहवा नॉन पॉजिटिविज्म अप्रोच सोशियोलॉजिस्ट सब तीन टा कथा मन रख गोटे हूँ पॉजिटिविज्म अप्रोच गोटे नॉन पॉजिटिविज्म अप्रोच और एंटी पॉजिटिविज्म अप्रोच पॉजिटिविज्म अप्रोच है जो मैंने भाविले सोशियोलॉजी गोटे साइंस बोली इंटरप्रिटेटिव आम जोटा नॉन पॉजिटिविज्म अप्रोच जोटा जो मैंने भाविले सोशियोलॉजी गोटे इंटरप्रिटेशन ऑफ सोशल एक्शन ना हम एकदम से साइंस बोली मानिले ना एकदम से मना कले ये मझी मझिया गोटे कौन गोटे ब्रिज टाइप काम कले मैंने
ଏଇଭଳିଆ ସୋସିଓଲୋଜିଷ୍ଟ କିଏ? ମାର୍କ୍ସ ୱେବର, ଆନ୍ଥୋନି ଗିଡେନ୍ସ, ମନେକର ୱିଲିୟମ ଡିଲଥି, ତାପରେ ୱିଲହେଲ୍ମ ଡିଲଥିଙ୍କ ପରେ ଆମର ରହିଲେ କିଏ ସେ ଆଉ ଜଣେ ହେଲେ କିଏ ୱିଲିୟମ ୱିଣ୍ଡେଲ ବ୍ୟାଣ୍ଡ ସବୁ ମନେ ରଖିବ ଟିକେ ଟିକେ, ଏମାନେ ସବୁ ଜର୍ଜ ସିମେଲ, ଏମାନେ ସବୁ ହେଲା। ଏସବୁ ଜିନିଷ ଏମିତି ସବୁ ଏଇଭଳିଆ ଆର୍ଗୁମେଣ୍ଟ କରିବା ଷ୍ଟାର୍ଟ କଲେ। ତ ବର୍ତ୍ତମାନ ଆମେ ପହଞ୍ଚିଗଲେ ବର୍ତ୍ତମାନ ସୁଦ୍ଧା ଯେ ସୋସିଓଲୋଜି ହେଉଛି କ'ଣ ନା ଗୋଟେ ଇଣ୍ଟରପ୍ରିଟେସନ ଅଫ ମିନିଂଫୁଲ ସୋସିଆଲ ଆକ୍ସନ। ତ ଏତିକି ବର୍ତ୍ତମାନ ଆମ କୋର୍ସରେ ଅଛି। ଆ ପରଠୁ ଯେଉଁ ଆସିବ, ଆ ପରଠୁ ଆସିବ ବର୍ତ୍ତମାନ ଆମେ ପଢ଼ିଲେ ଗୋଟେ ମିନିଂଫୁଲ ସୋସିଆଲ ଆକ୍ସନ ହେଉଛି ସୋସିଓଲୋଜିର ମାନେ। ତାପରେ ଆସିବ ତାପରେ ଆସିବ ଇଣ୍ଟରାକ୍ସନିଜମ। ଏମାନେ ଏ ଗୋଟେ ନୂଆ ଟାଇପ୍ର ସୋସିଓଲୋଜିଷ୍ଟ ଆଉ ଗୋଟେ ଜିନିଷ ବା ଏମାନେ ଟିକେ ଡେଭିଏଟ୍ କଲେ, ମାନେ ଇଣ୍ଟରପ୍ରିଟେଟିଭ ପର୍ସପେକ୍ଟିଭ। ଇଏ କହିଲେ ଠିକ୍ ଅଛି, ସୋସିଆଲ ଆକ୍ସନର ଇଣ୍ଟରପ୍ରିଟେସନ ଦରକାର, ମାନିବ ଠିକ୍ ଅଛି, କିନ୍ତୁ ସୋସିଆଲ ଆକ୍ସନଟା ଅଲଗା ଗୋଟେ ଲୋକର ବା ଆକ୍ଟର ଗୋଟେ ଯେତେବେଳେ ଗୋଟେ ସୋସିଆଲ ଆକ୍ଟ, ପ୍ରତି ଇଣ୍ଡିଭିଜୁଆଲକୁ ଆମେ କହିବା ସୋସିଆଲ ଆକ୍ଟର। ତ ଗୋଟେ ସୋସିଆଲ ଆକ୍ଟର ଆଉ ଗୋଟେ ସୋସିଆଲ ଆକ୍ଟର ସହିତ ଇଣ୍ଟରାକ୍ସନ କଲେ ହିଁ ସୋସିଆଲ ଆକ୍ସନ ହେବ। ମୁଁ ତମ ସହିତ ଫୋନରେ କଥା ହେଲେ ହିଁ ଯେଉଁ କଥାଟା ହେବ ଦ୍ୟାଟ୍ ଇଜ୍ ଏ ସୋସିଆଲ ଆକ୍ସନ। ଆରେ ବୁଝିହେଉଛି ନା ନାଇଁ? ମୁଁ ଯାଇକି ତମକୁ ମନେକର ମୁଁ ଯାଇକି କ'ଣ ମନେକର ଝଗଡ଼ା ହେବ, ତ ଝଗଡ଼ାକୁ ମୁଁ ଏକୁଟିଆ ଝଗଡ଼ା କରିବି କି? ମୋ ସହ ଆଉ ଜଣେ ସହିତ ମିଶିଲେ, ମାନେ ଗୋଟେ ସୋସିଆଲ ଆକ୍ଟର ଆଉ ଗୋଟେ ସୋସିଆଲ ଆକ୍ଟର ସହିତ ମିଶିଲେ ତ ଝଗଡ଼ା ହେବ। ତ ଝଗଡ଼ା ଯେଉଁ ମିନିଂଫୁଲ ସୋସିଆଲ ଆକ୍ସନଟା କ୍ରିଏଟ୍ ହେଲା ବିକଜ ଅଫ୍ ଦ ଇଣ୍ଟରାକ୍ସନ ଅଫ୍ ଟୁ ସୋସିଆଲ ଆକ୍ଟର, କି थ्री सोशल आक्टर, कि फोर सोशल आक्टर। तेणु सोशल आक्टर मानकर इंटराक्शन जो ही सोशल एक्शन क्रिएट हो। आपको बेस कर इंटराक्शन इज वेरी इंपोर्टेंट। से कहले सोशल एक्शन को एनालिसिस करिया पूर्व सोशल एक्शन प्रोड्यूस हो कौटू इंटराक्शन। तो वी नीड टू अंडरस्टैंड इंटराक्शन और से इंटराक्शन को बुझा है इंटराक्शनिज्म। बुझे ना नहीं? ये इंटराक्शन को बुझा है इंटराक्शनिज्म। से कहले तामाने दी जनक भितर इंटराक्शन ही सोशल एक्शन हम बा सोशल एक्शन हूँ गोटे आम मान एक्शन आउ जनकर एक्शन मिसले ही गोटे इंटराक्शन हम ताने इंटराक्शन हो बुझा। तो इंटराक्शन इज इम्पोर्टाट ये कहले एमर जो आसला पर्सपेक्टिव आसला जे इंटराक्शन इज इम्पोर्टाट। देख ग्राजुअली आम पॉजिटिविज्म अप्रोच रे थिले, बर्तमान नॉन पॉजिटिविज्म अप्रोच को आसिले, तापर ग्राजुअली आम एंटी पॉजिटिविज्म आड़ को जीवा। तो बर्तमान आम कौन पढ़े पॉजिटिविज्म अप्रोच रे सोशियोलॉजी एज साइंस पढ़े, तापर लोक मैंने अपोज कले सोशियोलॉजी कहीं साइंस नुह बोली कहले, तापर सोशियोलॉजी एज इंटरप्रिटेटिव पर्सपेक्टिव भी आम पढ़े। बर्तमान सोशियोलॉजी इंटरप्रिटेटिव पर्सपेक्टिव माने थिला माने गोटे नॉन पॉजिटिविज्म अप्रोच थिला। बर्तमान तो सोशियोलॉजी एंड इंटरप्रिटेटिव अप्रोच नॉन पॉजिटिविज्म अप्रोच। तो आम जा बर्तमान सोशियोलॉजी ग्राजुअली कौन हम एंटी पॉजिटिविज्म मैंने एकदम पॉजिटिविज्म अपोजिट हो सब। बर्तमान एम पूरा मना करूना कि पूरा माने पूरा पूरा मना करूना कि पूरा एक्सेप्ट भी करूना पॉजिटिविज्म को। बर्तमान जो आसवे आस्ते आस्ते सब नुआ श्रेणी सोशियोलॉजिस्ट मान सब एंट्री मारे से एकदम से मना करेंगे पॉजिटिविज्म किसी ना से भाई आम पढ़ा बर्तमान इंटराक्शनिज्म। इंटराक्शनिज्म पर आसो कौन फेनोमेनोलॉजी, फेनोमेनोलॉजी पर आसो एथ्रोमेथोडोलॉजी, एथ्रोमेथोडोलॉजी पर आसो एसआईटी सिंबॉलिक इंटराक्शन थ्योरी। एतिक हेल्ले हमर कंप्लीट हो यहाँ सोशियोलॉजी आने कौन आज इंटरप्रिटेटिव पर्सपेक्टिव। किंतु आम जो एगुड़ा इंटराक्शनिज्म है, फेनोमेनोलॉजी है, एथ्रोमेथोडोलॉजी है, एसआईटी एगुड़ा आम सिलेबस ना, किंतु एगुड़ा आम पढ़ा कौन पाई कि फ्यूज आम जो आगू आंसर लिखा सब विभिन्न सोशियोलॉजी विभिन्न आंसर लिखा कौटी ना कौटी एगुड़ा यूज हम कौटी आम एथ्रोमेथोडोलॉजी कथा कारण एगुड़ा यूज कले आम आंसर को बहुत मैच्योर बनइब। हूँ आम स्कोर 230-35 आड़े जापे 240 आड़े जापे। देखो एमती सिंपल पढ़ी 200 स्कोर रहा कारण मुझे लिखिक आसती मत एत जिन जना ना जस्ट सिंपल पढ़ी लिखिदी पड़ा तथा मतलब 200 क्रॉस कर जाता। तेणु किंतु एठी आम जी आउ टे भल भाव में पढ़ा जिनस को आउ से मत एथ्रोमेथोडोलॉजी ठीक से बुझा नाला, से मत फेनोमेनोलॉजी ठीक से बुझा नाला, एसआईटी ठीक से बुझा पड़ नाला, पॉजिटिविज्म नॉन पॉजिटिविज्म एंटी पॉजिटिविज्म पार्थक्य ठीक से जना नाला, तथा मुझे 200 क्रॉस करके आसती एत क्लारिटी नाला। कि जिनस को आम जिते क्लीयरली ग्राजुअली बुझी बुझी जावा आगे बुझी बुझी जावा एगुड़ा हुए तो आमको डायरेक्टली पचारे आम कम दुईटा क्वेश्चन ए गोटे सोशियोलॉजी एज ए साइंस
सोशियोलोजी एज एन इंटरप्रिटेटिव डिसिप्लिन। କିନ୍ତୁ ତାପରେ ଯେଉଁ ଇଣ୍ଟରାକ୍ସନିଜିମ୍ ହେଲା, ବର୍ତ୍ତମାନ ଆମେ ପଢ଼ିବା ଆଗକୁ ଯାଇକି କି ଫେନୋମେନୋଲୋଜି ହେଲା, ଏଥ୍ରୋମେଥ୍ରୋଲୋଜି ହେଲା, କି ଏସ୍ଆଇଟି ସିମ୍ବଲିକ୍ ଇଣ୍ଟରାକ୍ସନ୍ ଥିଓରି ହେଲା, ଯେଉଁଠି ଆମେ ଜିଏସ୍ ମିଡ୍ଙ୍କ କଥା ବି ପଢ଼ିବା, ଯେଉଁ ସିଏଚ୍ କୁଲେ, ଜିଏସ୍ ମିଡ୍ ଏଗୁଡ଼ା ସେଥିରେ ପଢ଼ିବା। ତ ଏଗୁଡ଼ାକ ଏଇଥିରେ ପଢ଼ିବା ଦ୍ୱାରା କ'ଣ ହେବ ନା ଆମକୁ ଆମ ଯେଉଁ ଆନ୍ସର୍ ଆମେ ଆଗକୁ ଯାଇକି ଲେଖିବା ବିଭିନ୍ନ, କାରଣ ଆଜିକାଲି କ'ଣ ନା ଟିକେ ଆନ୍ସର୍କୁ ସେମାନେ ତେଢ଼ା କରିକି ପକାଉଛନ୍ତି କୋଶ୍ଚିନ୍ ଗୁଡ଼ାକ, ଆଉ ଏକଦମ ସେ ଟିକେ ଆଗରୁ ଯେମିତି ପକେଇ ଦେଉଥିଲେ ଟିକେ ଚେଞ୍ଜ ହେଲାଣି, ମାନେ ପୁରା ଚେଞ୍ଜ ହେଇନି, ଟିକେ ଜଷ୍ଟ ସ୍ଲାଇଟଲି ଚେଞ୍ଜ କରିଛନ୍ତି ହେଲା। ତେଣୁ ଆମ ଆନ୍ସର୍ରେ ଯଦି ଏଇଭଳିଆ କିଛି ଜିନିଷ ଗୁଡ଼ା ରହିବ, ଆମ ଆନ୍ସର୍ ଆହୁରି ମ୍ୟାଚୁଅର୍ ହେବ। ତ ଆମକୁ ଆଉ ଟିକେ ପରଫେକ୍ଟଲି ମାର୍କ ଆସିବାର ଏକ୍ସପେକ୍ଟେସନ୍ ଆମର, ଆମେ ଭଲ ମାର୍କ ଆସିବ ବୋଲି ରଖିପାରିବା ହେଲା। ତେଣୁ ବର୍ତ୍ତମାନ ତକ ସମୟ ହେଇଗଲାଣି, ଆମେ ଆଗକୁ ପଢ଼ିବା। ତ ଏଇଟାକ ବହୁତ ଇମ୍ପୋର୍ଟାଣ୍ଟ, ଏଇ ଜିନିଷ ବୁଝିବା ଦରକାର। ହ୍ୱାଟ୍ ଇଜ୍ ଇଣ୍ଟରାକ୍ସନିଜିମ୍, ହ୍ୱାଟ୍ ଇଜ୍ ଫେନୋମେନୋଲୋଜି, ହ୍ୱାଟ୍ ଇଜ୍ ଏଥୋମେଥୋଡୋଲୋଜି, ହ୍ୱାଟ୍ ଇଜ୍ ଏସ୍ଆଇଟି ସିମ୍ବଲିକ୍ ଇଣ୍ଟରାକ୍ସନ୍ ଥିଓରି, ଏଗୁଡ଼ାକ ପରଫେକ୍ଟଲି ବୁଝିବା ଦରକାର। କାରଣ ବର୍ତ୍ତମାନ ଆମେ ପଜିଟିଭିଜିମ୍ ଗଲା, ନନ୍ ପଜିଟିଭ୍ ଗଲା, ବର୍ତ୍ତମାନ ଆମେ ଆଣ୍ଟି ପଜିଟିଭିଜିମ୍ ପଢ଼ିବା। ଏମାନେ ସବୁ ଏକଦମ ସେ ମନା କରିବେ ନା ପଜିଟିଭିଜିମ୍ କିଛି ନାହିଁ, ବୁଝିହେଉଛି ନା ନାଇଁ। ଏସବୁ କେମିତି ଇଣ୍ଟରାକ୍ସନକୁ କିଏ ଫୋକସ୍ କଲାଣି, ତ ଲାଇଫ୍ ୱାର୍ଲଡକୁ, ହ୍ୟୁମାନର ବିଭିନ୍ନ ମେଥଡ୍ସ କ'ଣ କ'ଣ ସବୁ ଅଛି, ତାପରେ ଆମେ ଦେଖିବା ଆଗକୁ ଗ୍ରାଜୁଆଲି ପଢ଼ିବା। ଏଗୁଡ଼ାକ ଆ ଭିତରେ ବି ବେଶୀ ଆମକୁ ଯିବାର ନାହିଁ, ଜଷ୍ଟ ଟିକେ କନସେପ୍ଟ, ବେସିକ୍ କନସେପ୍ଟଟା ବୁଝିକି ଛାଡ଼ିଦେବା। କାରଣ ଆ ଭିତରେ ଇଏ ଗୋଟେ ଗୋଟେ ବଡ଼ ବଡ଼ ଏରିଆ, ପୁଣି ଆ ଭିତରେ ବସିଲେ ଏତେ ତ ଆମକୁ ଦରକାର ନାହିଁ। ଆମକୁ ଖାଲି ଜଷ୍ଟ ଜିନିଷଟା କ'ଣ, ଏଥ୍ରୋମେଥୋଲୋଜି କ'ଣ ଜାଣିକି ଟିକେ ଛାଡ଼ିଦେବା। ତା କୋଉ ସୋସିଓଲୋଜିଷ୍ଟ କ'ଣ ତା ବିଷୟରେ କହିଥିଲେ ଟିକେ ଜାଣିଯିବା, ତାକୁ ଛାଡ଼ିଦେବା। ତାପରେ ଫେନୋମେନୋଲୋଜି କ'ଣ, କୋଉ ସୋସିଓଲୋଜିଷ୍ଟ ତା ବିଷୟରେ କ'ଣ କହିଥିଲେ, ଜିନିଷଟା କ'ଣ ଏକ୍ଜାକ୍ଟଲି କନସେପ୍ଟଟା କ'ଣ ବୁଝିଲେ ଛାଡ଼ିଦେଲେ। ସେଭଳିଆ ଏସ୍ଆଇଟି କ'ଣ, ସିମ୍ବଲିକ୍ ଇଣ୍ଟରାକ୍ସନ୍ ଥିଓରି, କୋଉ ସୋସିଓଲୋଜିଷ୍ଟ ତା ବିଷୟରେ କ'ଣ କ'ଣ କହିଛନ୍ତି, କି କ'ଣ ତାର ବେସିକ୍ କନସେପ୍ଟଟା କ'ଣ ବୁଝିଲେ ଛାଡ଼ିଦେଲେ ସେତିକି। କାରଣ ସେଇ ଜିନିଷ ଗୁଡ଼ାକ ଆମେ ବିଭିନ୍ନ ଆନ୍ସର୍ରେ ଆଗକୁ ଯାଇକି ଲଗେଇବା, ଯେଉଁଟାକି ଆମ ଆନ୍ସର୍କୁ ବହୁତ ବଢ଼ିଆ କରାଇବ ହେଲା। ତ ସେତିକି ଆମକୁ କରିବାର ଅଛି। ତ କମିଂ କ୍ଲାସ୍ରେ ଆମେ ପୁଣି ଷ୍ଟାର୍ଟ କରିବା ଇଣ୍ଟରାକ୍ସନିଜିମ୍ଠୁ ହେଲା। ଆରେ ପିଡିଏଫ୍ ଏବେ ଲେଖା ଚାଲିଛି, ଏବେ ମୁଁ ଲେଖିଦେଇଛି, ଏଇଟା ସବୁ କେତେ ଯାଏଁ ଲେଖିଦେଇଛି ସବୁ, ତାର ପୁରା କମ୍ପ୍ଲିଟ୍ କଲେ ଦେବି ନା ଯେତିକି ଲେଖି ସେତିକି ଦେଇଦେବି? ଆରେ ପୁରା ଚାପ୍ଟର କମ୍ପ୍ଲିଟ୍ ହେଲା ପରେ ଦେବି। ମୁଁ ଯଦି ବି ଏବେ ତୁମ ପଠେଇଦେବି, ଏତିକି ପ୍ରିଣ୍ଟ ବାହାର କରିଥିବ, ତାପରେ ମୁଁ ନେକ୍ସଟ କଣ୍ଟେଣ୍ଟ ଯେତେବେଳେ ପଠେଇବି ସେଇ ପେଜ୍ ନମ୍ବରଠୁ ପୁଣି ପ୍ରିଣ୍ଟ ବାହାର କରିବି, ସବୁ ବାହାର କରିବନି, କାରଣ ମୁଁ ପୁରା ଅପଡେଟ୍ କରିକି ଲାଷ୍ଟକୁ ପଠେଇବି। ଦେଖ ଏଗୁଡ଼ାକ ବିଭିନ୍ନ ଜାଗାରୁ ଖୋଜିକି ଲେଖିଲା ବେଳକୁ ଲେଟ୍ ହେଉଛି, ବୁଝିପାରୁଛ ନା। ନେଟ୍ରେ ଅଛି ଯେ ସବୁ ବିଭିନ୍ନ, ଏରା ତ ସବୁ କ'ଣ କି ଯାହା ଆମର ଇଣ୍ଟରନେଟ୍ରେ ଗୁଡ଼ା ଅଛି, ଏଗୁଡ଼ା ସବୁ ୟୁପିଏସ୍ସି ପାଇଁ ଲେଖା ହେଇଛି, ସବୁଗୁଡ଼ା ୟୁପିଏସ୍ସି ପାଇଁ ଲେଖା ହେଇଛି ହେଲା। ତେଣୁ ଆମ ଓପିଏସ୍ସି ପାଇଁ ଖୋଜି ଖୋଜି ତାକୁ ଲେଖିଲା ବେଳକୁ ଲେଟ୍ ହେଉଛି ବହୁତ ଜିନିଷ ଗୁଡ଼ାକ, ଏକଦମ ସେ ତ ମ୍ୟାଟେରିଆଲ୍ ବର୍ତ୍ତମାନ ପ୍ରିପେୟାର ହେଇକି ନାହିଁ। ତେଣୁ ସବୁ ଜିନିଷ ଖୋଜିକି ଲେଖିଲା ବେଳକୁ ଲେଟ୍ ହେଉଛି। ତ ତାପରେ ମୁଁ ଚାହୁଁଛି ଯେ ଜିନିଷଟା ପରଫେକ୍ଟଲି ବୁଝା ପଡ଼ୁ, କାରଣ ସୋସିଓଲୋଜିରେ ବୁଝିବା ଭେରି ଇମ୍ପୋର୍ଟାଣ୍ଟ। କଣ୍ଟେଣ୍ଟଟା ତୁମେ ନିଜ ମନରୁ ଲେଖିଦେବ, ୱାନ୍ସ ବୁଝିଗଲେ କିଛି ବଡ଼ କଥା ନୁହଁ। ଆଉ ଏଠି ଆମର କୋଶ୍ଚିନ୍ ବି ଏତେ ଭାରିଏସନ୍ର କୋଶ୍ଚିନ୍ ଆସୁଛି, ବହୁତ ଷ୍ଟ୍ରେଟ୍ ଫରୱାର୍ଡ଼ କୋଶ୍ଚିନ୍ ଆସୁଛି। ଟିକେ ଟିକେ ଏବେ ଚେଞ୍ଜ ହେଲାଣି, ଅଲଗା କଥା, ଏଗୁଡ଼ା କିଛି ଏତେ ପ୍ରୋବ୍ଲେମ୍ ଗୋଟେ ପକେଇବନି ଆମକୁ। ତେଣୁ ବହୁତ ଭଲ ମାର୍କ ରହିବ। କିନ୍ତୁ କ'ଣ କରିବା, ଯେ କ୍ଲାସ୍ କେହି ମିସ୍ କରନି ହେଲା, କାରଣ କ୍ଲାରିଟି ଭେରି ମଚ୍ ଇମ୍ପୋର୍ଟାଣ୍ଟ। ଆଉ ଯିଏ ପୁଣି ମାନେ ଏଗୁଡ଼ା ନୁହଁ ଯେ ନିଜେ କରିହେବନି, ଆରାମସେ ନିଜେ ପଢ଼ିକି କରିହେବ, କିନ୍ତୁ ବହୁତ ଟାଇମ୍ ଲାଗିଯିବ, ବହୁତ ଟାଇମ୍ ଲାଗିଯିବ ହେଲା। ବହୁତ ଟାଇମ୍ କରି କରି ତାକୁ ବୁଝି ବହୁତ ଟାଇମ୍ ଲାଗିବ। ତେଣୁ ଆମେ ଯେହେତୁ କ୍ଲାସ୍ ମାଧ୍ୟମରେ ଜିନିଷକୁ ଆମେ ବହୁତ ସ୍ପିଡ୍ ଅପ୍ କରୁଛନ୍ତି, ବହୁତ ଟାଇମ୍କୁ ମିନିମାଇଜ୍ କରୁଛନ୍ତି, ଆଉ ଗୁଡ଼ାଏ ଜିନିଷକୁ ମୁଁ କ'ଣ ବହୁତ କମ୍ ସମୟ ଭିତରେ ଜାଣିବାକୁ ଚେଷ୍ଟା କରୁଛନ୍ତି। ତ ସେଇଟାକୁ କମ୍ କରିବ, ନହେଲେ ଜିନିଷ ବହୁତ ଟାଇମ୍ ଲାଗିଯିବ, ବୁଝୁଛ ନା ନାହିଁ, ଦେଖ ଏକା କଲେ। ତେଣୁ ଏତିକି ମୁଁ ଏବେ ଆମେ ଏଇଟା ପୁରା ମ୍ୟାଟେରିଆଲଟା କମ୍ପ୍ଲିଟ୍ ଲେଖି ସାରିଲେ ପଠେଇବି ହେଲା। ଏବେ କାହିଁ ପଠେଇବି, ଅଧା ଲେଖା ହେଇଛି ମାନେ ମୁଁ ଏସ୍ଆଇଟି ପର୍ଯ୍ୟନ୍ତ ଲେଖିଦେଇଛି। ତାପରେ ଆମେ ଲେଖିବା ଏଇଟା ସବୁ କୋଉଟା, ଯୋଉ ସୋସିଓଲୋଜିର ମାନେ ଫ୍ରେଞ୍ଚ ରିଭଲ୍ୟୁସନ୍, ଇଣ୍ଡଷ୍ଟ୍ରିଆଲ ରିଭଲ୍ୟୁସନ୍, ଆଉ ଯୋଉ ସେ ରିଲେସନ୍ ଗୁଡ଼ାକ ସବୁ, ସୋସିଓଲୋଜି, ଆନ୍ଥ୍ରୋପୋଲୋଜି, ସୋସିଓଲୋଜି, ଇକୋନୋମିକ୍ସ, ସୋସିଓଲୋଜି, ସାଇକୋଲୋଜି, ଏଗୁଡ଼ା ସବୁ ରିଲେସନ୍ ଗୁଡ଼ାକ ଲେଖା ହବ। ଏତିକି ଲେଖି ସାରିଲା ପରେ ପୁରା ଚାପ୍ଟରଟା କମ୍ପ୍ଲିଟ୍ କରିକି ପଠେଇବି ଆଉ ହେଲା। ନା ପଠେଇଦେବି, ଆଜି ଯେତିକି ଲେଖିଛି ପଠେଇଦେବି, ଯଦି କହିବ ମୁଁ ପଠେଇଦେବି, କିଛି ପ୍ରୋବ୍ଲେମ୍ ନାହିଁ। ଦେଖ ଆପରେ କ୍ଲାସ୍ ହବ 9:30ରେ ହୋମ୍ ସାଇନ୍ସ ହେଲା। ୱାଇଣ୍ଡ ଅପ୍ କରିବା। ରାହୁଲ ଆର୍ ୟୁ ଦେୟାର? ଓକେ ଓକେ।